ହେଲା ଏବେ ଦେଖା ହଉଛି ସ୍କ୍ରିନ୍ ଟା ଆମ ଆଜ୍ଞା ପ୍ରେଜେଣ୍ଟ। ଆଜ୍ଞା ୟେସ୍। ଏଇ ଯୋଉ ଆମେ ଯେତେବେଳେ ପ୍ରୋଗ୍ରାମିଂ ଷ୍ଟାର୍ଟ କରିବା ବହୁତ ମାନେ ଗୋଟେ ଜାଗାରେ ଡାଟା ରଖିବା, ସେ ଡାଟା ସବୁ ଚେଞ୍ଜ ହବ ଆମର ରିକ୍ୱାୟର ଲଜିକ ଅନୁସାରେ। କିଛି ଇନପୁଟ ଦବା, କିଛି ଆଉଟପୁଟ ବାହାରେ, ଏଗୁଡା ସବୁ କରାହବ ନା। ତେଣୁକରି ଆମେ ଗୋଟେ ଭେରିଏବଲ ଡିକ୍ଲେୟାର କରିବା ହେଲା। ହ୍ୟାଲୋ। ହଁ। ସେଟା ଡିକ୍ଲେୟାର କରିବା ଡାଟା ଷ୍ଟେଟମେଣ୍ଟରେ। ହୁଁ ଡାଟା ଷ୍ଟେଟମେଣ୍ଟ କଣ କରେ, ଡାଟା ଲେଖିଦେଲା ମାନେ କଣ ହବ, ସେ କିଛି ମେମୋରି ତାକୁ ଏସ୍ଏପି ତରଫରୁ ତାକୁ ମେମୋରି କିଛି ଦିଆଯିବ। ମେମୋରି ହୁଁ ଦିଆଯିବ ମାନେ କଣ, ଆମେ ମନେକର ଲେଖିଦବା ଡାଟା ନେମ୍ ଟାଇପ କ୍ୟାରେକ୍ଟର ଲେନ୍ଥ 30। ତା ମାନେ ହଉଛି କଣ, କ୍ୟାରେକ୍ଟର ଲେନ୍ଥ 30 ଲେନ୍ଥ ର ବହୁତ କିଛି ଡାଟା ଆମେ ତା ରଖିପାରିବା। ଡାଟା ରଖିବା ପାଇଁ ଗୋଟେ ଗୋଟେ ମେମୋରି ଦରକାର ହେଲା। ହୁଁ ସେ ଡାଟା ଷ୍ଟେଟମେଣ୍ଟ ଲେଖିଲେ ହିଁ ଇଣ୍ଟରନାଲି ଏଇ ପ୍ରୋସେସ ଟା ହବ ଆମ ଭାବରେ ହେଲା। ହୁଁ। ତେଣୁକରି ତାର ଡେଫିନେସନ ହଉଛି ଡାଟା ଇଜ ଷ୍ଟେଟମେଣ୍ଟ ୟୁଜ ଟୁ ଡିକ୍ଲେୟାର ଭେରିଏବଲ or data objects that store values during the program execution। ହଁ, ଯେତେବେଳେ ପ୍ରୋଗ୍ରାମ ରନ୍ କରିବ ନା, ହୁଁ ସେଇ ଟାଇମରେ ହିଁ ସେ ଯାହା ଆମେ ଡାଟା ଦବା ସେ ହୋଲ୍ଡ କରିବ ସେଇ ଭେରିଏବଲ ଟା ହେଲା। ହୁଁ Data defines memory space for a variable and assign it to a data type। Data type means a character, numeric key, integer ଏଗୁଡା ସବୁ ହେଲା। ହୁଁ ଏଟା କୁହନ୍ତି data type। Without data we cannot store or manipulate value in an above program। এটা ହଉଛି ତାର standard syntax ହେଲା। ହୁଁ এটা ହଉଛି syntax। data variable name type data type। ମନେକର ମୁଁ ଗୋଟେ ଏକ୍ସାମ୍ପଲ କହୁଛି, ଏଠି ଦବା ଡାଟା ଲେଖିବା, ତାପରେ ଭେରିଏବଲ ନେମ୍ ମାନେ ଯୋଉଥିରେ ଭ୍ୟାଲୁ ଚେଞ୍ଜ ହବ ହେଲା। ହୁଁ ମନେକର ଲେଖିବା ଡାଟା ନେମ୍, ନେମ୍ ଟାଇପ ହଉଛି ସି ମାନେ କ୍ୟାରେକ୍ଟର। ହୁଁ ତା ଦେହରେ କଣ କରିବା, ଏଇ ଯୋଉ ନେମ୍ ରେ ଆମେ ଭ୍ୟାଲୁ ଚେଞ୍ଜ କରିବା। ଏଇଟା ହଁ, ଏଇଟା ଦେଖ, ଏଇ ଏକ୍ସାମ୍ପଲ ଏଠି ଲେଖା ହେଇଛି ଡାଟା। ହଁ, ଜେନେରାଲି ଆମେ ସବୁ ଷ୍ଟାଣ୍ଡାର୍ଡ ଥାଏ ଏଲଭି ମାନେ ଲୋକାଲ ଭେରିଏବଲ। ଖାଲି ନେମ୍ ବି ଆମେ ଲେଖିପାରିବା, କିଛି ଅସୁବିଧା ନାହିଁ ହେଲା। କିନ୍ତୁ ଯୋଉଟା ରହିଯାଇଛି ଷ୍ଟାଣ୍ଡାର୍ଡ ରେ ଏମିତି ଲେଖାଯାଏ ଏଲଭି ଅଣ୍ଡରସ୍କୋର ନେମ୍, ଟାଇପ ହଉଛି ଷ୍ଟ୍ରିଙ୍ଗ। ଷ୍ଟ୍ରିଙ୍ଗ ମାନେ ଟେକ୍ସଟ ହେଲା। ଟେକ୍ସଟ ମାନେ ତମ ନାଁ ଫାଁ ଯାହା ଲେଖିପାରିବ ସେ ଷ୍ଟ୍ରିଙ୍ଗ ଭିତରେ ହେଲା। ଆଉ ଗୋଟେ ରୁଲ ହଉଛି ଷ୍ଟ୍ରିଙ୍ଗ ଯୋଉ ତମେ ଯୋଉ ଲେଖିବ ସେଟାକୁ, ଏଇ ଯୋଉ ଦେଖ, ଏଇ ଯୋଉ ଲେଖା ଫାର୍ଷ୍ଟ ଲାଇନ ଲେଖା ହେଲା ଡାଟା ଏଲଭି ନେମ୍ ଟାଇପ ଷ୍ଟ୍ରିଙ୍ଗ ହେଲା। ଏଇଟା ଆମେ ଡିକ୍ଲେୟାର କଲେ ଏଇଟା କୁହନ୍ତି ସିଣ୍ଟାକ୍ସ। ଉପରେ ଯୋଉ ଲେଖାନି ସିଣ୍ଟାକ୍ସ, ଦେଖ ଏଇ ଲେଖା ଅଛି ସିଣ୍ଟାକ୍ସ। ସିଣ୍ଟାକ୍ସ ମାନେ ଏଇ ଷ୍ଟାଇଲ ରେ ତମେ ଲେଖିବ ସେ ଷ୍ଟେଟମେଣ୍ଟ ଟା। ଡାଟା ଭେରିଏବଲ ନେମ୍ ଟାଇପ ଡାଟା ଟାଇପ। ଦେଖ ଏଠି ସେୟା କରାଯାଇଛି। ଡାଟା କୁ ଲେଖା ହେଲା ଡାଟା, ଭେରିଏବଲ ନେମ୍ ଲେଖା ହେଲା ଏଲଭି ଅଣ୍ଡରସ୍କୋର ନେମ୍, ଟାଇପ ବି ଲେଖା ହେଇଛି ଟାଇପ, ଡାଟା ଟାଇପ ହେଲା ଷ୍ଟ୍ରିଙ୍ଗ। ଡାଟା ଟାଇପ ବହୁତ ପ୍ରକାର ଅଛି, ଇଣ୍ଟିଜର ଅଛି, କ୍ୟାରେକ୍ଟର ଅଛି, ନ୍ୟୁମେରିକ ଅଛି, ଷ୍ଟ୍ରିଙ୍ଗ ଅଛି, ଏମିତି ବହୁତ ଅଛି। ପ୍ୟାକ ଡେସିମାଲ ଅଛି। ଏଠି ଆମେ ଦେଲେ ଷ୍ଟ୍ରିଙ୍ଗ ହେଲା। ବର୍ତ୍ତମାନ କଣ କଲେ, ଏଇ ଯୋଉ ଡିକ୍ଲାର ହେଇଗଲା ପରେ ଏଇ ଯୋଉ ଏଲଭି ନେମ୍ କୁ ଆମେ ଗୋଟେ ଭ୍ୟାଲୁ ଦବା। ଏଲଭି ନେମ୍ ଇକ୍ୱାଲ ଟୁ ୱେଲକମ ଟୁ ଦ ୱାର୍ଲ୍ଡ ଅଫ ଏସଏପି ହେଲା। ଏଇ ଯୋଉ ଭ୍ୟାଲୁ ଟା ଦେଲେ ଏଇ ଭେରିଏବଲ, ଏଇଟା କୁହାଗଲା ଭେରିଏବଲ, ଏଲଭି ନେମ୍ ହେଲା ଭେରିଏବଲ ହେଲା। ଏଇ ଭେରିଏବଲ କୁ ଆମେ ଗୋଟେ ଏଇ ସେଣ୍ଟେନ୍ସ ଗୋଟେ ଆସାଇନ କରୁଛେ। ଏଇ ସେଣ୍ଟେନ୍ସ ଆସାଇନ କରିବା, ମନେ ରଖିଥିବା ଷ୍ଟ୍ରିଙ୍ଗ କି ଯେତେବେଳେ ଆମେ ଗୋଟେ ଷ୍ଟେଟମେଣ୍ଟ ଆସାଇନ କରିବା, ସେ ଏଇ କମା ଭିତରେ ରହିବ। ଡବଲ କୋଟ ନୁହଁ, ସିଙ୍ଗଲ କୋଟ। ଏଇଟା ହଉଛି ଏସଏପି ଷ୍ଟାଣ୍ଡାର୍ଡ ହେଲା। ବର୍ତ୍ତମାନ କଣ, ଏଇ ଭେରିଏବଲ ଏଇ ଯୋଉ ଷ୍ଟେଟମେଣ୍ଟ ଟା ହୋଲ୍ଡ କଲା ନା, ଏଇ ହୋଲ୍ଡ କଲା ମାନେ କଣ, ମେମୋରିରେ ସେ ରଖିଲା ହେଲା। ତେଣୁକରି ଡାଟା ଷ୍ଟାଣ୍ଡାର୍ଡ ଦିଆଯାଇଥିବାରୁ ଏସଏପି ତା ପାଇଁ ଗୋଟେ କିଛି ମେମୋରି, ଅଳ୍ପ ମେମୋରି ଆଲୋକେଟ କଲା। ସେଇ ମେମୋରିରେ ଏଇ ୱାର୍ଡ ଟା ବର୍ତ୍ତମାନ ଆମେ ଷ୍ଟୋର କଲେ, ଏଇଟା ହଉଛି ଭେରିଏବଲ। ଏଇ ଯୋଉ ଡାଟା ଷ୍ଟେଟମେଣ୍ଟ ଦ୍ୱାରା ଆମେ ଭେରିଏବଲ ଡିକ୍ଲେୟାର କଲେ, ଭେରିଏବଲ ନାଁ ହଉଛି ଏଲଭି ଅଣ୍ଡରସ୍କୋର ନେମ୍। ଇଏ ଭେରିଏବଲ କୋଉ ଭଳିଆ ନା ଷ୍ଟ୍ରିଙ୍ଗ। ଷ୍ଟ୍ରିଙ୍ଗ ମାନେ ହଉଛି କ୍ୟାରେକ୍ଟର ଟାଇପ ର ଯେତେ ସବୁ ଲାଇନ ରଖିପାରିବ ହେଲା। ସେଇ ହିସାବରେ ଏଇଟା ଲେଖା ହେଇଛି। ଏଇଟା ହଉଛି ଗୋଟେ ଏକ୍ସାମ୍ପଲ। ଆଉ ଗୋଟେ ଏକ୍ସାମ୍ପଲ ହଉଛି, ନହେଲେ ଏଇଟା ମୁଁ କରିଦଉଛି ଟିକେ। ଆଚ୍ଛା, ଓହୋ, ତମେ ଆଚ୍ଛା, ମୁଁ ତ ପ୍ରଥମରୁ ଇଏ କରୁଛି ହେଲା। ଆମେ ଗୋଟେ ପ୍ରୋଗ୍ରାମିଂ କେମିତି ଲେଖିବା
ସେଇଟା ମୁଁ ପ୍ରଥମରୁ ତମକୁ ନେଇକି କହୁଛି। ସାର୍। ଦେଖ ଯେତେବେଳେ ପ୍ରୋଗ୍ରାମ ଲେଖାଯାଏ ସେ ଆବାପରେ ତା ଗୋଟେ ଟ୍ରାନଜିସନ ଅଛି AC38 ହେଲା। ଆଜ୍ଞା। AC38 ଦବ ଏଇଟା ଆସିଲା ପ୍ରୋଗ୍ରାମ। ଯେତେ ନା ମତେ ଦେଖା ଯାଉନି ଏସପି ସ୍କ୍ରିନ୍। ଦେଖାଯାଉନି 1 ମିନିଟ୍ ରହିଥାଅ। ନାଇଁ। ଏବେ ଦେଖାଉଛି କି ନା ନାଇଁ? ନାଇଁ ନାଇଁ। 1 ମିନିଟ୍। ଏବେ ଦେଖାଗଲା କି? ଏବେ ଦେଖାଗଲା କରେକ୍ଟ। ତାମାନେ ଆଟ ଏ ଟାଇମ ସେ ଖାଲି ଗୋଟିଏ ଦେଖଉଛି, ଦିଟା ଦେଖେଇ ପାରିବନି ବୋଧେ। ଆଚ୍ଛା ହଉ। ହୁଁ 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 ଏଇଟା ହଉଛି ଏସଏବି ର ଲଗଇନ। ତମେ ତ ଜାଣିଥିବ ଏଇଟା। ହୁଁ ହୁଁ ଆଇଡି ପାସୱାର୍ଡ ଦେଇକି ଭିତରକୁ ଯିବ। ହୁଁ ଆମେ ଯେତେବେଳେ ଏସଏପି ରେ ABAP ର ଗୋଟେ ପ୍ରୋଗ୍ରାମ ଲେଖିଆ ନା, ଗୋଟେ ଟି କୋଡ ଦେଇକି ଯିବ AC38 ହେଲା। ଏଇଟା ଏବେ ଯାଏ ମତେ ସେ ଯୋଉ ତମର ଲଗଇନ ପ୍ୟାଡ୍ ହିଁ ଦିଶୁଛି। ଆଚ୍ଛା ଏଇ ଯୋଉ AC38 ଲେଖିଲେ ଉପରେ ନାଇଁ। ଦେଖାଯାଉନି? ଏସପି ସ୍କ୍ରିନ୍ ଆସିନି ଏବେ ଯାଏ, ମାନେ ଲଗଇନ ପ୍ୟାଡ୍ ଟା ହିଁ ଦେଖାଯାଉଛି। ରହିଥା। ଏବେ ଦେଖାଗଲା? ଆସିନି, ହଁ ଏବେ ଦେଖାଗଲା କରେକ୍ଟ। ଆଚ୍ଛା। ଏଇ ଯୋଉ ଲେଖା ହେଇନି, ଏଠି ମୁଁ ଲେଖିଛି ଗୋଟେ ଟି କୋଡ ତାକୁ କୁହାଯାଏ। ହୁଁ AC38 ହେଲା। ରାଇଟ୍। ଦେଖାଉଛି ଏଠି ମୁଁ ଲେଖିଲି AC38। ଆଜ୍ଞା ଆଜ୍ଞା ହଁ। ଏଠି କ୍ଲିକ୍ କଲେ ଏଇଟା ଗୋଟେ ଆସିଲା ପ୍ରୋଗ୍ରାମ। ଆଜ୍ଞା। କି କଣ ହଉଛି ଆପଣଙ୍କର ଯେତେବେଳେ ଏସଏପି ର ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଅଛି, ବହୁତ ପ୍ରୋଗ୍ରାମ ମାନେ ଟେବୁଲ ଏସଏପି ଅଲରେଡି କରିକି ଦେଇଛି ହେଲା। ହୁଁ ହୁଁ କିନ୍ତୁ ଆମେ ଯୋଉ କରିବା ନା ଆମେ ତାକୁ କୁହାଯାଏ ଜି ପ୍ରୋଗ୍ରାମ କିମ୍ବା କଷ୍ଟମାଇଜ ପ୍ରୋଗ୍ରାମ। ଜି କରେକ୍ଟ। ତାର ଷ୍ଟାର୍ଟର ହଉଛି ଜେଡ୍ ହବ ହେଲା। ଜେଡ୍ ହଁ। ଜେଡ୍ ତାପରେ ଆମେ ଯେକୌଣସି ନାଁ ଦେଇପାରିବା। ହୁଁ ମାନେ ଆମେ ଯଦି ନାଁ ଦେବା ଜେଡ୍ ABAP ଡାଟା, କାରଣ ଆମେ ହୁଁ ଏଇ ଉପରେ ବର୍ତ୍ତମାନ ପ୍ରୋଗ୍ରାମ ଲେଖିବା ନା। ଏଇ ଡେଟା ଉପରେ ଶିଖୁଛେ ହଁ। ହଁ ଓକେ। ହୁଁ ଯେତେବେଳେ ପ୍ରୋଗ୍ରାମ ଦେଖିବା ଫାଷ୍ଟ କରିବା ଡିସପ୍ଲେ ମାନେ ଯଦି ଆଗରୁ କିଏ ପ୍ରୋଗ୍ରାମ ଟା ଲେଖିଥିବ ନା ହୁଁ ଚେକ୍ କରିବା ନା ଏଇଟା ଦେଖଉନି, ମାନେ ଆଗରୁ କିଏ ପ୍ରୋଗ୍ରାମ ଏମିତିଆ ପ୍ରୋଗ୍ରାମ ନା ଏଇ ପ୍ରୋଗ୍ରାମ ନାଁରେ କେହି ଲେଖି ନାହାନ୍ତି ହେଲା। କରେକ୍ଟ ରାଇଟ୍। ତେଣୁକରି ଆମେ କ୍ରିଏଟ କରିବା ଏଇଟା, ଏଇ ବଟନ ଟିପିଲେ କ୍ରିଏଟ ହବ ହେଲା। ଆଜ୍ଞା ଦେଖାଉଛି କ୍ରିଏଟ CREAT। ରାଇଟ୍ କ୍ରିଏଟ୍ ହଁ କ୍ରିଏଟ୍ ହଁ। କ୍ରିଏଟ କରିବେ ଗୋଟେ ଫାଷ୍ଟ ଗୋଟେ ଟାଇଟେଲ ମାଗିବ। ଏଠି ଲେଖା ହେଇନି ଟାଇଟେଲ TITLE। ଆମେ ଟିକେ ପ୍ରୋଗ୍ରାମ ନାଁଟା ତାମାନେ ଦେବା ହୁଁ ଡାଟା ଡେମୋ। ହୁଁ ତାପରେ ଏଇ ଯୋଉ ଆଟ୍ରିବ୍ୟୁଟ ତାପରେ ଅଛି, ଏ ଟାଇପ ଅଛି। ଏ ହୁଁ ଟାଇପ ଆମେ ଲେଖିବା ଏକ୍ଜିକ୍ୟୁଟିଭ ପ୍ରୋଗ୍ରାମ ହେଲା। ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଅଛି, ଆମେ ଯେତେବେଳେ ସେଇ କ୍ରସ ଆସିବା ତ ମୁଁ ବୁଝେଇବି। ଇନକ୍ଲୁଡ ପ୍ରୋଗ୍ରାମ ହୁଁ କଣ, ମଡୁଲ ପୁଲ କଣ, ଫଙ୍କସନ ଗ୍ରୁପ କଣ, ସବରୁଟିନ ପୁଲ କଣ, ଇଣ୍ଟରଫେସ ପୁଲ କଣ, କ୍ଲାସ କଣ ଟାଇପ ମାନେ କହୁଛି। ଆମର ବର୍ତ୍ତମାନ ଯୋଉଟା କହିବା ସେଟା ହଉଛି ହୁଁ ଏକ୍ଜିକ୍ୟୁଟିଭ ହେଲା। ଏକ୍ଜିକ୍ୟୁଟିବଲ ହଁ, ପ୍ରୋଗ୍ରାମ ହଁ। ଏଇଟା ସବୁ ରେକର୍ଡ ହଉଛି ଟି ଅନଲାଇନରେ।
ରେକର୍ଡିଂ ହଉଥିବ ତ? ହଁ ମୁଁ ତ ଇଏ କରିଥିଲି, ମୁଁ ଯାଉଥିଲି କନଫର୍ମ ଦେଖିବା ପାଇଁ ଯାଉଛି। ତ ଲେଖା ହଉଛି ମାନେ ସେ ଯୋଉ ଉପରେ ଲେଖା ହଉଛି ରେକର୍ଡିଂ ବୋଲି। ଦେଖାଯାଉଛି ତ? ନାଇଁ ହଉଛି, ଗୋଟେ ବଟନ ଅଛି ଉପରେ ରେକର୍ଡିଂ ବୋଲି ଲେଖା ହଉଛି। ଆଚ୍ଛା ହଁ। ତାପରେ ହୁଁ, ଏଇ ୟୁଟ୍ୟୁବ ଲେଖିଲା ପରେ ଏଠି ତଳେ ଲେଖା ହେଇନି ସେଭ୍। ଆଜ୍ଞା। ଏଇ ସେଭ୍ ରେ କ୍ଲିକ୍ କରିବ। ହୁଁ ହୁଁ। କ୍ଲିକ୍ କଲ। ଆଜ୍ଞା। ତାପରେ ମାଗିବ ପ୍ୟାକେଜ। ପ୍ୟାକେଜ ହୁଁ ମାନେ ହୁଁ ଆମେ ଏଇ ଯୋଉ ରିଅଲ ଲାଇଫ ରେ ହୁଁ ଗୋଟେ ପ୍ରୋଗ୍ରାମ ଲେଖିକିରି ତାକୁ କ୍ୱାଲିଟି କି ଚେଞ୍ଜ ଟ୍ରାନ୍ସପୋର୍ଟ କରିବା, ପୁଣି କ୍ୱାଲିଟି ଲାଇଭ୍ ଟ୍ରାନ୍ସପୋର୍ଟ କରିବା, ସେଥିରେ ହୁଁ ପ୍ୟାକେଜ ପ୍ୟାକେଜ ଦରକାର। କିନ୍ତୁ ଆମେ କୋଉଠି ଟ୍ରାନ୍ସଫର କରିବା ଖାଲି ଆମ ପ୍ରାକ୍ଟିସ ପାଇଁ ଆମେ କରୁଛେ, ଆମେ ଏଠି ଦେବା ଲୋକାଲ ଅବଜେକ୍ଟ ହୁଁ। ହେଲା। କିନ୍ତୁ ଲାଇଭ୍ ଏନଭାୟରନମେଣ୍ଟ ଆମେ ଯେତେବେଳେ କରୁଛେ, ହଁ ସେ ପ୍ୟାକେଜ କିଏ କହିବ କୋଉ ପ୍ୟାକେଜ ୟୁଜ କରିବାର ଅଛି? କଣ ସେ ଅଟୋମେଟିକ ଆସିବ ପ୍ୟାକେଜ ନା କଣ ଏଇଟା? ବେସିସ୍ ଟିମ୍ ଦେବେ ପ୍ୟାକେଜ। ବେସିସ୍ ଟିମ୍ ଦେବେ? ସେ ବେସିସ୍ ଟିମ୍ ତିଆରି କରିକି ଦେବେ ସେଟା। ଓକେ। ଆଚ୍ଛା ସେ ଯଦି ପ୍ୟାକେଜ ଦେବେ ନା, ଏଇଠି ପ୍ୟାକେଜ ନମ୍ବର ଦେଲେ ଆମେ ଏଠି କ୍ଲିକ୍ କରିବା, ଏଇଠି ଲେଖା ହେଇନି ସେଭ୍ ବୋଲି। ହୁଁ ସେଭ୍ ସିମ୍ବଲ ଏଠି ସେଭ୍ ଆମେ କ୍ଲିକ୍ କଲେ ସିଏ ଗୋଟେ ଟ୍ରାନ୍ସପୋର୍ଟ ରିକ୍ୱେଷ୍ଟ ନମ୍ବର କ୍ରିଏଟ୍ ହବ ହୁଁ ହେଲା। ହୁଁ ଯୋଉଟା କି ଆମେ କ୍ୱାଲିଟି ଟ୍ରାନ୍ସଫର କରିବା, କ୍ୱାଲିଟି ଯଦି ଓକେ ହେଲା ତାକୁ ଲାଇଭ୍ ବି ଟ୍ରାନ୍ସଫର କରାଯାଏ, ଗୋ ଲାଇଭ୍ ଯୋଉଟା କୁହାଯାଏ। ହୁଁ 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 ତ ଆମର ଏଠି ଖାଲି ଆମେ ଏଇଠି ଖାଲି ପ୍ରାକ୍ଟିସ କରିବା ନା, ତେଣୁକରି ହୁଁ। ଗୋଟେ ଜାଗାରେ ପ୍ରାକ୍ଟିସ କରିବାର ଥିଲେ, କୁଆଡେ ମୁଭ୍ କରିବାର ନଥିଲେ, ଆମେ ଲେଖିବା ଏଠି ଲୋକାଲ ଅବଜେକ୍ଟ। ଲୋକାଲ ଅବଜେକ୍ଟ, ଓକେ, ସେଟା ମୁଭ୍ ହେଇପାରିବନି? ନା, ଲୋକାଲ ଅବଜେକ୍ଟ ମାନେ ତାର ଟ୍ରାନ୍ସପୋର୍ଟ ରିକ୍ୱେଷ୍ଟ କ୍ରିଏଟ୍ ହବନି ଓକେ ଓକେ। ହେଲା। କିନ୍ତୁ ମୁଁ ଲୋକାଲ ଅବଜେକ୍ଟରେ ସେଭ୍ କରିଥିବି, ମୋର ଗୋଟେ ପିଓସି ବନଉଛି, ମୁଁ ଲୋକାଲ ଅବଜେକ୍ଟରେ ସେଭ୍ କଲି, ପିଓସି ୱାର୍କଆଉଟ ହେଇଗଲା। ବର୍ତ୍ତମାନ ସାରା ଜିନିଷ ମୁଁ ତାକୁ ଟ୍ରାନ୍ସପୋର୍ଟରେ ମୁଭ୍ କରିବାକୁ ଚାହୁଁଛି, କିନ୍ତୁ ଟ୍ରାନ୍ସପୋର୍ଟ ଯଦି ତମକୁ ଦରକାର ନା, ହଁ ସିମ୍ପଲ ବେସିସ୍ ପିଲାଙ୍କୁ ଯାଇ ପଚାରିବ, ମୁଁ ଏମିତି କରିଛି, ଇଏ କରିଛି, ସିଏ କରିଛି, ତା ନାଁ ଫାଁ କହିବ, ସେ ତାଙ୍କର ହୁଁ କରିଦେବେ। ତାଙ୍କ କାମ ହଉଛି ଓକେ, ବୁଝିଲି। ହୁଁ, ହେଲା ଓକେ, ଲୋକାଲ ଅବଜେକ୍ଟ। ଲୋକାଲ ଅବଜେକ୍ଟ ହେଲା ହେଇଗଲା। ହୁଁ ଏଠିରେ ବାଇ ଡିଫଲ୍ଟ ଯଦି ଆମେ ଏକ୍ଜିକ୍ୟୁଟିଭ ପ୍ରୋଗ୍ରାମ ଦେଇଥିବ ନା, ଏଠି ଆସିଯିବ ରିପୋର୍ଟ ବୋଲିକିରି। ହୁଁ ହୁଁ। ଏଇ ରିପୋର୍ଟ ଟା ମୁଁ ଲେଖିନି, ଏଠି ସବୁ ଯାହା ଆସିଛି ମୁଁ ଲେଖିନି କିଛି, ଅଟୋମେଟିକ ଆସିଲା ସବୁ ଅଟୋମେଟିକ ଅଟୋମେଟିକ, ହଁ। ରିପୋର୍ଟ। କିନ୍ତୁ ଏଇ ନାଁ ଟା ମୁଁ ଦେଇଥିଲି, ଜେଡ୍ ଆବଭ ଡାଟା, ଜେଡ୍ ହୁଁ ଅଣ୍ଡରସ୍କୋର ଆବଭ ଅଣ୍ଡରସ୍କୋର ଡାଟା, ଏଠି ହୁଁ କିଛି ଦେଇଛି। ତାପରେ ଏଇ ରିପୋର୍ଟ ହେଉଛି ପ୍ରୋଗ୍ରାମ ନାଁ ଟା। ହୁଁ ଜେନେରାଲି ଏଇ ସ୍ପେସ ଦେଇଛି ସବୁ ଲେଖାଯାଏ, ମାନେ କୋଉ ଡେଟ୍ ରେ ପ୍ରୋଗ୍ରାମ ତିଆରି ହେଲା ମନେକର, ଏମିତି ସବୁ ଡେଟ୍ ଆଜି ହଉଛି 10/1/2026 ହେଲା। ହୁଁ ତାପରେ ନେମ୍ ମନେକର, ହୁଁ। ଏ ଯୋଉ ଲେଖିବାକୁ ତମେ ଗୋଟେ ଦଉଛ ଗୋଟେ ଡଲାର ସାଇନ, କଣ ସେଟା? ଶୁଣ, ହଁ ଏଇଟା ହଉଛି ଡଲାର ପୂର୍ବରୁ ଆଉ ଗୋଟେ ଲେଖା ହେଇଛି ଷ୍ଟାର। ଷ୍ଟାର ଗୋଟେ, କଣ ସେ ଷ୍ଟାର? ଷ୍ଟାର ମାନେ ଏଇଟା ହଉଛି କମେଣ୍ଟ, ଇଏ ପ୍ରୋଗ୍ରାମ ରନ୍ ବେଳେ ଇଏ କିଛି କାମ ଦେଇ ଖାଲି ଆର କିଛି କାମ ନାହିଁ? କାମ ନାହିଁ, ଖାଲି ଆମର ଇନଫର୍ମେଶନ ଜାଣିବା ପାଇଁ। ହଁ, ଓକେ, କିନ୍ତୁ ବୁଝିଲି। ଏଇ ଯୋଉ ରିପୋର୍ଟ ଲେଖା ହେଇନି, ତାର ବାଁ ପଟେ କିଛି ଷ୍ଟାର ନାହିଁ କି କିଛି ନାହିଁ ହୁଁ ହେଲା। ହୁଁ ହୁଁ। ମାନେ ଏଇଠୁ ପ୍ରୋଗ୍ରାମ ଆରମ୍ଭ, ଓ, ମେନ୍ ଉପରେ ଉପରେ ଖାଲି ଇନଫରମେସନ ପାଇଁ ଲେଖୁଛ ତମେ? ଏଠି ବି ଡଲାର ଦରକାର ନାହିଁ, ଖାଲି ଷ୍ଟାର ଦେଇଦେଲେ ବି ହବ। ଦେଖ ମୁଁ ଷ୍ଟାର ହେଲେ ଦେଇଦେଲି, ଉପରେ ଡଲାର କାହିଁକି ଦେଲ? ଡଲାର ଦରକାର ନାହିଁ ଆକ୍ଚୁଆଲି। ସେ ଡଲାର ବାଇ ଡିଫଲ୍ଟ ଏସେ ବି ଦଉଛି, କିନ୍ତୁ ଷ୍ଟାର ଦରକାର, ଷ୍ଟାର ହେଲେ କମେଣ୍ଟ ହେଲା। ଷ୍ଟାର ଦିଆହେଇନି, ଓକେ। ହୁଁ ଦେଖ ହୁଁ ଏଇଠି ମୁଁ ଡଲାର ଦଉନି, ଖାଲି ଷ୍ଟାର ଦଉଛି ହେଲା। ଏଇଠି ହୁଁ ମଧ୍ୟ ମୁଁ ଲେଖୁଛି ଡେସକ୍ରିପସନ, ହୁଁ ଡେସକ୍ରିପସନ ମୁଁ ଲେଖିବି ଡାଟା ଷ୍ଟେଟମେଣ୍ଟ। ଆମେ ଡାଟା ଷ୍ଟେଟମେଣ୍ଟ ଏକ୍ସାମ୍ପଲ ଏଇଠି ଦେଖିବା ହୁଁ ହୁଁ ହେଲା। ବର୍ତ୍ତମାନ ଏତିକି ଲେଖି ସାରିଲା ପରେ ଆକୁ କଣ କରାଯାଏ, ଏଇ ଉପରକୁ ଯିବ ନା, ହୁଁ ହୁଁ ଏ ଆସୁଛି କଣ ଡିସପ୍ଲେ ଚେଞ୍ଜ। ହୁଁ ଦେଖ ଏଠି ଫାଷ୍ଟ ଆସୁଛି ସେଭ୍, ଏବେ ସେଭ୍ କରିବନି କାରଣ ଆମେ ହୁଁ କିଛି କରିନେ। ହୁଁ ଡିସପ୍ଲେ ଚେଞ୍ଜ ହେଲା। ହୁଁ ଦେଖ ବର୍ତ୍ତମାନ ମୁଁ ଏଠି ଏଠି କିଛି ଲେଖି ପାରୁଛି ନା, ହୁଁ ହୁଁ ଏଠି କ୍ଲିକ୍ କରିଦେଇ ନା ବର୍ତ୍ତମାନ ହୁଁ। the program has changed say before you yes ମାରିବା, ଏଥିରେ କଣ ହବ, ଏଇଟା ହେଲା ନନ୍ ଏଡିଟେବଲ ମୋଡ୍ ଆସିଗଲା। ପୁରା ନନ୍ ଏଡିଟେବଲ ହେଇଗଲା, ହଁ, ଓକେ। ମାନେ ଏଠି ମୁଁ କିଛି ଲେଖିପାରିବିନି। ଲେଖିପାରିନି, ଓକେ। ଯଦି ମୁଁ ପୁଣି ଲେଖିବା ପାଇଁ ଚାହିଁବି, ପୁଣି ହୁଁ ଏଠିକି ଯିବି,
ଏଠି ହୁଁ ଆସୁଛି ଡିସପ୍ଲେ ଚେଞ୍ଜ, ପୁଣି ଡିସପ୍ଲେ ଚେଞ୍ଜ ଦେଖ କଲର ଚେଞ୍ଜ ହେଇଗଲା, ପୁଣି ଏଟାକୁ ମୁଁ ଲେଖିପାରିବି। ହୁଁ ବୁଝିହେଲା? ବୁଝିଲି। ହଁ, ତା ପାଖରେ ଏଟା ଦେଖ ଏଟା ଅଛି ଆକ୍ଟିଭେଟ ଇନଆକ୍ଟିଭେଟ। ଆକ୍ଚୁଆଲି କଣ ଯେ ଆମେ ହୁଁ ପ୍ରୋଗ୍ରାମ ଟା ଲେଖି ସାରିଲା ପରେ ତାକୁ ଆଜ୍ଞା। ଆକ୍ଟିଭେଟ କରାଯାଏ। ଆକ୍ଟିଭେଟ କରାଯାଏ ମାନେ ସେଟାକୁ ଆମେ ରେଡି କଲେ, ହୁଁ ପ୍ରୋଗ୍ରାମ ଲେଖା ସରିଲା ରେଡି କଲେ ରନ୍ କରିବା ପାଇଁ। ଆଜ୍ଞା। ଯଦି କିଛି ସିଣ୍ଟାକ୍ସ ଏରର ଥବ ନା ଆକ୍ଟିଭେଟ ଟାଇମ ରେ ସେଟା ହୁଁ ଆକ୍ଟିଭେଟ ହବନି। ଓକେ। ଯଦି ପ୍ରୋଗ୍ରାମ ଲେଖିଲା ବେଳେ ଆମେ କିଛି ଏରର ଆମେ କିଛି ଭୁଲ କରିଥିବା ନା, ସେ ହୁଁ ଆକ୍ଟିଭେଟ ହବନି। ସେ ଏଇଠି ଦେଖେ ଏଇଠି ଲେଖେନି ଆକ୍ଟିଭେଟ, ସେ ଆକ୍ଟିଭେଟ ହେବାକୁ ହୁଁ ଏଇଠି ନାଲିରେ ଆସିଯିବ ସବୁ ମେସେଜ କଣ କଣ ସବୁ ଭୁଲ ଅଛି ବୋଲି। ହୁଁ ବର୍ତ୍ତମାନ ଦେଖ ବର୍ତ୍ତମାନ ମୁଁ ଏଠି ଆକ୍ଟିଭେଟ କରୁଛି, ହୁଁ କିଛି ଆସିଲାନି ମାନେ ପ୍ରୋଗ୍ରାମ ଠିକ ଅଛି। ଏପର୍ଯ୍ୟନ୍ତ ପ୍ରୋଗ୍ରାମ ଆମେ ଠିକ ଅଛି। କଣ ଆଉ ଇଏ ହବ, ଏବେ ଆମେ ବୁଝିଲି। ଲେଖିଲେ ନା। ହୁଁ ତାପରେ ଦେଖ ଏଇଟା ହଉଛି ଏଇଟା ଏଇଟା ଏବେ ତମେ ବୁଝିପାରିବନି। ଚେକ୍, ହଁ ଜେନେରାଲି ପ୍ରୋଗ୍ରାମ ଟା ଲେଖି ସାରିଲା ପରେ ପ୍ରଥମେ ଚେକ୍ କରାଯାଏ, ତାପରେ ଆକ୍ଟିଭେଟ କରାଯାଏ, sorry, ତାପରେ ଆକ୍ଟିଭେଟ କରାଯାଏ, ତାପରେ ରନ୍ କରାଯାଏ। ରନ୍ କରାଯାଏ ମାନେ ସେ ଆଉଟପୁଟ ଦେଖେଇବ ତମକୁ। ରନ୍ କୋଉଠି କରିବ? ମୁଁ କହିବି, ଏଇଠି ଅଛି ଓକେ। ସିମ୍ବଲ କହିବି। ପ୍ରଥମେ ଖାଲି ଏତିକି ଜାଣ ଆମେ ଏଇଟା ଯେତେବେଳେ ଇଏ କରୁଛେ ନା ଆକ୍ଟିଭେଟ ହୁଁ ହଉଛି ଇଏ ହୁଁ ହେଇଯାଉଛି। ଓକେ ଓକେ। ହେଲା? ହୁଁ ଡିସପ୍ଲେ ଚେଞ୍ଜ ବର୍ତ୍ତମାନ ଆମେ ହୁଁ ଲେଖିପାରିବା। ହୁଁ ହେଲା? ହୁଁ ଆମେ ଏଇଠି ଦେଲେ ଏକ୍ସାମ୍ପଲ କଣ ଡାଟା ଷ୍ଟେଟମେଣ୍ଟ ଏକ୍ସାମ୍ପଲ। ହୁଁ ଆମେ ଡାଟା ଷ୍ଟେଟମେଣ୍ଟ କେମିତି ପ୍ରୋଗ୍ରାମ ଡିକ୍ଲେୟାର କରାଯାଏ ଏଇଠି ସେଇଟା ଆମେ ଦେଖିବା। ହୁଁ ତେଣୁକରି ଏଇ ଯୋଉ ରିପୋର୍ଟ ଜେଡ୍ ଅଣ୍ଡରସ୍କୋର ଆବାବ ଅଣ୍ଡରସ୍କୋର ଡାଟା ଆମେ ଯୋଉ ପ୍ରୋଗ୍ରାମ ନାଁ ଦେଇଥିଲେ ସେପଟେ ପ୍ରଥମେ କ୍ରିଏଟ କଲା ସେଇଟା ଏଠି ରିଫ୍ଲେକ୍ଟ ଆସିଲା। ରାଇଟ୍। ଆଉ ଏଇଟା ହଉଛି ଗୋଟେ ରିପୋର୍ଟ ପ୍ରୋଗ୍ରାମ, ରିପୋର୍ଟ ମାନେ ଏକ୍ଜିକ୍ୟୁଟିଭ ପ୍ରୋଗ୍ରାମ। ହୁଁ ହେଲା? ବର୍ତ୍ତମାନ ଆମେ ହୁଁ କଣ କରିବା ଡାଟା ହେଲେ ପ୍ରୋଗ୍ରାମ ବି ଏମିତି ଡିଫରେଣ୍ଟ ଟାଇପ ଅଫ ପ୍ରୋଗ୍ରାମ ଅଛି ଯେମିତି ତମେ କହିଲ ଏକ୍ଜିକ୍ୟୁଟିବଲ ପ୍ରୋଗ୍ରାମ। ପ୍ରୋଗ୍ରାମ ଅଛି 6-7 ଟାଇପ ର। ଓକେ। ଏ ଯେ ତମେ ଫାର୍ଷ୍ଟରେ ଦେଖେଇଲ ଇନକ୍ଲୁଡ ମଡ୍ୟୁଲ ପୁଲ ହଁ, ଏସବୁ ସେଗୁଡା ସବୁ ପ୍ରୋଗ୍ରାମ ଟାଇପ। ପ୍ରୋଗ୍ରାମ ଟା ଏଇଟା ରିପୋର୍ଟ, କିନ୍ତୁ ଆମେ ଯେତେବେଳେ ସେଠି ଦେଖିଲେ ସେଠି ରିପୋର୍ଟ ବୋଲି ଗୋଟେ କ୍ୟାଟେଗୋରୀ ନଥିଲା ତ। ରିପୋର୍ଟ ନଥିଲା, ମୁଁ କହିଲି ଏକ୍ଜିକ୍ୟୁଟିଭ ପ୍ରୋଗ୍ରାମ ତମେ ସିଲେକ୍ଟ କରିବ ସେଟା ରିପୋର୍ଟ ହେଇକି ଆସିବ। ଏଇଠି ଆସିବ ରିପୋର୍ଟ ହେଇକି ଆସୁଛି, ହେଲେ ମଡ୍ୟୁଲ ପୁଲ ଯଦି ସିଲେକ୍ଟ କରିବି ଆଉ କିଛି ଆସିବ ଏଥିରେ, ରିପୋର୍ଟ ଆସିବନି। ରିପୋର୍ଟ ଆସିବନି। ହଁ ଓକେ ଓକେ। ହେଲା? ହୁଁ ତାପରେ ବର୍ତ୍ତମାନ ଆମେ ଏଇ ଏକ୍ସାମ୍ପଲ ଟା ଦେଖିବା ଯୋଉଟା ଆଜ୍ଞା। ତମକୁ ଡାଟା ହୁଁ ତାର ଲେଖିବା ଏଲଭି। ଏ ଡେଟା ପରେ ହଁ, କେତେଟା ସ୍ପେସ ଦେବାର ଅଛି କଣ ସେମିତି କିଛି ଇଏ ଅଛି? ଡେଟା ଯୋଉ ଲେଖିଲ ମିନିମମ୍ ତାପରେ ତମେ ସ୍ପେସ ଦିଥର ଦେଲ। ନାଇଁ ମିନିମମ୍ ଗୋଟେ, ମିନିମମ୍ ଟା ମୁଁ ଦିଥର ସ୍ପେସ ଦଉଛି ମାନେ ରିଡ୍ କରିବା ପାଇଁ ସୁବିଧା ହବ ବୋଲି। ହଁ। ମିନିମମ୍ ଗୋଟେ ସ୍ପେସ ରହିବ, ଲାଗା ଲାଗି ହବନି। ହୁଁ ଦେଖ ମୁଁ ମତେ ତମର ଡାଉଟ କ୍ଲିୟର କରିବା ପାଇଁ ବର୍ତ୍ତମାନ ଲଗେଇ ଦଉଛି ହେଲା। ଡାଟା ଏଲଭି ନେମ୍ ଟାଇପ ସି, ହେଲା ନହେଲେ ଟାଇପ ଷ୍ଟ୍ରିଙ୍ଗ ଲେଖୁଛି। ହେଲା? ମୁଁ ତ କଣ କହୁଛି ଡାଟା ଆଉ ଏଲଭି ନେମ୍ ଲଗେଇ ଦେଇଛି ହେଲା। ଏଠି ସବୁ ସ୍ପେସ ଦିଆଯାଇଛି। ବର୍ତ୍ତମାନ ମୁଁ ଏଠି କଣ କରିବି ଦେଖ, ଏଠି ବର୍ତ୍ତମାନ ଚେକ୍। ଚେକ୍ କରିବି। ଆସିଗଲା ଦେଖିଛ ଏରର। This statement ହଁ data LV name is invalid. Check the spelling. ହଁ ଓକେ? ରାଇଟ୍ ରାଇଟ୍। ଏମିତି ସବୁ ଦେଖିବ। ଯଦି ଏମିତି ଏରର ମେସେଜ ଆସିଲା, ସେ ଦେଖ ଲାଇନ ନମ୍ବର ବି ଦେଖିଯାଉଛି। ଲାଇନ ନମ୍ବର ଏଠି ଲେଖା ଅଛି 11। ହୁଁ ହୁଁ ହେଲା? ହୁଁ ତମେ ଏଠି କ୍ଲିକ୍ କର ନା, ସେ ପୁରା ଏଇଠି ଦେଖ ଏଠି ପଳେଇ ଆସିଲା। ଏଇଠି ଏଇ ଲାଇନରେ ଏରର ଅଛି। ହୁଁ 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 ତେଣୁକରି ତମେ ଏଇଟାକୁ ମୁଁ କ୍ଲୋଜ କରିବି, କ୍ଲୋଜ କଲେ ଏଇଠି କରିବି ହେଲା। ହୁଁ ହୁଁ ବୁଝିହେଲା? ତେଣୁ ବୁଝିଲି। ମୁଁ ଏଠି କଣ କରିବି, ଗୋଟେ ସ୍ପେସ୍। ମିନିମମ୍ ଗୋଟେ ସ୍ପେସ୍। ହୁଁ 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 ଆମର ଭଲ ମାନେ ରିଡ୍ କରିବା ପାଇଁ ହେଲା ଏମିତି ଜେନେରାଲି ଟିକେ ଦିଟା ଖଣ୍ଡେ ସ୍ପେସ୍ ଦି ଦେଲେ ଦିଟା ମାନେ ଖଣ୍ଡେ ସ୍ପେସ୍ ହଁ। କ୍ଲିୟର ଦେଖାଯିବ ଆଉ ତମକୁ ଆଉ। ଆଜ୍ଞା ହେଲା? ବୁଝିଲି। ହୁଁ ହୁଁ ବର୍ତ୍ତମାନ ପୁଣି ଦେଖ ଏଇଠି ବର୍ତ୍ତମାନ ଚେକ୍ କରିବି। ହୁଁ ସେଇଆ ଓକେ ହଉଛି ଆସିବ। ନୋ ସିଣ୍ଟାକ୍ସ ଏରର। syntax error found in the report। ହେଲେ ଷ୍ଟ୍ରିଙ୍ଗ ମାନେ ଟେକ୍ସଟ। ଷ୍ଟ୍ରିଙ୍ଗ ମାନେ ତମେ ତା ଦେହରେ ଗୁଡାଏ ଖଣ୍ଡେ ଟେକ୍ସଟ ଦେଇପାରିବ ସବୁ। ତମ ନାଁ ବାପାଙ୍କ ନାଁ ସିଟି ଯାହା ଲେଖିପାରିବ ଟେକ୍ସଟ। ଟେକ୍ସଟ ଷ୍ଟ୍ରିଙ୍ଗ। ହେଲା? ସି ସି ମାନେ କ୍ୟାରେକ୍ଟର। କ୍ୟାରେକ୍ଟର ହେଲେ। ହୁଁ ଆଚ୍ଛା ଏଇଟା
ଆମେ ଯଦି ଧୀରେ ଧୀରେ ପ୍ରୋଗ୍ରେସ କରିବା ନା, ମୁଁ ତମକୁ ଗୋଟେ ଦିନ କ୍ଲାସ ନେବି ଡାଟା ଟାଇପ ଉପରେ ସବୁ, ସେଭଳି କ୍ଲିୟର ହବ। ହୁଁ କ୍ୟାରେକ୍ଟର ମାନେ କଣ କି, ତମକୁ ଲିମିଟେଡ ତମକୁ ଲେନ୍ଥ ଦେବାକୁ ପଡିବ। ହୁଁ କେତେଟା କେସରେ ଲେନ୍ଥ, ମନେକର କ୍ୟାରେକ୍ଟର ଲେନ୍ଥ 10, ଲେନ୍ଥ ହୁଁ 20, ଲେନ୍ଥ 30, ସେଇ ହୁଁ ଟାଇମରେ ସେ 30 ଲେଟର ଭିତରେ ହିଁ ତମ ନାଁ ଲେଖିବ। ମନେକର ମନେକର କିନ୍ତୁ ଲେନ୍ଥ ଷ୍ଟ୍ରିଙ୍ଗ ର କୌଣସି ସେମିତି ଲିମିଟେସନ ଲେନ୍ଥ ନାହିଁ। ନାହିଁ, ବୁଝିହେଲା। ଓକେ ଓକେ। ଏବେ ଫର ଏକ୍ସାମ୍ପଲ ଯେମିତି ମନେକର କରେନ୍ସି ଅଛି ଗୋଟେ କ୍ୟାରେକ୍ଟର ହଁ କରେନ୍ସି, ରାଇଟ୍? କରେନ୍ସି ଟାଇପ ହଁ ମନେକର ପୋଷ୍ଟାଲ କୋଡ, ହଁ ପୋଷ୍ଟାଲ କୋଡ ନହେଲେ ମନେକର ଭଲ ଏକ୍ସାମ୍ପଲ ହଉଛି ତମର ଦେଖ ମୁଁ ଆମ୍, ଶୁଣ, ତମ ଡାଉଟ କ୍ଲିୟର ପାଇଁ ମୁଁ ତଳେ ଲେଖୁଛି ବର୍ତ୍ତମାନ। ଦେଖ, ଆମେ ହୁଁ ବର୍ତ୍ତମାନ ଏଇଟା ଖାଲି ଡିକ୍ଲାର କଲେ ଏଲଭି ନେମ୍ ଟା, ହେଲା। ହୁଁ ହୁଁ ଆମେ ଆକୁ ଗୋଟେ ଭ୍ୟାଲୁ ଆସାଇନ କରିବା ବର୍ତ୍ତମାନ। ଏଲଭି ଇଏ ହେଇଛି କଣ ଦେଖାଯାଉଛି, ଜଣକୁ ତଳ ଲେଖୁଛି, ହେଲା। ଏଲଭି ନେମ୍, ହୁଁ ଆମେ ତ ଗୋଟେ ଭେରିଏବଲ କୁ ଆସାଇନ କରିବା ସମଥିଙ୍ଗ ନା, ଏମିତି ହୁଁ ଲେଖାଯାଏ। ହୁଁ। ତାକୁ କଣ କମା ଇନଭର୍ଟେଡ କମା ଦେଲ କି? ନାଇଁ ନାଇଁ, ସେଟା ହଉଛି ସିଙ୍ଗଲ କୋଟ। ସିଙ୍ଗଲ କୋଟ, ଓକେ ଓକେ। ମନେ ରଖିଥିବା ଷ୍ଟ୍ରିଙ୍ଗ ମାନେ ସେ ସିଙ୍ଗଲ କୋଟ ଭିତରେ ରହିବ ଯାହା ବି ଲେଖିବ। ଆଜ୍ଞା। ଆଉ ପ୍ରତି ଷ୍ଟେଟମେଣ୍ଟରେ ଏଣ୍ଡ ରେ ଗୋଟେ ଫୁଲ ଷ୍ଟପ୍ ରହିବ। ଫୁଲ ଷ୍ଟପ୍, ଓକେ। ନହେଲେ ସେ ଦେଖିବ ଏଟା। ଦେଖ ମୁଁ ଯେତେବେଳେ ଫୁଲ ଷ୍ଟପ୍ ଏଠି ଦଉନି, ଦେଖିବା ଚେକ୍ କରିବା, ସେ ଦେଖିବା କଣ ଦଉଛି, କଣ ଦେଖୁଛି ଏଟା। ଲାଇନ ନମ୍ବର 16, ହେଲା, ଏଟା ଲାଇନ ନମ୍ବର 16। ହୁଁ The last statement is not complete, period missing, ତାମାନେ ଫୁଲ ଷ୍ଟପ୍ ଦିଆହେଇନି। ପିରିୟଡ ମିସିଂ କଣ ଏଠି ପିରିୟଡ କାହିଁ ଆସିଲା? ତାକୁ କହୁଛି ମାନେ ପିରିୟଡ, ଆଉ ଗୋଟେ ଲାଇନ ସରିଲା ପରେ ଷ୍ଟପ୍ ନାହିଁ ଆଉ। ଓକେ ଓକେ। ତେଣୁ କରି ବର୍ତ୍ତମାନ ମୁଁ ଆଜି ଫୁଲ ଷ୍ଟପ୍ ଟା ଦେଲି। ଫୁଲ ହଁ ହଁ। ଷ୍ଟପ୍ ଦେଲା ପରେ ଚେକ୍ କରିବା। ମୁଁ ପୁଣି ଚେକ୍ କରିବି। ଦେଖ ଚେକ୍ ରେ ଆଉ ସେ କିଛି ଆସୁନି, ନୋ ସିନଟାକ୍ସ ଏରର ଫାଉଣ୍ଡ। ହୁଁ ଓକେ। ଆମେ ଏତିକି କଲେ ବର୍ତ୍ତମାନ, ଆଜ୍ଞା। ସିନଟାକ୍ସ ଚେକ୍ କଲେ, ତାପରେ ସେଭ୍ କଲେ, 1 ମିନିଟ୍। ଆକ୍ଟିଭେଟ୍। ହଁ ଏଇଟା ଆକ୍ଟିଭେଟ୍ ହେଲା। ଇଏ ତ କାହିଁ ଦେଖୁନି, 1 ମିନିଟ୍। ଏଇଟା ଆକ୍ଟିଭ୍ ଆସିଗଲା, ହେଲା। ଆକ୍ଟିଭ୍ ଆସିଗଲା। ଆକ୍ଟିଭେଟ୍ କଲା ପରେ ସେଭ୍ କରିବାର ଅଛି ରେ। ନାଇଁ ଫାଷ୍ଟ ସେଭ୍ ଦେନ୍ ଆକ୍ଟିଭେଟ୍, ତାପରେ ରନ୍ ଓକେ। କରିବା। 1 ମିନିଟ୍, ଏଇଟା ନ୍ୟୁ ସର୍ଭର ମୁଁ ନେଇଛି, ତାର ହେଲା ଆକ୍ଟିଭେଟ୍ ହେଲେ ଆମର ଏଇଟା ହଉଛି ଆମ ପ୍ରୋଗ୍ରାମ, ହେଲା। ତାପରେ ଏଇଠି ଆସିଲେ ଟିକ୍ ମାରିବା ପାଇଁ ଆସିବ। ଏଇଟା କୋଉଠୁ ଆସିଲା? ସରି ମୁଁ ମିସ୍ କରିଗଲି। ଏଇଠି ଦେଖ, ଏଇଟା କୋଉଠୁ ଆସିଲା ଏଇଟା? ଆକ୍ଟିଭେଟ୍ ଲେଖାଇନି, ହଁ କ୍ଲିକ୍ କର ଏଇଠି। ହଁ। ଆଉ ଗୋଟେ ସ୍କ୍ରିନ୍ ଆସିବ, ସେଇଥିରେ ଆମ ପ୍ରୋଗ୍ରାମ ନାଁ ଲେଖା ଅଛି ଏଇଠି, ଓକେ। ଡାଟା, ହେଲା। ହୁଁ ଆଉ ଏଇଟା ହଉଛି ମୋ ୟୁଜର ଆଇଡି, ECC ABAP 024। ହୁଁ ହୁଁ ବର୍ତ୍ତମାନ ତାର ତଳକୁ ଆସିବ, ଟିକ୍ ମାରିଲେ ହେଇନି, ହୁଁ ଏ ଟିକ୍ ମାରିଲେ ମୁଁ ଟିକ୍ କଲି ବର୍ତ୍ତମାନ, ହେଲା। ହୁଁ ଟିକ୍ କଲେ ଏଠି ତଳେ ଗୋଟେ ଆସିଲା ମେସେଜ, ଅବଜେକ୍ଟସ୍ ଆକ୍ଟିଭେଟେଡ୍, ହୁଁ। ଆସିଲା। ବର୍ତ୍ତମାନ ଆମେ ରନ୍ କରିବା। ରନ୍ ହେଲେ କରିବା ମାନେ ସିକ୍ୱେନ୍ସ ହେଲେ ସରି ଗଣେଶ ଭାଇ, ସିକ୍ୱେନ୍ସ ହଉଛି ଫାର୍ଷ୍ଟରେ ସେଭ୍, नो ଫାର୍ଷ୍ଟରେ ଚେକ୍। ତମେ ଲେଖ, ଚେକ୍। ତମେ ଲେଖ ଯଦି ଗୋଟେ ମିନିଟ୍। ଲେଖ ଲେଖ, ନହେଲେ ମୁଁ ନୋଟରେ ପଠେଇବି, ଦେବି, ଲେଖ ତଥାପି। ନାଇଁ ନାଇଁ ମୁଁ ଟିକେ ଲେଖିବି, ଗୋଟେ ମିନିଟ୍।
ହେଲା। ହୁଁ ତମେ ଆଗ ଲେଖ AC38 ଯେଉଁ ଟି ହୁଁ କୋଡ। AC30 ହଁ, AC30 ତାପରେ ଆର ମାର୍କ ଦିଅ। ହୁଁ ଆର ମାର୍କ ଦେଲା ପରେ ତମେ ଲେଖିବ ଏ ଯୋଉ ହୁଁ ପ୍ରୋଗ୍ରାମ ନେମ୍ ଷ୍ଟାର୍ଟ ୱିଥ ଜି ଜେଡ। ଲେଖ ପ୍ରୋଗ୍ରାମ ନେମ୍ ଜି ପ୍ରୋଗ୍ରାମ ଷ୍ଟାର୍ଟ ୱିଥ ନେମ୍ ଜେଡ। Z हाँ ତାପରେ ଆର ଦେଇ एग्जाम्पल ଜେଡ अबाब डाटा ଜେଡ Z ଅଣ୍ଡରସ୍କୋର underscore अबाब। above underscore data ହେଲା। ହୁଁ ତାପରେ ଆର ମାର୍କ ଦେଇ ଲେଖ ହୁଁ ତମେ ଯେତେବେଳେ ଗୋଟେ ପ୍ରୋଗ୍ରାମ ବନେଇବ ନା ହୁଁ ସେତେବେଳେ ତମକୁ ଆସିବ ସେ ପ୍ରୋଗ୍ରାମ ଡେସ୍କ୍ରିପସନ ଲେଖିବା ପାଇଁ। ହୁଁ ପ୍ରୋଗ୍ରାମ ओके ଡେସ୍କ୍ରିପସନ ଟା comment option କମେଣ୍ଟ। comment uh, comment starts with a star ହଁ comment ନାଇଁ means ନାଇଁ ଶୁଣ ଏଇଟା हाँ ପ୍ରୋଗ୍ରାମ ଭିତରେ ଯୋଉଟା ମୁଁ କହୁଛି ପ୍ରୋଗ୍ରାମ ଆଗରୁ ଜଷ୍ଟ ଇମାଜିନ କର ମୁଁ ଯେତେବେଳେ AC38 କଲି आ गया ତାପରେ ପ୍ରୋଗ୍ରାମ କ୍ରିଏଟ କଲି ଜେଡ ଆବାବ ଡାଟା। हम्म ଯେତେବେଳେ ଆସିଲାନି କି ସେ କହିଲା ମୁଁ ଲେଖିନି ଡାଟା ଡେମୋ ମନେ ଅଛି। हम्म हम्म ଏଇଟା ହଉଛି ଡେସ୍କ୍ରିପସନ ପ୍ରୋଗ୍ରାମ ଡେସ୍କ୍ରିପସନ ସେଟା। description हाँ ହଁ ଲେଖ ତା ତଳେ description star ଲୋକାଲ ଅବଜେକ୍ଟ। ଆମେ ଏଥିରେ ପ୍ୟାକେଜ ୟୁଜ କରିବାନି ଲୋକାଲ ଅବଜେକ୍ଟ local object ହେଲା। meant ତାପରେ to ଏକ୍ଜିକ୍ୟୁଟ ପ୍ରୋଗ୍ରାମ। save locally ହଁ ତାପରେ ତାପରେ ପ୍ରୋଗ୍ରାମ ଟାଇପ ହଉଛି ଏକ୍ଜିକ୍ୟୁଟିଭ ପ୍ରୋଗ୍ରାମ। program type executable program ହେଲା। ତାପରେ ଟିକ ମାର୍କ କରିବ। हम्म executable ସେଟା ଏଠି ନାହିଁ ସେଠି ମନେ ପକା ଯେତେବେଳେ ପ୍ରୋଗ୍ରାମ ମୁଁ କରୁଥିଲି हाँ ओके 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 टिक मार्क ओके ଟିକ ମାର୍କ କଲେ ସେ ଇଏ ସ୍କ୍ରିନ କି ଆସିବ ବର୍ତ୍ତମାନ ଯୋଉଟା ତମେ हाँ ଦେଖୁ। राइट राइट हम्म ଏଇ ସ୍କ୍ରିନ ରେ ତମେ ଲେଖ ଲେଫ୍ଟ ହ୍ୟାଣ୍ଡ ସାଇड ଷ୍ଟାର ମିନ୍ସ ଏଠି କମେଣ୍ଟେଡ that line is commented। लेफ्ट हैंड साइड स्टार कमेंटेड हाँ ହେଲା। ତେଣୁକରି ଏଇଟା ସବୁ ଲେଖା ହେଇନା ରିପୋର୍ଟ ଜେଡ ଅଣ୍ଡରସ୍କୋର ଆବାବ राइट ଅଣ୍ଡରସ୍କୋର राइट 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 ସବୁ ତା ଦେଖିବ ତା ଲେଫ୍ଟ ହ୍ୟାଣ୍ଡ ଷ୍ଟାର ଅଛି ହେଲା। ଷ୍ଟାର राइट ମାନେ ଆକ୍ଚୁଆଲି ପ୍ରୋଗ୍ରାମ ନୁହଁ ଏଟା ଖାଲି ଆମର ଇନଫରମେସନ ପାଇଁ ଏଟା ଲେଖା ହେଇଛି। କୋଉ ओके କୋଉ ଦିନ ପ୍ରୋଗ୍ରାମ ତିଆରି ହେଇଥିଲା କିଏ ପ୍ରୋଗ୍ରାମ କରିଥିଲା ଏଗୁଡା ସବୁ। राइट ଆଉ yung ଡେସ୍କ୍ରିପସନ ମାନେ ପ୍ରୋଗ୍ରାମର କାମ କଣ। राइट ଏ ବର୍ତ୍ତମାନ ହେଇଗଲା ରିପୋର୍ଟ ଏତିକି ବର୍ତ୍ତମାନ ଆମେ ତାକୁ ରନ୍ କରିବା ମାନେ ଦେଖିବା ଇଏ କଣ ଆଉଟପୁଟ ଦଉଛି ହେଲା। ଆମେ ତ ଡାଟା ଡିକ୍ଲାରେସନ ଗୋଟେ ଏଲଭି ନେମ୍ ମାନେ ଲୋକାଲ ଭେରିଏବଲ ନେମ୍ हम्म ଷ୍ଟ୍ରିଙ୍ଗ ଟାଇପ ତା ନାଁ ଦେଲେ ମାଇ ନେମ୍ ଇଜ ସୁକାନ୍ତ କୁମାର ସ୍ୱାଇଁ ହେଲା। हम्म ବର୍ତ୍ତମାନ ଆମେ ଆଉଟପୁଟ ଦେଖିବା ଏଇଟା ହଉଛି ପ୍ରୋଗ୍ରାମ ଲେଖିଥିଲା ଗୋଟେ ଆଉଟପୁଟ କଣ ଦେଖଉଛି ହେଲା। हम्म ଆଉଟପୁଟ ଦେଖିବା ପାଇଁ one minute, ହୁଁ, ଏଇଟା ଚିପିବ ଏଇଟା ହଉଛି F8 ଡାଇରେକ୍ଟ आ ପ୍ରୋସେସ गया ଅର F8 आ गया ସେଟା ଲେଖିଦିଅ ଡାଇରେକ୍ଟ ପ୍ରୋସେସିଂ ଅର F8 ଲେଖିବା ତ ଲେଖିଦିଅ ନହେଲେ ଜାଣିଛ ଯଦି କିଛି ଅସୁବିଧା ନାହିଁ हम्म ହେଲା। ତାପରେ ବର୍ତ୍ତମାନ ମୁଁ ଦେଖ ମୋର କର୍ସର ଏଇଠି ଅଛି ମୁଁ आ ବର୍ତ୍ତମାନ गया ଗୋଟେ କ୍ଲିକ୍ କରୁଛି କିଛି ଆସିଲା କି କିଛି नहीं ଆସୁନି ଯାହା ଅଛି ସେଇଆ हम्म କିଛି ଆସୁନି କାରଣ ना ଆମେ ଯୋଉ ପ୍ରୋଗ୍ରାମ ଖାଲି ଗୋଟେ ଭେରିଏବଲ କୁ ଆମେ କିଛି ଇନଫରମେସନ ଦେଇଛେ हम्म କିନ୍ତୁ ସେଟାକୁ ଡିସପ୍ଲେ କରିବା ପାଇଁ ଆମେ କିଛି ଲେଖିନେ ହେଲା। हम्म हम्म ତେଣୁ ଆମେ ବର୍ତ୍ତମାନ ସେଟା ଲେଖିବା ଏଇଠି हम्म ତେଣୁ ଏଠି ପୁଣି କରିବ ହେଲେ ଏଇଟା ହେଲା ଆସିଲା ବର୍ତ୍ତମାନ ନନ୍ ଏଡିଟେବଲ ମୋଡ ରୁ ଏଡିଟେବଲ ମୋଡ କୁ ଆସିଲା। आ गया ତାପରେ ଆମେ ଏଠି ବର୍ତ୍ତମାନ ଆମେ ଯାହାଟା ଏଠି କଲେ ଏଇଟା ଖାଲି ଇଣ୍ଟରନାଲି ରହିଲେ ଆମକୁ ଆଉଟପୁଟ କିଛି ଦେଖଉନି। देखो ଆମର ଆଉଟପୁଟ ଆମେ ଦରକାର ଏଇ ଯୋଉ ନାଁ ଲେଖା ହେଇନି ଏଇଟା ଆମେ ଦେଖିବା ଦରକାର ସ୍କ୍ରିନରେ ହେଲା। ତା ପାଇଁ ସିମ୍ପଲ ହଉଛି ରାଇଟ ହେଲା। हम्म ରାଇଟ କଣ ରାଇଟ କରିବା ଏଇଟା ଏଲଭି ନେମ୍ କାରଣ ଏଲଭି ନେମ୍ ରେ ଏଇ ନାଁ ଟା ଆମେ ଷ୍ଟୋର କରିଛେ ସରି हम्म ଏଲଭି ନେମ୍ ରେ ଆମେ ଏଇ ନାଁ ଟା ଷ୍ଟୋର କରିଛେ ହେଲା। आ गया ତେଣୁକରି ଆମେ ଦେଖିବା ଏଇ ନାଁ ଟା ଆମକୁ ଦେଖଉଛି ନା ନାହିଁ। ତାପରେ
सेम प्रोसेस, ହୁଁ चेक, एक्टिवेट, एक्टिवेट ले एंड आसीबो पूरा हैला। ହୁଁ 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 एठी सब टिक मारिबो, ए जो येलो सॉरी ग्रीन कलर ଆଜ୍ଞା टिक ଆଜ୍ଞା मारिबो, एक्टिवेट। तापर हमें रन करिया माने कोड चिपे कोड स्विच F8 F8 ହଁ देखला आसीगला। ई जो डाटा डेमो ऊपर लिखा है नहीं, जितने आम प्रोग्राम तैयारी कले सेतेबेले मैक्स जो डेस्क्रिप्शन सेतेबेले दिया प्रथम डाटा डेमो मन अच्छी जी ହୁଁ प्रोग्राम ना देली ना प्रोग्राम ना जी आबाप डाटा ହୁଁ ହୁଁ ସେନେ ଆସିଲା ଡେସ୍କ୍ରିପସନ, ତାପରେ ଆସିଲା ଲୋକାଲ ଅବଜେକ୍ଟ, ତାପରେ ଆମର ଏକ୍ଜିକ୍ୟୁଟିଭ ପ୍ରୋଗ୍ରାମ। ସେଇ ହୁଁ ଟାଇମରେ ଆମେ ଯାହା ଲେଖିଛୁ ସେଟା ଏଠି ଡିସପ୍ଲେ କରୁଛି ଡାଟା ଡେମୋ। କରେକ୍ଟ ଆଉ ଏଇ ଯୋଉ ତଳେ ଲେଖୁଛି ମାଇ ନେମ୍ ଇଜ ସୁକାନ୍ତ କୁମାର ସାହୁ, ସେଟା କୋଉଠୁ ଆଉଛି ନା ଏଇଟା ହଉଛି। ଏଇ ଯୋଉ ଭେରିଏବୁଲ ରେ ଏଇ ଯୋଉ ଆମେ ଇନଫରମେସନ ଟା ଷ୍ଟୋର କରିଛେ ନା, ଆଜ୍ଞା ଦେଖ ଆମେ ରାଇଟ ରେ ଆମେ ଏଇ ନାଁ ଟା ଲେଖୁନେ, ରାଇଟ ରେ ଖାଲି ଆମେ ଏଇ ଭେରିଏବୁଲ ଟା ଲେଖୁଛେ ହେଲା। ହୁଁ 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 ସେ ଭେରିଏବୁଲ ଅଲରେଡି ଯେହେତୁ ଏଟା ଷ୍ଟୋର ହେଇ ଅଛି ଏସଏଫ ମେମୋରିରେ, ସେ ଆମକୁ ସେଇଟା ଦେଖଉଛି। ହୁଁ ହେଇଗଲା। ରାଇଟ ଭେରି ସିମ୍ପଲ ବାବା, ଭେରି ସିମ୍ପଲ। ହୁଁ ହୁଁ କିନ୍ତୁ ତମେ ଥରେ ପ୍ରାକ୍ଟିସ କଲେ ଭଲ ଲାଗିବ, ନହେଲେ ମାନେ ଇଏ ହବ ହେଲା। ହୁଁ ହୁଁ ତାପରେ ଏ ରାଇଟ ଫାଇଟ କଣ ବିଷୟରେ ମୁଁ ଡିଟେଲ ତମକୁ ଆଉ ନେକ୍ସଟ ରେ ପଢିବା ହେଲା। ରାଇଟ ରାଇଟ କି ସରିଲା ହେଲା। ଆଜ୍ଞା ବର୍ତ୍ତମାନ ଆମେ ଯିବା, ଦେଖିଲ ମୋର ଆଉ ଗୋଟେ ବିଷୟ ଆବ ବେସିକ ଷ୍ଟେଟମେଣ୍ଟ ଦେଖଉଛି କି ନାଇଁ? ନାଇଁ ହଁ, ତାମାନେ ଇଏ ଆଟ ଏ ଟାଇମ ଖାଲି ଗୋଟେ ସ୍କ୍ରିନ୍ ସେୟାର କରିବା, ମୁଁ ତାକୁ ଷ୍ଟପ୍ କରୁଛି ହେଲା। ହୁଁ 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 ମୁଁ ବର୍ତ୍ତମାନ ଥିଓରି ଟା ତମକୁ ପଢିବି, ତାପରେ ପୁଣି ସେୟାର କରି ଓକେ ଓକେ ଆଟ ଏ ଟାଇମ ଖାଲି ଗୋଟେ ସ୍କ୍ରିନ୍ ନେଇ କରୁଛି। ହୁଁ ହୁଁ ଏବେ ଆସିଲା ଆବ ବେସିକ ଷ୍ଟେଟମେଣ୍ଟ ଆସିଲା। ହଁ ଆସିଲା ये नोट ମୁଁ ତମକୁ ପଠେଇବି ହେଲା, ମେଲ କରିଦେବି। ଆଜ୍ଞା ଆଜ୍ଞା ତମେ ଯାଇ ଘରେ ନୋଟ ଫୋଟ କିଛି ଲେଖିବା ଦରକାର ନାହିଁ, କିନ୍ତୁ ଏଇ ଯାକୁ ରିଫର କରି ଥରେ ପ୍ରାକ୍ଟିସ କରିଦବ। ରାଇଟ ରାଇଟ ଏ ମୁଁ ପ୍ରିଣ୍ଟ ଆଉଟ୍ କାଢିଦେବି ହୁଁ। ହୁଁ ସେତେବେଳେ ଏକ୍ସାମ୍ପଲ ଆମେ ଦେଖିଥିଲେ, ଏକ୍ସାମ୍ପଲ 1 ଟା ହୁଁ ଡାଟା ଏଲଭି ନେମ୍ ଟାଇପ ଷ୍ଟ୍ରିଙ୍ଗ ଏଲଭି ନେମ୍ ଇକ୍ୱାଲ ଟୁ ୱେଲକମ୍ ଟୁ ଦ ୱାର୍ଲ୍ଡ ଅଫ ଏସଏପି, ଆମେ ସେଟା ଦେଖିଲେ, ସେଟା ଦେଖେଇଲା। ରାଇଟ ରାଇଟ ବର୍ତ୍ତମାନ ଆମେ ଦେଖିବା ସେକେଣ୍ଡ ଏକ୍ସାମ୍ପଲ, ହୁଁ ଡିକ୍ଲେରିଂ ଏ ସିମ୍ପଲ ଭେରିଏବଲ। ହୁଁ ହୁଁ ଆକ୍ଚୁଆଲି ଆମେ ଏଠି ଏଠି ଡିକ୍ଲେୟାର କରୁଛେ, କେତେ ହୁଁ ପ୍ରକାର ଡିକ୍ଲେୟାର କରିହେବ ଏଇଟା ଗୋଟେ ଏକ୍ସାମ୍ପଲ। डाटा एलवी काउंट टाइप आई, आई माने इंटीजर, इंटीजर ମାନେ ଖାଲି ହୁଁ 1 2 3 4 5 7 0 ଏଇଟା ସବୁ ରହିବ ହେଲା, ହୁଁ ନମ୍ବର୍ସ ନମ୍ବର। ତାପରେ ହୁଁ डाटा एलवी प्राइस टाइप पी डेसिमल 2, पी ମାନେ ପ୍ୟାକ୍ ଡେସିମାଲ। ଏଠି ଇଣ୍ଟିଜର ରେ ତମ ଡେସିମାଲ 0.205 ଏମିତି ଆସିବନି କିଛି, କିନ୍ତୁ ଏଥିରେ ଆମେ ରଖିପାରିବା। ମନେକର ଗୋଟେ ନମ୍ବର ହଉଛି 85.20, ସେଟା ଏ ଆମକୁ ଏମିତି ଡିକ୍ଲେୟାର କରିବା ଟାଇପ ପି ବୋଲି। ହୁଁ 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 ତାପରେ ଏ ଷ୍ଟ୍ରିଙ୍ଗ ଟା ତମେ ଦେବେ ଦେଖିଲେ, ଆଉ डाटा एलवी टेक्स्ट टाइप स्ट्रिंग, ରାଇଟ स्ट्रिंग ରେ କୌଣସି ଲିମିଟ ନାହିଁ, ଯେତେ ବଡ ଯାହା ଲାଇନ ତମେ ଲେଖିପାରିବ। ହୁଁ 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 आई ମାନେ ହେଲା ଇଣ୍ଟିଜର, पी ମାନେ ହେଲା ପ୍ୟାକ୍ଡ ନମ୍ବର ଫର ଆମାଉଣ୍ଟ ଆଣ୍ଡ ଅଲ୍, स्ट्रिंग ମାନେ ଟେକ୍ସଟ, ଟେକ୍ସଟ ହୁଁ ସବୁ ଲେଖେ ହେଲା। ହୁଁ ହୁଁ ତାପରେ ଆମେ ଦେଖିବା ଥାର୍ଡ ଏକ୍ସାମ୍ପଲ, ଡିକ୍ଲେୟାରିଂ ଭେରିଏବଲ ୱିଥ ଇନିସିଆଲ ଭ୍ୟାଲୁ। ଦେଖ ଏଠି କଣ ହଉଛି, ଏଇଟା ଆମେ ଡିକ୍ଲେୟାର କରୁଛେ, ଏଇ ଭେରିଏବଲ ଏଠି ଡିକ୍ଲେୟାର କରୁଛେ, କିନ୍ତୁ ହୁଁ ଏଠି ଇନିସିଆଲ ଭ୍ୟାଲୁ କିଛି ନାହିଁ, ଭ୍ୟାଲୁ ଆସୁଛି ସେକେଣ୍ଡ ଲାଇନ କି ଆମେ ଭ୍ୟାଲୁ ଆସାଇନ ହୁଁ କରୁଛେ ହେଲା। ହୁଁ ହୁଁ କିନ୍ତୁ ଥରେ ଥରେ ଆମେ କଣ କରିବା, ଏଇଠି ହିଁ ଭ୍ୟାଲୁ ଦେଇଦବା, ବୁଝିହେଲା। ଓକେ ତାର ତାର ଏଇଟା ହଉଛି ତାର ଇଏ, ଡିକ୍ଲେୟାରିଂ ଏ ଭେରିଏବଲ ୱିଥ ଇନିସିଆଲ ଭ୍ୟାଲୁ। ହୁଁ ମନେକର ମୁଁ ହେଲି ଡାଟା ଏଲଭି କଣ୍ଟ୍ରି टाइप सी, सी ମାନେ କ୍ୟାରେକ୍ଟର, ଲେନ୍ଥ ଲେଖିଲି 11, ଏଇ ଲେଖି ଭ୍ୟାଲୁ ହଉଛି ସୁଇଜରଲ୍ୟାଣ୍ଡ। ହୁଁ ତାମାନେ ଆମକୁ ସେକେଣ୍ଡ ଲାଇନ ଦରକାର ପଇଲାନି, ବୁଝିହେଲା। ହୁଁ ଏଠି ଆମେ ସେକେଣ୍ଡ ଲାଇନ କୁ ଆସିଛେ ନା,
ହୁଁ ଏଠି କିନ୍ତୁ ସେଇ ଗୋଟିଏ ଲାଇନରେ ଆମେ ସବୁ ଡିକ୍ଲେୟାର କରିଦେଲେ। ହୁଁ ଏଇ ଯୋଉ ଲେନ୍ଥ ଲେଖା है ना 11, ହୁଁ ତୁମକୁ ସେ ମ୍ୟାକ୍ସିମମ୍ 11 କ୍ୟାରେକ୍ଟର ନବ, ତମେ ଯଦି ଆଠୁ ଅଧିକା ଦବ ସେ ଏରର ଦେଖେଇବ। ବୁଝିହେଲା? ବୁଝିଲେ। ହଁ ହଁ ସେମିତି ଡିକ୍ଲାରିଂ ଏ ଷ୍ଟ୍ରକ୍ଚର, ଷ୍ଟ୍ରକ୍ଚର ଆକ୍ଚୁଆଲି ଆମର ଏବେ ପଢା ହେଇନି, ଆଜ ଟୁଡେ ଫାର୍ଷ୍ଟ କ୍ଲାସ। ଟେବୁଲ ହଁ ଷ୍ଟ୍ରକ୍ଚର ସେ ଅଲଗା ଜିନିଷ ଅଛି ହେଲା। ରାଇଟ୍ ରାଇଟ୍। ତମେ ତ ଜାଣିଥିବ ଟେବୁଲରେ ଆମ ଡାଟା ରହୁଛି ହୁଁ ହେଲା। ହୁଁ ହୁଁ ମନେକର ମାରା ମାର୍ସି ମାର୍ଡି ତିକି ତମର ଯୋଉ ଫିକର କେ ଏନ ଓ ୱାନ ଏମିତି ସବୁ ନାହିଁ, ହୁଁ ହୁଁ ତାର ଡାଟା ରହୁଛି। ହୁଁ କିନ୍ତୁ ଷ୍ଟ୍ରକ୍ଚର ମନେକର ଦେଖ ମାରା, ମନେକର ତମର କେ ଏନ ଓ ୱାନ କେ ଏନ ଓ ୱାନ ରେ ମନେକର 10ଟା ଫିଲ୍ଡ ଅଛି ହେଲା। ହୁଁ 10ଟା ଫିଲ୍ଡରେ ତମର ରେକର୍ଡ ରହୁଛି ଲକ୍ଷ ଲକ୍ଷ ନା। ହୁଁ କିନ୍ତୁ ସେଇ 10ଟା ଫିଲ୍ଡ କି ନେଇକିରି ଆମେ ଗୋଟେ ଷ୍ଟ୍ରକ୍ଚର ବନେଇବା। ସେ ଷ୍ଟ୍ରକ୍ଚରରେ କଣ ହବ ନା ଡାଟା ରହିବନି। ହୁଁ ଏଇଠି ଏକ୍ସାମ୍ପଲ ଦିଆଯାଇଛି ଡାଟା ଏଲଏସ୍ ଅଣ୍ଡରସ୍କୋର ମାରା ଟାଇପ ମାରା, ମାରା ହଉଛି ଗୋଟେ ଟେବୁଲ। ହୁଁ ଟେବୁଲ ନେଇକି ଯେତେବେଳେ ଟାଇପ ଦବ ନା, ସେ କଣ କରିବ ମାରାରେ ଯୋଉ ମନେକର 50ଟା ଖଣ୍ଡେ ଫିଲ୍ଡ ଅଛି ନା, ସେ ହୁଁ ଗୋଟେ ଷ୍ଟ୍ରକ୍ଚର ତିଆରି ହେବ। ଷ୍ଟ୍ରକ୍ଚର କିଛି ବଡ ହବନି ହେଲା, ଜଷ୍ଟ ସିମ୍ପଲ ନୁହଁ। ଷ୍ଟ୍ରକ୍ଚର କୁ ମାନେ ଗୋଟେ ମାରା ଟେବୁଲରେ 50ଟା ଫିଲ୍ଡ ଅଛି ହେଲା, ସେ 50ଟା ଫିଲ୍ଡ କି ରେକର୍ଡ କଣ ହଉଛି ହେଲା। କିନ୍ତୁ ଟାଇପ ଏଠି ତମର ଯୋଉ ମାରା ଟାଇପ ତ ଆମର ଟିକେ ଉପରେ ଯିବ କି? ଆମେ ହଁ ଆମର ଏବେ ଟାଇପ ସି, ନାଇଁ ଟାଇପ ସି ଉପରେ ତମେ ଲେଖିଦ ଏକ୍ସାମ୍ପଲ ଟା 3 ରାଇଟ୍, କମ୍ପ୍ଲେକ୍ସ ଡିକ୍ଲେୟରିଂ ଭ୍ୟାଲୁ। ନ ସେ କମ୍ପ୍ଲେକ୍ସ ଯାଉନି ବର୍ତ୍ତମାନ। ନାଇଁ 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 କମ୍ପ୍ଲେକ୍ସ ନାଇଁ, ହୁଁ, ଟାଇପ ସି ତମ ଉପରେ ଲେଖିଛ ଡେଟା ଟାଇପ ଏଲଭି ଟାଇପ ସି, ଏଇଦର ଡେଟା ଟାଇପ ସି ପି ଏସ୍, ଡେଟା ଏଠି ଡେଟା ଟାଇପ ଲେଖିଲ ତମେ ମାରା। ହଁ ସେଇଟା କହୁଛି ଦେଖ, ଏଇଟା ହଉଛି ଷ୍ଟ୍ରକ୍ଚର ଆମେ ଡିକ୍ଲେୟାର କରୁଛେ। ଷ୍ଟ୍ରକ୍ଚର ଡିକ୍ଲେୟାର କରିବା ପାଇଁ ଆମେ ଟାଇପ ବି ଗୋଟେ ଟେବୁଲ ନା, ଏଇଟା ଗୋଟେ ଟେବୁଲ ନା। ଟୁ ଷ୍ଟୋର ହଁ ମଲ୍ଟିପୁଲ ରିଲେଟେଡ ଫିଲ୍ଡସ୍ ଟୁଗେଦର, ଏଇଟାକୁ ମାରା ଆମେ ଟାଇପ ବି ଗୋଟେ ଟେବୁଲ ନା ନେଇପାରିବା ହେଲା। ଓକେ 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 ଓକେ। ହେଲା, ଏଥିରେ କଣ ହବ ନା, ସେ ମାରା ଟେବୁଲରେ ଯାହା ଫିଲ୍ଡ ଅଛି ଆମେ ଏଇଥିରେ ପାଇପାରିବା, ଏଇ ଷ୍ଟ୍ରକ୍ଚରରେ ପାଇପାରିବା। ହଁ ସେ କଣ ହୁଏ ଯେତେବେଳେ ଆମେ ପ୍ରୋଗ୍ରାମ ଲେଖେ ନା, ଷ୍ଟ୍ରକ୍ଚର ୟୁଜ କରାଯାଏ। ହୁଁ ତେଣୁ ଆମେ ଯେତେବେଳେ ଲେଖିବା, ଏଇଟା ତ ଫାଷ୍ଟ କ୍ଲାସ, ଏଠି ଖାଲି ଅଣ୍ଡରଷ୍ଟାଣ୍ଡ କରେ ଏତିକି ହେଲା। ହୁଁ ତାପରେ ଆଉ ଗୋଟେ କନସେପ୍ଟ ଅଛି ଇଣ୍ଟରନାଲ ଟେବୁଲ। ସେ ଇଣ୍ଟରନାଲ ଟେବୁଲ ବି ଆମେ ଟେବୁଲ ପଢିଆ, ଡିକ୍ସନାରୀ ପଢିଆ ସେତେବେଳେ ଜାଣିବା। କିନ୍ତୁ ହୁଁ ଯେହେତୁ ଆମେ ଏଠି ଏକ୍ସାମ୍ପଲ ଦେଖୁଛେ ଡାଟାର ନା, ସେଇଟା ଏଇଟା ହଉ ତାର ୟୁଜ, କୋଉ କୋଉ ଜାଗାରେ ଆମେ ଡାଟା କିୱାର୍ଡ ୟୁଜ କରିବା ଟୁ ଡିଫାଇନ୍ ଏ ହୁଁ ଇଣ୍ଟରନାଲ ଟେବୁଲ। ହୁଁ ଇଣ୍ଟରନାଲ ଟେବୁଲ ହଉଛି ମନେକର ମାରା, ମାରା ଅଲରେଡି ଏସଏବି ଦେଇଛି ଆମକୁ ଏ ଟେବୁଲ ଟା ହେଲା। ହୁଁ ହୁଁ କିନ୍ତୁ ଆମେ ଯଦି ଆମର ଲଜିକ ଅନୁସାରେ ପ୍ରୋଗ୍ରାମ ଭିତରେ ଲେଖୁଛେ ନା, ହୁଁ ଆମେ କଣ କରିବା, ଡାଇରେକ୍ଟ ମାରା ଟେବୁଲ ଜେନେରାଲି ୟୁଜ କରାଯାଏନି। ଏସଏପି ରେକମେଣ୍ଡ କରେନି ଡାଇରେକ୍ଟ ମାରା ମାରା ଟେବୁଲ ୟୁଜ କରିବା ପାଇଁ। ହୁଁ ହୁଁ ଆମର ଯେତିକି ଯାହା ଦରକାର, ହ୍ୱେୟାର କଣ୍ଡିସନ, କୋଉ ବର୍ଷ ଡାଟା, ଏଗୁଡା ସବୁ ଅଛି ନା। ହୁଁ ମାନେ ହୁଁ କମ୍ପାନୀରେ ଏସଏପି ଇମ୍ପ୍ଲିମେଣ୍ଟେସନ ହେଲାଣି 2000 ମସିହାରେ ହେଲା। ହୁଁ 2000 ମସିହାରୁ ଆଜି ପର୍ଯ୍ୟନ୍ତ ଯୋଉ 26 ବର୍ଷ ହେଲାଣି, 26 ଡାଟା ଥିବ ନା, 26 ଡାଟା ଆମେ ଆଣିବାନି, ଆମର ଦରକାର ନାହିଁ ବି। ଆମର ଖାଲି ହୁଁ ଦରକାର ଏଇ 2025 ପରଠୁ। ଆଜ୍ଞା ସେଇ ରେ ଆମେ ହ୍ୱେୟାର କଣ୍ଡିସନ ଲଗେଇକିରି କରାଯାଏ। ସେଇ ଟାଇମରେ ଏଇଟାକୁ କହନ୍ତି ଇଣ୍ଟରନାଲ ଟେବୁଲ। ତମେ ଗୋଟେ ହୁଁ ମାର୍କ ହୁଁ କରିବ ଷ୍ଟ୍ରକ୍ଚର ଆଉ ଇଣ୍ଟରନାଲ ଟେବୁଲ। ଷ୍ଟ୍ରକ୍ଚର ହେଲା ଏଠି ଲେଖା ହେଇଛି ଖାଲି ଟାଇପ ହେଲା, ହୁଁ ଏଲଏସ୍ ମାନେ ଲୋକାଲ ଷ୍ଟ୍ରକ୍ଚର ଅଣ୍ଡରସ୍କୋର ମାରା, ଏଠି ଲେଖା ଟାଇପ ମାରା। ଆମେ ଯେତେବେଳେ ହୁଁ ଡିକ୍ଲେୟାର ଇଣ୍ଟରନାଲ ଟେବୁଲ ଡିକ୍ଲେୟାର କରୁଛେ, ଲେଖା ହଉଛି ଡାଟା ଆଇଟି, ଆଇଟି ମାନେ ଇଣ୍ଟରନାଲ ଟେବୁଲ ଅଣ୍ଡରସ୍କୋର ହୁଁ ମାରା ହୁଁ ଟାଇପ ଟେବୁଲ ଅଫ ମାରା। ସିଣ୍ଟାକ୍ସ ଏଇଠି ଚେଞ୍ଜ ହଉଛି। ଏଠି ହଉଛି ଖାଲି ଟାଇପ ମାରା, ଏଠି ହଉଛି ଟାଇପ ଟେବୁଲ ଅଫ ମାରା। ହୁଁ ବୁଝିପାରୁଛ? ଡିଫରେନ୍ସ କଣ ଟେବଲ ଆଉ ଟେବଲ ଅଫ ମାରା? ନୋ ନୋ, ଏଇଟା ହଉଛି ଏସଏପି ର ସିଣ୍ଟାକ୍ସ। ଏଇ ଯୋଉ ଆଇଟି ଓ ଟେବୁଲ ସିଣ୍ଟାକ୍ସ। ହଁ ଟୁ ଷ୍ଟୋର ଦ ମଲ୍ଟିପୁଲ ରେକର୍ଡସ, ଏଇ ଯୋଉ ଆଇଟି ମାରା ହେଲା ନା ଇଣ୍ଟରନାଲ ଟେବୁଲ, ଏଥିରେ ଆମେ ଡାଟା ରଖିପାରିବା ହୁଁ ହୁଁ ପ୍ରୋଗ୍ରାମ ଟାଇମରେ ଓନ୍ଲି। ପ୍ରୋଗ୍ରାମ ଏକ୍ଜିକ୍ୟୁସନ ଟାଇମରେ ଆମେ ଏଥିରେ ଡାଟା ହୁଁ ରଖିପାରିବା, କିନ୍ତୁ ଏଥିରେ ଡାଟା ରହିବନି, ଖାଲି ଫିଲ୍ଡ ହୁଁ ଯାକ ଥିବ। ହୁଁ ଷ୍ଟ୍ରକ୍ଚର ଟା ଖାଲି। ଷ୍ଟ୍ରକ୍ଚର ଖାଲି ହୁଁ ହେଲା। ହୁଁ ତାପରେ ଆସିବା ଏକ୍ସାମ୍ପଲ 5 ରେ ଇନଲାଇନ ଡାଟା ଡିକ୍ଲାରେସନ। ଆକ୍ଚୁଆଲି ଏଇଟା ହଉଛି ହାନାରେ। ହୁଁ ଆମର ଯେତେବେଳେ ହାନା ପଢିବା, ହୁଁ ତମେ ଯଦି ହୁଁ କଣ୍ଟିନ୍ୟୁ କର, ହାନା ହୁଁ ପଢିଲା ବେଳେ ଏଇଟା ଆମେ କରିକି ତ ଏଇଟା ମୁଁ ଦେଇଦଉଛି।
ଏଇଟାକୁ ଗୋଟେ କାମ କର, ଖାଲି ଜାଣିଥା କିନ୍ତୁ ଏଥିରେ ଇମ୍ପୋର୍ଟାନ୍ସ ନିଅନି ତମେ, ମାନେ ସବୁ ଜାଗା କଣ କହିଲ ମାନେ ମୁଣ୍ଡ ଉପରେ ପଳେଇବ। ହୁଁ 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 ଦେଖ ଆମ ଏଠି ଡାଟା ଡିକ୍ଲାରେସନ କରୁଛି ନା, ହୁଁ ଏଠି ଦେଖ ମନେକର ଡାଟା ଡିକ୍ଲାରେସନ କଲେ ଡାଟା ଏଲବି କଣ୍ଟ୍ରି ଟାଇପ ସି, ଏଠି କିନ୍ତୁ ଡାଟା ପରେ ଟୋଟାଲି ଭେରିଏବୁଲ ଟା ଲେଖିଦବ, ଟାଇପ ଫାଇପ କିଛି ଦରକାର ନାହିଁ। ଇକ୍ୱାଲ ଟୁ 100, 100 ମାନେ ସେ ଏଇ ଯୋଉ ହାନାରେ ଏଇଟା ହଉଛି ହାନା ସିଣ୍ଟାକ୍ସ ହେଲା। ହୁଁ ହୁଁ ସେ ଟାଇପ କ୍ୟାରେକ୍ଟର କି ନ୍ୟୁମରିକ କି ଷ୍ଟ୍ରିଙ୍ଗ ଦରକାର ନାହିଁ, ସେ ଯାହା ହେଲେ ବି ସେ ଏଇ ନମ୍ବର ସେ ଜାଣିଯିବ ତ ଏଇଟା ହଉଛି କୋଉ ଭଳିଆ ଡିକ୍ଲାରେସନ ହେଇଛି। ହୁଁ ହୁଁ। ଟାଇପ ଇଜ ଅଟୋମେଟିକାଲି ଡିଟରମାଇନ୍ ହେଲା। କିନ୍ତୁ ଏଥିରେ କିଛି ମିନିଂ ହିଁ ଜଣା ପଡୁନି, ଡେଟା ଲେଖା ହେଇଛି ତାପରେ ଲୋକାଲ ନାଇଁ ଭେରିଏବଲ। ନାଇଁ ଶୁଣ, ଓକେ। ହୁଁ ତେଣୁକରି ଗୋଟେ କାମ କର, ଏକ୍ସାମ୍ପଲ 5 ଟା ଜଷ୍ଟ ଇଗ୍ନୋର କର ହେଲା। ମୁଁ ତେଣୁକରି ହୁଁ କହୁଛି ସବୁ ଓକେ। ଯାକ ଇଏ ହେଲେ ମୁଣ୍ଡ ଖରାପ ହବ। ଏଇଟା ହୁଁ ହଉଛି ହାନା ପାଇଁ ହେଲା। ହୁଁ ତାକୁ କୁହନ୍ତି ABAP 7.475, ଯୋଉଟା କୁହନ୍ତି ଇନଲାଇନ୍ ଡିକ୍ଲାରେସନ। ହୁଁ ଏକ୍ସାମ୍ପଲ 5 ଟା ଏଠି ଥାଉ, ତମେ ଏଟାକୁ ବର୍ତ୍ତମାନ ଇଗ୍ନୋର କର। ଆଜ୍ଞା। କୋର୍ସ ସରିଲା ପରେ ତମେ ସେଟା ବୁଝିପାରିବ ହେଲା। ହୁଁ 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 ଆଉ ଏଠି ଦେଖିବା ଟାଇପ୍ସ ହଉଛି ନୋ ମେମୋରି ଆଲୋକେସନ, ଓନଲି ଡିଫାଇନ୍ ଷ୍ଟ୍ରକ୍ଚର ହେଲା। ମୁଁ ଯେମିତି କହିଲି ଡାଟା ପାଇଁ କିଛି ମେମୋରି ଆଲୋକେଟ ହୁଏ ନା ଅଟୋମେଟିକାଲି, ଟାଇପ ପାଇଁ ହୁଁ କିଛି ହୁଁ ହବନି। ଯୋଉ ଲେଖାନି ଟାଇପ ସବୁ ଲେଖାନି ଟାଇପ, ହୁଁ ନାଇଁ ମୁଁ କଣ କରିବି ତାପରେ ଡାଟା ଆଲୋକେଟ ମେମୋରି ହୋଲ୍ଡ ଭ୍ୟାଲୁଜ, ଟାଇପ ହଉଛି ଏକ୍ସାମ୍ପଲ ty underscore id ଟାଇପ I ଇଣ୍ଟିଜର। ଡାଟାର ଏକ୍ସାମ୍ପଲ ହଉଛି, ଦେଖ ଏଇ ଯୋଉ ଟାଇପ ଟା ଆମେ ଡିକ୍ଲେୟାର କଲେ ତାକୁ ଡାଟାରେ ସେଟାକୁ ୟୁଜ କରୁଛେ, lv underscore id ଟାଇପ ty ଟା ଆମେ ଏଠି ଡିକ୍ଲେୟାର କରୁଛେ ହୁଁ ହୁଁ ହେଲା। ହୁଁ ଆମେ ବର୍ତ୍ତମାନ ଗୋଟିଏ ଷ୍ଟେଟମେଣ୍ଟ କମ୍ପ୍ଲିଟ କଲେ ଡାଟା ହେଲା। ହୁଁ ହୁଁ ତାପରେ ନେକ୍ସଟ ଷ୍ଟେଟମେଣ୍ଟ ଆସିବ ରାଇଟ। ରାଇଟ ରେ ଗୋଟେ ଆମେ ଗୋଟେ ଏକ୍ସାମ୍ପଲ ଦେଖି ସାରିଛେ ହେଲା। ଦେଖିଲେ ହଁ ହଁ ହଁ। ସେମିତିଆ ରାଇଟ ଜଷ୍ଟ କଣ କରେ ନା, ପ୍ରିଣ୍ଟ ଦ ଡାଟା ଅନ ଦି ସ୍କ୍ରିନ୍। ହୁଁ ହୁଁ ଭେରି ସିମ୍ପଲ, ଯାହା ଆମେ ହୁଁ ଡାଟା ଆମକୁ ଦେଖେଇଲା ସେତିକି ହୁଁ କଲା ନା। ସିଣ୍ଟାକ୍ସ ହଉଛି ରାଇଟ ଭେରିଏବଲ ନେମ୍, ଆମେ ଯେମିତି ସେଥିରେ ଲେଖିଲେ ମୁଁ ରାଇଟ ଏଲଭି ଅଣ୍ଡରସ୍କୋର ନେମ୍, ତେଣୁ ଏଲଭି ଏଲବି ଅଣ୍ଡରସ୍କୋର ଅଣ୍ଡରସ୍କୋର ସେ ତମକୁ ଦେଖେଇଲା, ଏଇଟା ହଉଛି ତାର ସିଣ୍ଟାକ୍ସ ରାଇଟ ର। ରାଇଟ। ହୁଁ ରାଇଟ ରେ ଆମେ କେମିତି ପ୍ରୋଗ୍ରାମ ଲେଖିବା, ଏମିତି ଲେଖିବା ଡାଟା, ଏଟା ହଉଛି ଭେରିଏବଲ ଏଲଭି ଅଣ୍ଡରସ୍କୋର ଟେଷ୍ଟ ଟାଇପ ଷ୍ଟ୍ରିଙ୍ଗ ଭ୍ୟାଲୁ ଷ୍ଟ୍ରିଙ୍ଗ। ହେଲୋ ସୁକାନ୍ତ ହେଲା। ହୁଁ ଏଇଟା ଡିକ୍ଲାରେସନ ହେଇଗଲା। ତାପରେ ଏଇ ଯୋଉ ଏଲଭି ଟେଷ୍ଟ ରେ ଏଇ ବର୍ତ୍ତମାନ ଇଣ୍ଟରନାଲି ଏଇ ଭ୍ୟାଲୁ ଟା ଏଇଠିକି ଆସିଯାଇଛି ହେଲା। ହୁଁ ଏଇ ଯୋଉ ଭ୍ୟାଲୁ ଟା ବର୍ତ୍ତମାନ କୋଉଠି ଷ୍ଟୋର, ହେଲେ ଟାଇପ ଡେଟା ଏଲଭି ଅଣ୍ଡରସ୍କୋର ଟେକ୍ସଟ ସେଟା ବୁଝିଗଲି ମୁଁ, ଟାଇପ ଲେଖିଲ ଷ୍ଟ୍ରିଙ୍ଗ ବୁଝିଗଲି। ହେଲେ ଭ୍ୟାଲ୍ୟୁ ବି ଗୋଟେ ଷ୍ଟ୍ରିଙ୍ଗ କି, ମାନେ ଭ୍ୟାଲ୍ୟୁ ବି ଗୋଟେ ସିଣ୍ଟାକ୍ସ କି ଭ୍ୟାଲ୍ୟୁ? ହଁ ହଁ ତମେ ଯଦି କିଛି ଫାଷ୍ଟ ଷ୍ଟେଟମେଣ୍ଟରେ ତମେ କିଛି ଭ୍ୟାଲୁ ଆସାଇନ୍ କରିବା ପାଇଁ ଚାହୁଁଥିବ ନା, ଏମିତି ଲେଖିବାକୁ ପଡିବ। ଏଇଟା ହଉଛି ସିଣ୍ଟାକ୍ସ ହଁ ଭ୍ୟାଲୁ ଅଣ୍ଡରସ୍କୋର ହେଲୋ। ଓକେ। ୟା ଦ୍ୱାରା କଣ ହେଲା ହଁ ନା, ଓକେ। ଏଇ ଯୋଉ ଭେରିଏବଲ ଟା ଗୋଟେ ଏଇ ଭ୍ୟାଲୁ ଟା ଆସିଗଲା ହେଲୋ ସୁକାନ୍ତ ବୋଲି। ତମେ ତମେ ଅଲଗାରେ ଫେରେ ତା ପାଇଁ ଲେଖିବା ଦରକାର ନାହିଁ। ଦରକାର ନାହିଁ, ଆଉ ସେକେଣ୍ଡ ଲାଇନ ଯିବା ଦରକାର ନାହିଁ। ଏଇ ତମେ ଯୋଉ କହିଲ ଆଗ ଇନିସିଆଲ ଭ୍ୟାଲ୍ୟୁ, ଇନିସିଆଲ ଲାଇନ ରେ ହିଁ ଭ୍ୟାଲ୍ୟୁ ଏଡ୍ କରିବାର ଅଛି। ହେଲା। ଏଥିରେ ଆମେ ବର୍ତ୍ତମାନ ଲେଖିବା, ଆମେ ଯେବେ ଦେଖିବା ଯେ ଏଠି କଣ ଭ୍ୟାଲୁ ଅଛି, ତେଣୁ ରାଇଟ ଏଲଭି ଅଣ୍ଡରସ୍କୋର ଟେଷ୍ଟ ହଁ ହଁ ହେଲା। ହଁ ଏଇ ଏଲଭି ଅଣ୍ଡରସ୍କୋର ଟେଷ୍ଟ ହଉଛି ଏଇଟା ହେଲା। ଆଜ୍ଞା। ଏଇଟା ଏଠିକି ଆସିଲା। ହଁ ଆଉ ଭ୍ୟାଲ୍ୟୁରେ ଆମେ ଡିକ୍ଲେୟାର କଲେ ଯେ ଆଉ ନିଜେ ଏଲଭି ସୁକାନ୍ତ, ଅଣ୍ଡରସ୍କୋର ଟେକ୍ସଟ ହଉଛି ହେଲୋ ସୁକାନ୍ତ। ହଁ ଏଇ ଯୋଉ ହାଲ ସୁକାନ୍ତ ଟା ମେମୋରି ଅଛି। ମୁଁ ଯୋଉ କହିଲି ମେମୋରିରେ ଡାଟା ଅଛି। ମେମୋରି ଆଲୋକେଟ କରାହେଇଛି ନା, ସେ ମେମୋରିରୁ ଆଣିକିରି ସେ ଆମକୁ ଏଇଟା ଦେଲା ରାଇଟ ରାଇଟ। ହେଲା। ତାପରେ ଦେଖିବା ଏକ୍ସାମ୍ପଲ 2, ଆମେ ଏଠି କଣ ଗୋଟିଏ ଫିଲ୍ଡ ଖାଲି ଡିକ୍ଲେୟାର କରୁଛେ। ହୁଁ ଏଠି ଏକ୍ସାମ୍ପଲ 2 ରେ ଆମେ ଦେଖିବା ରାଇଟ ହଉଛି ମଲ୍ଟିପୁଲ ଫିଲ୍ଡସ, ମୋର ଦେନ ୱାନ୍ ହୁଁ ଫିଲ୍ଡ ଆମେ ଡିକ୍ଲେୟାର କରିବା କେମିତି ହୁଁ ସେଟା ଲେଖିବା। ତାପରେ ମାନେ ଗୋଟେ ଫିଲ୍ଡ ଏଲଭି ଅଣ୍ଡରସ୍କୋର ଏ ଟାଇପ ଆଇ ଭ୍ୟାଲୁ 10, ହୁଁ ମାନେ ଆଉ ଗୋଟେ ଭେରିଏବଲ ଡିକ୍ଲେୟାର କରିବା ଏଲଭି ଅଣ୍ଡରସ୍କୋର ବି ଟାଇପ ଆଇ ଭ୍ୟାଲୁ 20 ହେଲା। ହୁଁ ତାପରେ ଆମେ ଦେଖିବା ଏଇ ଯୋଉ ଦିଟା ଭେରିଏବଲ କଣ କଣ ଭ୍ୟାଲୁ ଅଛି। ରାଇଟ ଏଲଭି ଅଣ୍ଡରସ୍କୋର ଏ କମା ଏଲଭି ଅଣ୍ଡରସ୍କୋର ବି, ବୁଝିବା। ଫୁଲ ଷ୍ଟପ୍। ହୁଁ ଏତିକି ଲେଖିଦେଲା ମାନେ କଣ ହବ, ସେ ଆମକୁ ଦେଖେଇଦବ ଏଠି ଯେ 10 ଅଛି ଏଠି 20 ଅଛି ବୋଲି। ହୁଁ
ଆମେ ଏଇଟା ଥିଓରି ସରିଗଲା ପରେ ମୁଁ ତମକୁ ଲାଭ କରି ଏଇଟା ସବୁ ଦେଖେଇବି ଆଉ ଥରେ ହେଲା। ହୁଁ ଥିଓରିଟା ପଢିଦେବା, ନହେଲେ ସେ ବାରମ୍ବାର ଏଠିକି ଇଏ କଲା ବେଳକୁ ସେ ହୁଁ ଆଟ ଏ ଟାଇମ୍ ଦିଟା ସ୍କ୍ରିନ୍ ସେୟାର ହେଇପାରୁନି, ଗୋଟିଏ ଖାଲି ସେୟାର ହଉଛି। ହୁଁ ତାପରେ ରାଇଟ୍ ୱିଥ ଟେକ୍ସଟ, ତା ମାନେ କଣ ଦେଖ, ଆମେ ଦେଖିବା ରାଇଟ୍ ଇନଭର୍ଟେଡ ସିଙ୍ଗଲ କୋଟ୍ ଭିତରେ ଟୋଟାଲ ଆମାଉଣ୍ଟ ରୁ କମା ଏଲଭି ଅଣ୍ଡରସ୍କୋର ଏ। ତାମାନେ ଏଠି କଣ ଦେଇଛି, ଏମିତି ଏଠି ଦେଖିବା ଲାଇଟ୍ ଟ୍ରିଟମେଣ୍ଟ ନା, ଇଏ ଖାଲି ସ୍କ୍ରିନରେ ଦେଖେଇବ 10 ଆଉ 20, ବୁଝିଲା, ହୁଁ 10 20 ହୁଁ ଦେଖେଇବ। ହୁଁ କିନ୍ତୁ ଷ୍ଟେଟମେଣ୍ଟ ରେ ଏଇ ଯୋଉ ସିଣ୍ଟାକ୍ସ ରେ ସେ ଦେଖେଇବ ଟୋଟାଲ ଆମାଉଣ୍ଟ ଟୁ ଏଲଭି ଅଣ୍ଡରସ୍କୋର ଏ ମିନ୍ସ 10, ଟୋଟାଲ ଆମାଉଣ୍ଟ ଟୁ 10, ବୁଝିପାରୁଛି? ହୁଁ ଏଇଟା ଆମେ ଏମିତି ମାନେ ସେ ଟୋଟାଲ, ଲେଖିବ, ସେ ଉପରଟାରେ ଖାଲି ନମ୍ବର ଦେଖେଇବ ଆମାଉଣ୍ଟ ଟା, ହଁ କିନ୍ତୁ ତଳଟାରେ ସେ ଲେଖିବ ଟୋଟାଲ ଆମାଉଣ୍ଟ ଟୋଟାଲ ଏଲବି ଆମାଉଣ୍ଟ ଅଣ୍ଡରସ୍କୋର ଏ ମାନେ 10 ଦେଖେଇବ, ଟୋଟାଲ ଆମାଉଣ୍ଟ 10। ଦେଖେଇବା, ଯଦି ଆମେ ଲାଭ କରିବା ପରେ ସେଟାକୁ ଏଇଟାକୁ ମୁଁ କରିବି ହୁଁ ହେଲା। ହୁଁ ହୁଁ ତାପରେ ଆଉ ଗୋଟେ ପ୍ରକାର ହଉଛି ରାଇଟ୍ ଅନ୍ ନ୍ୟୁ ଲାଇନ୍। ହୁଁ ମନେକର ପ୍ରଥମ ଲାଇନ ସେକେଣ୍ଡ ଲାଇନ ଅଛି ନା, ହୁଁ ଫାର୍ଷ୍ଟ ଲାଇନ ଲେଖିବ ଲାଇନ 1, ତା ତଳକୁ ଆସିବ ଲାଇନ 2, ଏମିତି ଲେଖିବ ରାଇଟ୍ ଲାଇନ 1 ନ୍ୟୁ ଲାଇନ ରାଇଟ୍ ଲାଇନ 2। ହୁଁ ମନେକର ଆମେ ଏଠି ପ୍ରଥମ ଲାଇନ ଫାର୍ଷ୍ଟ ଲାଇନ ଗୋଟେ କିଛି ଜିନିଷ ଲେଖିବା, ତାପରେ ଆଉ ଗୋଟେ ନୂଆ ଲାଇନ ଆରମ୍ଭ କରିବା, ହୁଁ ନୂଆ ଲାଇନରେ ଏଇଟା ହଉଛି ସିଣ୍ଟାକ୍ସ, ହୁଁ ବୁଝିହେଲା। ତାପରେ ଆଉ ବହୁତ ହୁଁ ପ୍ରକାର ଅଛି, ରାଇଟ୍ ଆଟ୍ ସ୍ପେସିଫିକ ପୋଜିସନ। ହଁ, ହୁଁ ମନେକର ଆମେ ଦେଖିବା ଆମ ସ୍କ୍ରିନରେ ସେ ଦେଖୁନ ନା, ଲେଫ୍ଟ ସାଇଡ ରୁ 10th ପୋଜିସନ ରୁ ଏଟା ଲେଖିବା ଆରମ୍ଭ କରିବ, ହୁଁ ରାଇଟ୍ ଆଟ୍ ହୁଁ 10 ବାଙ୍ଗାଲୋର, ମାନେ ଇଆଡୁ ଇଏ କଲାଠୁ ନା 1 2 3 4 10th ପୋଜିସନ କୋଉଠି ସେଇଠୁ ଲେଖିବା ଆରମ୍ଭ କରିବ, ଓକେ। ବୁଝିହେଲା। ତାପରେ ହୁଁ ରାଇଟ୍ ୱିଥ ଫର୍ମାଟିଂ, ଫର୍ମାଟିଂ ମାନେ କଣ, ଏଠି ସବୁ କଲର ଫଲର ଦିଆ ହୁଏ। ହୁଁ ମନେକର ଏଇ ଯୋଉ ଲେଖା ନାହିଁ ଟୋଟାଲ ଆମାଉଣ୍ଟ ମୁଁ ଗୋଟେ କଲର ଦେଇ ବ୍ଲୁ କଲର, ରେଡ୍ ହୁଁ କଲର, ହୁଁ ସେଇଟା ସବୁ ଫର୍ମାଟିଂ ରେ କରାଯାଏ। ହୁଁ ହୁଁ ସେଇଟା ହଉଛି ରାଇଟ୍ ଏଲିଭେନ କଲର, କଲର 1 2 3 4 5 7 ଅଛି, ଏସବୁ ହୁଁ ଦେଖିବା। ତାପରେ ହଁ ଏଟା ହଁ କୁହ, କଲ୍ କଲର କଲ୍ ପଜିଟିଭ, ଅଣ୍ଡରସ୍କୋର ପଜିଟିଭ, ଏଟା ହଁ କଣ? ସେଟା ଦେଖିବା ଲାଭ କଲା ବେଳେ ତାର ସବୁ ଆସିବ ବିଭିନ୍ନ କଲର। ଓକେ। ହଁ ତାପରେ କଲର 1 2 3 4 ବି ଅଛି ହେଲା। ହୁଁ ତାପରେ ଏଇ ଯୋଉ ଲେଖାନି ସ୍ଲାସ, ହୁଁ ସ୍ଲାସ ମିନ୍ସ ନ୍ୟୁ ଲାଇନ, ତା ମାନେ କଣ ହୁଁ ହୁଁ ଦେଖ, ଏଇଠି ଯେ ଆମେ ଲେଖିଲେ ରାଇଟ୍ ଲାଇନ 1 ତାପରେ ନ୍ୟୁ ଲାଇନ ରାଇଟ୍ ଲାଇନ 2, ହୁଁ ଏମିତି ନ ଲେଖିକିରି ବି ଆମେ ଏମିତିଆ ଲେଖିପାରିବା, ରାଇଟ୍ ସ୍ଲାସ ସରି ସ୍ଲାସ ହୁଁ ଯେ ଏମିତି ଲେଖିଲେ କଣ ହବ ନା, ଲାଇନ ୱାନ୍ ତଳକୁ ଲାଇନ 2 ଲେଖା ହବ ଅଟୋମେଟିକାଲି, ବୁଝିହେଲା। ହୁଁ ଇଏ ହୁଁ କ୍ଲାସ ହୁଁ ଦିଆନି କି, ହୁଁ ଏଇଟା ଏଇ ଯୋଉ ଏଇ ଷ୍ଟେଟମେଣ୍ଟ ହୁଁ ହୁଁ ଟା ନ୍ୟୁ ଲାଇନ, ହୁଁ ତାମାନେ 10 20 ନା ଏମିତି ସିଧା ନ ଲେଖା ହେଇକି 10 ତା ତଳେ 20 ଲେଖା ହବ ଅଟୋମେଟିକ, ହୁଁ ବୁଝିହେଲା। ହୁଁ ମେସେଜ ଟା ଆମେ ପଢିବା କିଛି ସମୟ କିଛିଟା କ୍ଲାସ ପରେ, କିନ୍ତୁ ବର୍ତ୍ତମାନ ଡିଫରେନ୍ସ ଟା ମୁଁ ତମକୁ କହୁଛି। ରାଇଟ୍ କଣ ହଉଛି ଡିସପ୍ଲେ ଦ ଲିଷ୍ଟ ଆଉଟପୁଟ ୟୁଜ ଇନ ରିପୋର୍ଟସ, ମେସେଜ କଣ କରେ ଡିସପ୍ଲେ ପପ ଅପ ଷ୍ଟାଟସ ମେସେଜ, ଦେଖ ତମର ତ ଇଏ ବେଳେ ଦେଖୁ ନା ପ୍ଲିଜ ଚେକ୍ ବିଫୋର ସେଭ୍, ଆର୍ ହୁଁ ୟୁ ସେଭ୍, ଏମିତି ଆସେନି କି ମେସେଜ, ସେଟା ହଉଛି ମେସେଜ ଆଜ୍ଞା ଆଜ୍ଞା କାମ। ତଳେ ଯୋଉ ଇଫ ସେଭ୍ ହେଇଗଲା ଡାଟା ସେଭ୍ ସକ୍ସେସଫୁଲି, ହୁଁ that's a message କାମ। So display pop-up starter message used for notifications, error ହୁଁ message, warning message, ଗୋଟେ ସବୁ ନାହିଁ କି notification ପାଇଁ। ଆଜ୍ଞା ହୁଁ ତାପରେ ଆମେ ଆଉ ଗୋଟେ ଦେଖିବା ଷ୍ଟେଟମେଣ୍ଟ ହଉଛି କନଷ୍ଟାଣ୍ଟ, ଏଇଟା ହୁଁ ନାହିଁ, ଏଟା ହଉଛି କନଷ୍ଟାଣ୍ଟ। ହୁଁ constant ଗୋଟେ syntax right like write um, ରାଇଟ୍ ସିଣ୍ଟାକ୍ସ କନଷ୍ଟାଣ୍ଟ,
ହୁଁ ଡାଟା ମାନେ କଣ ଆମେ ଭ୍ୟାଲୁ ଚେଞ୍ଜ ହଉଛି ଡାଟାରେ ଆମେ କଣ ହୁଁ କରୁଛେ ଗୋଟେ ଭେରିଏବଲ ଡିକ୍ଲେୟାର କରୁଛେ ହୁଁ ତାକୁ କିଛି ଲେନ୍ଥ ଦଉଛେ ତାକୁ କିଛି ଟାଇପ ଦଉଛି କ୍ୟାରେକ୍ଟର ଷ୍ଟ୍ରିଙ୍ଗ ହୁଁ ଇଣ୍ଟିଜର ଏଗୁଡା ସବୁ ତା ଲେନ୍ଥ ହୁଁ ଦଉଛି କିନ୍ତୁ ସେଇ ଯୋଉ ଭେରିଏବଲ ଟିକେ ଭ୍ୟାଲୁ ଆମେ ଭ୍ୟାଲୁ ଚେଞ୍ଜ କରିପାରିବା ଆମେ ଯାହା ଭ୍ୟାଲୁ ଦେବା ସେ ଭ୍ୟାଲୁ ସେଇ ଅନୁସାରେ ଚେଞ୍ଜ ହବ ଲାଟେଷ୍ଟ ହୁଁ ଭ୍ୟାଲୁ ଖାଲି ରହିବ ସେଥିରେ ହେଲା ହୁଁ କିନ୍ତୁ କନଷ୍ଟାଣ୍ଟ ରେ ଭ୍ୟାଲୁ ଚେଞ୍ଜ ହବନି ହୁଁ ହୁଁ ଡିକ୍ଲେୟାର କରିବା ହେଲା ତାର ସେଇ ଗୋଟିଏ ଭ୍ୟାଲୁ ହିଁ ପ୍ରଥମରୁ ଲାଷ୍ଟ ପର୍ଯ୍ୟନ୍ତ ପ୍ରୋଗ୍ରାମ ଏକ୍ଜିକ୍ୟୁସନ ପର୍ଯ୍ୟନ୍ତ ସେଇ ଗୋଟିଏ ଭ୍ୟାଲୁ ହିଁ ରହିବ ହୁଁ ଏତିକି ହୁଁ କନଷ୍ଟାଣ୍ଟ ମାନେ କନଷ୍ଟାଣ୍ଟ ଆଉ କନସେଣ୍ଟ କରେକ୍ଟ। it is a declaration statement used to define fixed value that cannot be changed during the program execution ବୁଝିଲା ହୁଁ 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 ପ୍ରୋଗ୍ରାମ ଏଇ ଯୋଉ ରନ୍ ଟାଇମ ରେ ସେ ଚେଞ୍ଜ ହବନି ଯାହା ଥିବ ସେଇଆ ପ୍ରଥମ ଓକେ ଏଇଟା ହଉଛି ତାର ସିଣ୍ଟାକ୍ସ ହୁଁ କନଷ୍ଟାଣ୍ଟ ଏସ୍ ଲାଗିବ ହୁଁ କନଷ୍ଟାଣ୍ଟ ନେମ୍ ଟାଇପ ଡାଟା ଟାଇପ ଭ୍ୟାଲୁ ଫିକ୍ସ ଭ୍ୟାଲୁ ହୁଁ ଟେବୁଲ ହଉଛି ଦେଖ ଏଇଠି ଲେଖା ଅଛି one minute, ଏଇଟା ହଉଛି କନଷ୍ଟାଣ୍ଟ ହୁଁ ଇ ଅଣ୍ଡରସ୍କୋର କମ୍ପାନୀ ଯେକୌଣସି ଭେରିଏବଲ ନେଇପାରେ ସେଟା ସେମିତି ଗୋଟେ ଭେରିଏବଲ ଆମେ ଡିକ୍ଲେୟାର କରିବା ଆମ ଇଚ୍ଛା ଅନୁସାରେ ସେମିତି କିଛି ନାହିଁ ଆମ ଇଚ୍ଛା ଅନୁସାରେ ଓକେ ଓକେ କମ୍ପାନୀ ଟାଇପ ହଉଛି ଷ୍ଟ୍ରିଙ୍ଗ ଭ୍ୟାଲୁ ହଉଛି ଜେନେରାଲ ଜନସନ। ହୁଁ ହେଲା ଏଇଟା ଆମେ କନଷ୍ଟାଣ୍ଟ ଡିକ୍ଲେୟାର କରିଦେଲେ ତାପରେ ରାଇଟ୍ ସି ଅଣ୍ଡରସ୍କୋର କମ୍ପାନୀ ହେଲା ହୁଁ କଣ ଏମିତି ହେଇଗଲି। ଠିକ ଅଛି ନା। ଏଇଟା ହଉଛି ରାଇଟ୍ ସି ଅଣ୍ଡରସ୍କୋର କମ୍ପାନୀ ଏଇଟା ଯଦି ରାଇଟ୍ କରିବେ ନା ସେ ଏଇ ଜିନିଷଟା ଦେଖେଇବ ଜନସନ ହୁଁ 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 ହେଲା ତାପରେ ଆମେ କନଷ୍ଟାଣ୍ଟ ଡିକ୍ଲେୟାର କରିବାର ବିଭିନ୍ନ ପ୍ରକାର ଆଉ ଦି ତିନି ପ୍ରକାର ଅଛି ନ୍ୟୁମରିକ କନଷ୍ଟାଣ୍ଟ ହୁଁ ନ୍ୟୁମରିକ କନଷ୍ଟାଣ୍ଟ ଆମେ ଡିକ୍ଲେୟାର କରିବା ୟୁଜିଂ ଟାଇପ ଆଇ ହୁଁ କନଷ୍ଟାଣ୍ଟ ସି ଅଣ୍ଡରସ୍କୋର ମ୍ୟାକ୍ସ ଟାଇପ ଆଇ ଭ୍ୟାଲୁ 1 2 3 ହୁଁ ହେଲା ତାପରେ ହଉଛି କ୍ୟାରେକ୍ଟର କନଷ୍ଟାଣ୍ଟ କ୍ୟାରେକ୍ଟର କନଷ୍ଟାଣ୍ଟ କଣ ହବ ସେମିତି କନଷ୍ଟାଣ୍ଟ ସି ଅଣ୍ଡରସ୍କୋର ଷ୍ଟାଟସ ଟାଇପ ସି ଲେନ୍ଥ 7 ଭ୍ୟାଲୁ ହୁଣ୍ଡାଇ ହେଲା ତମେ ଯେତିକି ଲେନ୍ଥ ଦେଇଥିବ ମାକ୍ସିମମ୍ ସେତିକି ଡିଜିଟ ନବ ତାପରେ ନବନି ହୁଁ ହୁଣ୍ଡା ଦେଖିବ 1 2 3 4 5 6 7 ଅଛି ମୁଁ 7 ଦେଇ 7 ଯିବ ମୁଁ ଯଦି ଦେଖିବି 5 ଦେଖିବି ହୁଣ୍ଡା ଦେବି ନା ନବନି ହୁଁ ତାପରେ ଡାଟା କନଷ୍ଟାଣ୍ଟ ହୁଁ ହଁ ଡାଟା ଏଇଟା ଗୋଟେ କନଷ୍ଟାଣ୍ଟ ଆସିବ ତମେ ଏସଏପି ରେ ବହୁତ ସିଷ୍ଟମ କିୱାର୍ଡ ଅଛି ଏ ଦେଖ ଅଛି କନଷ୍ଟାଣ୍ଟ ସି ଟୁଡେ ମନେକର ମୁଁ ଜାଣିଛି ଟୁଡେ ଡେଟ୍ କେତେ ହେଲା ହୁଁ ହୁଁ ଏଟାକୁ ଏସଏପି ରେ ଗୋଟେ ଅଛି ତାକୁ କୁହନ୍ତି ସାଇ ଡିଏଟିୟୁଏମ୍ ଏଇଟାକୁ ତମେ ଯଦି ମାରିବ ନା ସେ ଅଟୋମେଟିକ ଟୁଡେ ଡେଟ୍ ତମକୁ ଡିସପ୍ଲେ କରିବ ହୁଁ ଟୁଡେ ଡେଟ୍ ଇଏ ଅଛି ଡେଟ୍ ପାଇଁ ସେଥିପାଇଁ ଟାଇମ ପାଇଁ ଅଛି ପୁଣି ଟାଇମ ଷ୍ଟାମ୍ପ ପାଇଁ ଅଛି ଟାଇମ ଷ୍ଟାମ୍ପ ମାନେ ଡେଟ୍ ଟାଇମ ଡେଟ୍ କନଷ୍ଟାଣ୍ଟ। ଟୁଡେ ଡେଟ୍ କନଷ୍ଟାଣ୍ଟ ହବନି କି ହଁ ମାନେ ଏଠି କଣ କନଷ୍ଟାଣ୍ଟ। ଶୁଣ ଶୁଣ ବୁଝିବା ପାଇଁ ଚେଷ୍ଟା କର ଯଦି କର ହଁ ଆଉ ଗୋଟେ କଥା ମନେ ରଖିଦବା ଏଠି ଯଦି ମୁଁ ଡବଲ କୋଟ ଦେବି ନା ଏମିତି ସରି ହୁଁ 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 ଡବଲ କୋଟ ଏଠି ଦେଇଦେଲେ ନା ହୁଁ ୟା ପରେ ଯାହା ସବୁ ଭ୍ୟାଲୁ ରହିଲା ସେଇଟା ହଉଛି ମାନେ ଇନଭାଲିଡ ମାନେ ୟାକୁ ମୁଁ କମେଣ୍ଟ କରିଦେଲି ତା ମାନେ ହୁଁ ହୁଁ ଡବଲ କୋଟ ଡବଲ ଏମିତି ସ୍ଲାସ ଦେଇଦେଲା ମାନେ ୟାକୁ ମୁଁ କମେଣ୍ଟ କରିଦେଲି ହେଲା ହୁଁ ହୁଁ ଯଦି ଆମେ ଏଇଟିକି ଲେଖିବା ନା ଏତିକି ମନେକର ଲେଖିବା କନଷ୍ଟାଣ୍ଟ ସି ଟୁଡେ ଟାଇପ ଡିଏଟିୟୁଏମ୍ ମାନେ ଇଏ ଆଜି ଡେଟ୍ ଦେଖେଇବ କାଲି କାଲି ଡେଟ୍ ଦେଖେଇବ ପରଦିନ ଡେଟ୍ ଦେଖେଇବ ଆଜି ଦେଖେଇବ ହୁଁ 10/1/2026 କାଲି ଦେଖିବ 11/1 ହେଲା ହୁଁ କିନ୍ତୁ ଆମର ମତଲବ ସେୟା ନୁହଁ ଆମର ମତଲବ ହଉଛି ଗୋଟେ ଡେଟ୍ ପାସ୍ କରିବା ହୁଁ ମନେକର ପ୍ରୋଗ୍ରାମ ଯେତେବେଳେ ବି ରନ୍ କରୁ ଆମେ କହିବା ସବୁବେଳେ ଏଇ ଡେଟ୍ ଟା ଯିବ କନଷ୍ଟାଣ୍ଟ ଭ୍ୟାଲୁ ଏଇ ଯୋଉ ସି ଟୁଡେ ନା ଏଇ ଡେଟ୍ ଆମର ଦରକାର ତେଣୁକରି ତାପରେ ଏଇଟା ହଉଛି ଡାଟା ଟାଇପ ଡେଟ୍ ଡାଟା ଟାଇପ ହଉଛି ଏଇଟା ହୁଁ ଯେମିତି ନ୍ୟୁମରିକ ଡାଟା ଟାଇପ ଷ୍ଟ୍ରିଙ୍ଗ ଡାଟା ଟାଇପ ଇଣ୍ଟିଜର ଡାଟା ଟାଇପ ନା ଏଟା ହଉଛି ହୁଁ ଡେଟ୍ ର ଡାଟା ଟାଇପ ହୁଁ ଡେଟ୍ ଡାଟା ବି ଆମେ ଏଇ ଭ୍ୟାଲୁ ଟା ଆସାଇନ କରୁଛେ ଯେ 2026 1/10 ଏଇଠି ଯାଇକି ରହିବୁ ଏଇଠି ଏଇଟା ଗୋଟେ ଭେରିଏବଲ ଟାଇପରେ କାମ ଦଉଛି କିନ୍ତୁ ଯଦି ହୁଁ ଆମେ ଆକୁ ଏତିକି ଲେଖିଦବା ନା ଦିଟା ଗାର ଦେଇଦବା ଏଇଟା ହୁଁ ଆଉ କନଷ୍ଟାଣ୍ଟ ହବନି ଏଇଟା ଭେରିଏବଲ ହେଇଗଲା କାରଣ ଆଜି ସେ ଦେଖେଇବ 10 ଜାନୁଆରୀ କାଲି ଦେଖେଇବ 11 ଜାନୁଆରୀ ହୁଁ ଏଇଟା ହଉଛି ଏସଏପି ଡିଫାଇନ କରିଛି ଏଇଟା ହୁଁ ଡିଏଟିଭି ହୁଁ ହେଲା ହୁଁ ତେଣୁ ଯେହେତୁ ଆମେ ତାକୁ କନଷ୍ଟାଣ୍ଟ ଡିକ୍ଲେୟାର କରୁଛେ ଆମେ ତାକୁ ଗୋଟେ ସବୁବେଳେ ଏଇ ଭ୍ୟାଲୁ ହିଁ ଆସାଇନ କରୁଛେ
ମାନେ ହୁଁ ପ୍ରୋଗ୍ରାମ ଆଜି ରନ୍ କରୁ, ନହେଲେ କାଲି ରନ୍ କରୁ, ନହେଲେ ପରଦିନ ରନ୍ କରୁ, ସିଏ ପରଦିନକୁ 12 ତାରିଖ ଦେଖେଇବନି, ପରଦିନକୁ ସେଇ 10 ତାରିଖ ଦେଖେଇବ, ଯେମିତି 10 ଲେଖାଏନି, ଏଇ ହୁଁ ଡେଟ୍ଟା ହିଁ ହୁଁ ଆମର ହୁଁ ରିକ୍ୱାରମେଣ୍ଟ ଅନୁସାରେ ଆମେ ଲଜିକ ଚେଞ୍ଜ କରିବା ହେଲା। ହୁଁ ବର୍ତ୍ତମାନ ଆମେ ଦେଖିବା ଡିଫରେନ୍ସ କଣ କନଷ୍ଟାଣ୍ଟ ଆଉ ଡାଟାରେ। ହୁଁ କନଷ୍ଟାଣ୍ଟ ଭ୍ୟାଲୁ କ୍ୟାନଟ ବି ଚେଞ୍ଜ, ଭ୍ୟାଲୁ ଏଇ ଯୋଉ ମାନଙ୍କ ଭ୍ୟାଲୁଟା ରହିଲା ନା ସବୁବେଳେ ଫିକ୍ସଡ, ହୁଁ କିନ୍ତୁ ଭ୍ୟାଲୁ ୱିଲ୍ ଚେଞ୍ଜ। ହୁଁ ସରି, ଏଇଟା ହଉଛି ରିଡ୍ ଓନ୍ଲି, ଏଇଟା ରିଡ୍ ଆଣ୍ଡ ରାଇଟ୍। ତାପରେ ୟୁଜ୍ଡ ଫର ଫିକ୍ସଡ ଭ୍ୟାଲୁ, ଅଲୱେଜ ଫିକ୍ସଡ, କନଷ୍ଟାଣ୍ଟ ମାନେ ଫିକ୍ସଡ। ୟୁଜ୍ ଫର ହୁଁ ପ୍ରୋସେସିଂ, ଆମର ହୁଁ ରିକ୍ୱାରମେଣ୍ଟ ଅନୁସାରେ ଆମର ଯାହା ଦରକାର ଭ୍ୟାଲୁ ଚେଞ୍ଜ କରିବା, ଦବା, ଇଏ କରିବା, ସେଟା ସବୁ। ହୁଁ ତାପରେ ଆଉ ଗୋଟେ ନେକ୍ସଟ ଇମ୍ପୋର୍ଟାଣ୍ଟ ଆମର ଇଏ ହଉଛି ଷ୍ଟେଟମେଣ୍ଟ ହଉଛି ପାରାମିଟର୍ସ। ଆଜ୍ଞା ଦେଖିବ ତମର ଯେତେବେଳେ ଏସଏପି ସ୍ପିନିଂ ତମର ଫିକୋରେ ଏଣ୍ଟ୍ରି କରୁଥିବ ନା, ହୁଁ ତ ମନେକର ସେ ମାଗିବ ଫିସିକାଲ ଇୟର, ହୁଁ ଫିସିକାଲ ଇୟର, ତାପରେ ଭେଣ୍ଡର କୋଡ, ହୁଁ ହୁଁ ଏଇଟା ସବୁ ପ୍ରଥମେ ତମେ ଏଣ୍ଟ୍ରି ଦବ, ବାଇ ଡିଫଲ୍ଟ ଆସି ଯାଉଥିବ ନା। ଆଜ୍ଞା ଏଇ ଯୋଉ ଫିଲ୍ଡ ଆସୁଛି ଏଇ ପାରାମିଟର, ଏଇ ଯୋଉ ଷ୍ଟେଟମେଣ୍ଟ, ଏଇ ଯୋଉ ଷ୍ଟେଟମେଣ୍ଟ ଲାଗି ପାରାମିଟର୍ସ ହେଲା। ହୁଁ ସେ କଣ ହଉଛି, ଇଟ୍ ଇଜ ଏ ଡିକ୍ଲାରେସନ ଷ୍ଟେଟମେଣ୍ଟ ୟୁଜ ଟୁ କ୍ରିଏଟ ଇନପୁଟ ଫିଲ୍ଡସ। ତମ ଯୋଉ ସ୍କ୍ରିନରେ ଇନପୁଟ ଫିଲ୍ଡସ ତମ ଯେତେ ବି ନାହିଁ ନା, ଯେତେ ବି ଅଛି, ହୁଁ ହୁଁ ସେ ଏଇ ପାରାମିଟର ଥ୍ରୋରେ କ୍ରିଏଟ ହଉଛି ହୁଁ ଅନ୍ ଦି ସିଲେକ୍ସନ ସ୍କ୍ରିନ୍ ଅଫ ଦି ହୁଁ ରିପୋର୍ଟ। ହେଲା, ହୁଁ କ୍ଲିୟର? ହୁଁ ହୁଁ ଯେତେ ଇନପୁଟ ସ୍କ୍ରିନ୍ ହଉଛି ନା, ତାକୁ ଆମେ ହୁଁ କ୍ରିଏଟ କରିବା ପାଇଁ ହେଲେ ପାରାମିଟର ହଉଛି ତାର ଷ୍ଟେଟମେଣ୍ଟ। ଆଜ୍ଞା ଇଟ୍ ଇଜ ୟୁଜ ଟୁ ଆକ୍ସେପ୍ଟ ୟୁଜର ଇନପୁଟ। ତମେ ହୁଁ ଆମେ ଇନପୁଟ ଟା ଦଉଛୁ ନା, ଆମେ ହୁଁ ଯାହା input ଦଉଛୁ ସେଟା ଗ୍ରହଣ କରୁଛୁ ସେ ଫିଲ୍ଡରେ। ସୋ ଇଟ୍ ଆଜ୍ଞା ଇଜ ଟୁ ଆକ୍ସେପ୍ଟ ଇନପୁଟ ଫିଲ୍ଡସ୍ ଭାୟା ଦି ସିଲେକ୍ସନ ସ୍କ୍ରିନ୍ ଇନ ଆବାଭ ରିପୋର୍ଟସ। ହେଲା, ହୁଁ ଏଇଟା ହଉଛି ତାର ସିଣ୍ଟାକ୍ସ। ପାରାମିଟର୍ସ ମନେ କଣ, ଯେନ୍ ପି ଦିଆଯାଏ, ପି ଫର ପାରାମିଟର ଅଣ୍ଡରସ୍କୋର ନେମ୍, ମନେକର ମୁଁ ଦଉଛି ନେମ୍, ଟାଇପ ହେଲା ଏନି ଡାଟା ଟାଇପ ତମେ ଦବ, କ୍ୟାରେକ୍ଟର, ନ୍ୟୁମରିକ, ଯାହା ଦବ, ମନେକର ଆମେ ଦବା କ୍ୟାରେକ୍ଟର କିମ୍ବା ଷ୍ଟ୍ରିଙ୍ଗ ଲେଖିବା। ହୁଁ ବେଷ୍ଟ ଏକ୍ସାମ୍ପଲ ହଉଛି ହୁଁ, ଏଇଠି ଦେଖ, ପାରାମିଟର୍ସ ପି ଅଣ୍ଡରସ୍କୋର ନେମ୍ ଟାଇପ ଷ୍ଟ୍ରିଙ୍ଗ ହେଲା। ହୁଁ ହୁଁ ଡିକ୍ଲାର କରିଦେଲେ ସିଣ୍ଟାକ୍ସ ଏଇଟା ହେଲା। ହୁଁ ଏଇ ଯୋଉ ରିପୋର୍ଟ ନା, ଏଇଟା ମାନେ ସାମ୍ପଲ ପ୍ରୋଗ୍ରାମ ଭଳିଆ ଏଟା ହେଲା। ରାଇଟ୍ 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 ଏଇଟା ଆମେ ଡିକ୍ଲାର କରିଦେଲେ, ତାପରେ ଦେଖିବା ରାଇଟ୍ ମାଇ ନେମ୍ ଇଜ, ମାଇ ନେମ୍ ଇଜ, ଏଇ ଯୋଉ ଷ୍ଟ୍ରିଙ୍ଗ ରେ ଆମେ ଯାହା ଦେଇଥିବ ନା ସେଇଠି ଦେଖେଇବ ପି ଅଣ୍ଡରସ୍କୋର ନେମ୍। ଏଇଠି କିନ୍ତୁ ସେକେଣ୍ଡ ଲାଇନ ଟା ମିସ୍ ହେଇଛି। ମନେକର ମୁଁ ଲେଖିବି ନହେଲେ ସେ ଉପରେ ଲେଖିଥିଲେ ବି ହବ, ଭ୍ୟାଲ୍ୟୁ ମୋ ନାଁ ଟା। ହଁ ହଁ ମ୍ୟାଲ ଲେଖିଦେଲେ ହବ। ହୁଁ ନହେଲେ ତଳେ ବି ତମେ ଯଦି ଲେଖୁଛ ପି ଅଣ୍ଡରସ୍କୋର ନେମ୍, ଯାହା ଦବ ତମେ। ଓକେ ହେଲା, ହୁଁ ବର୍ତ୍ତମାନ ଏଇ ପି ଅଣ୍ଡରସ୍କୋର ନେମ୍ ରେ ଏଇ ଭ୍ୟାଲୁ ଟା ଅଛି। ଆମେ ଆଜ୍ଞା ଦେଖିବା ମାଇ ନେମ୍ ଇଜ ପି ଅଣ୍ଡରସ୍କୋର ନେମ୍, ମାନେ ସେଇଠି ସୁକାନ୍ତି ବୋଲି ଦେଖେଇବ। ହୁଁ ବୁଝିହେଲା? ଆଜ୍ଞା ତାପରେ ଆଉ ଗୋଟେ ଯେମିତି ପାରାମିଟର୍ସ ୱିଥ ଡିଫଲ୍ଟ ଭ୍ୟାଲୁ। ଥରେ ଥରେ ହୁଁ କଣ ହେଇଥାଏ, ତମେ ଯେତେବେଳେ ଦେଖିବ ଏଇ ଯୋଉ ଫିକୋ ସ୍କ୍ରିନ୍ ରେ, ତମେ ସ୍କ୍ରିନ୍ ଟା ଓପନ କରିବ ତ ସେଠି ଟୁଡେ ଡେଟ୍ ଦେଖେଇବ ଅଟୋମେଟିକ, ଅଟୋମେଟିକ ଦେଖେଇବ, କରେକ୍ଟ। କି ଟୁଡେ ଇୟର ଦେଖେଇବ, ମାନେ ଫିସିକାଲ ଇୟର 2026 25 ଏଟା ସବୁ ଦେଖେଇବ। ହୁଁ ତା ପାଇଁ ଏଇଟା ହଉଛି ସିଣ୍ଟାକ୍ସ। ହୁଁ ହୁଁ ପାରାମିଟର୍ସ ୱିଥ ଡିଫଲ୍ଟ ଭ୍ୟାଲୁ ହଉଛି ହୁଁ ପାରାମିଟର୍ସ ପି ଅଣ୍ଡରସ୍କୋର ନେମ୍ ଟାଇପ ସି ଡିଫଲ୍ଟ। ଏଇଟା ତୁମକୁ ଲେଖିବା ପାଇଁ ପଡିବ। ଡିଫଲ୍ଟ ହଉଛି ଡିଫଲ୍ଟ, ହଁ। ସୁକାନ୍ତ, ତେଣୁକରି ତମେ ଯେ ସ୍କ୍ରିନ୍ ଖୋଲିବ ନା, ସେଠି ହୁଁ ଅଟୋମେଟିକ ସୁକାନ୍ତ ନାଁଟା ଆସିବ। ହୁଁ ବୁଝିହେଲା? ମାନେ ଯୋଉ ବି ୟୁଜର ଲଗ ଇନ କରିବ, ତା ନାଁଟା ତା ନାଇଁ ନାଇଁ, ନାଁ ଟା ଶୋ କରିବ। ତା ନାଁ ଶୋ କରିବନି, ଏଇଠି ଯାହା ଲେଖା ହେଇଥିବ ସେଇ ନାଁଟା ଶୋ କରିବ। ପ୍ରୋଗ୍ରାମ ଭିତରେ ନା, ସେ ଓକେ ଓକେ, ପ୍ରୋଗ୍ରାମ ନାଁଟା ଏଠି ଲେଖା ହେଇଥିବ ନା। ଆଉ ଏଇଟା ହାର୍ଡ କୋଡେଡ, ଏଇଟା ହାର୍ଡ କୋଡେଡ। ତମେ ଯଦି ଚାହୁଁଛ ଯିଏ ଲଗଇନ କରିବ ତା ନାଁ ଦେଖିବା ପାଇଁ, ତା ଲଜିକ ଅଲଗା। ହେଲା, ବୁଝିଲି। ତା ଲଜିକ ଅଲଗା, ସିଏ ବି ଏଠି କରିହବ, ତା ଲଜିକ କିନ୍ତୁ ଅଲଗା। ଏମିତି ଏମିତି ଡାଇରେକ୍ଟ ଏଇଟା କୁହନ୍ତି ହାର୍ଡ କୋଡିଂ ଅଲଗା। ହେଲା, ତା ଲଜିକ ହଉଛି ଅଲଗା। ହୁଁ 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 ତାପରେ ଆଉ ଗୋଟେ ହଉଛି ଏକ୍ସାମ୍ପଲ 3 ମାଣ୍ଡେଟରୀ ପାରାମିଟର। ମାଣ୍ଡେଟରୀ ମାନେ ଥରେ ଦେଖିବ
ତମ ଯୋଉ ଲଗଇନ ସ୍କ୍ରିନ ନା ଏ ଯୋଉ ସିଲେକ୍ସନ ସ୍କ୍ରିନ ଗୋଟେ ଟିକ ମାର୍କ ଥାଏ, ମାର୍କ କରିଛ? ଟିକ ଟିକ୍ ମାର୍କ ମାର୍କ ମାନେ ଥିବ। ଟିକ୍ ତମେ ମାର୍କ ମାନେ ମ୍ୟାଣ୍ଡେଟରୀ, ଯଦି ଟିକ୍ ମାର୍କ ନାହିଁ ଅପସନାଲ। ଅପସନାଲ। ଟିକ ମାର୍କ ମାନେ ତମେ ସେଠି ଏଣ୍ଟ୍ରି କରିବା ପାଇଁ ବାଧ୍ୟ, ଯାହାହେଲେ ଗୋଟେ ବାଧ୍ୟ। ଏଣ୍ଟ୍ରି କରିବା ପାଇଁ ବାଧ୍ୟ। ତାର ହଉଛି ସେଟା ଏମିତି ଲେଖିବ, ପାରାମିଟର୍ସ ପି ଅଣ୍ଡରସ୍କୋର ନେମ୍ ଟାଇପ ସି ଓବ୍ଲିଗେଟରୀ। ଓବ୍ଲିଗେଟରୀ ଯଦି ଲେଖିଦବ ମାନେ Obligatory। ସେ ଟିକ ହଁ। ମାର୍କ ଟା ଆସିଯିବ ସେଠି। ହୁଁ ହୁଁ ବୁଝିହେଲା? ହୁଁ ହୁଁ ତା ମାନେ ୟୁଜର ମଷ୍ଟ ଏଣ୍ଟର ଏ ଭ୍ୟାଲୁ। ହୁଁ। ବୁଝିହେଲା? ତା ପାଇଁ ଏଇଟା ଓକେ। ହଉଛି ସିଣ୍ଟାକ୍ସ। ଏଇଟା ହଉଛି ସିଣ୍ଟାକ୍ସ। ହେଲେ ପାରାମିଟର୍ସ ପି ଅଣ୍ଡରସ୍କୋର ନେମ୍ ହେଇଗଲା ତମର ଭେରିଏବଲ, ହୁଁ। ଟାଇପ ହେଇଗଲା ସି, ହଁ। ତାପରେ ସିଣ୍ଟେକ୍ସ ତମକୁ ଲେଖିବା ଦରକାର ଯେ ଅବ୍ଲିଗେଟରୀ। ଓବ୍ଲିଗେଟରୀ ଖାଲି ଲେଖିବ, ଗୋଟେ ୱାର୍ଡ ତମେ ଲେଖିବ ଓବ୍ଲିଗେଟରୀ ବୋଲି। ହେଲା? ହୁଁ ଏତିକି ଲେଖିଦେଲେ ସେଠି ହୁଁ ଯୋଉ ସିଲେକ୍ସନ ସ୍କ୍ରିନ ଗୋଟେ ଟିକ ମାର୍କ ଆସିଯିବ ଅଟୋମେଟିକ। ହୁଁ ହୁଁ ଟିକ ମାର୍କ ଆସିଲେ ତମେ ତ ଯାହାହେଲେ ଏଣ୍ଟ୍ରି କରିବ, ନହେଲେ ତ ନେକ୍ସଟ ସ୍କ୍ରିନ ସେ ଯିବନି ଆଉ। ହୁଁ ହେଲା? ତାପରେ ପାରାମିଟର ୱିଥ ଲେନ୍ଥ, ମନେକର ଆମେ ଦବା ଯେହେତୁ ଗୋଟେ ନାମ, ମନେକର ଗୋଟେ ମେଟେରିଆଲ ନମ୍ବର କି ଗୋଟେ ପର୍ସନ ନାଁ ଦବା ନା, ସେ ନାଁ ଟା ତ ହୁଁ ମିନିମମ୍ 20-25 ଟା କ୍ୟାରେକ୍ଟର ହେଇଥିବ ନା। ତେଣୁକରି ଆମେ ଡିସାଇଡ୍ ହୁଁ କରିବା, ତେଣୁ 20-25 ଟା ହେଲେ ସେ କଣ ସେତିକି ବଡ ଲେନ୍ଥ ହେଇ ଆସିବ। ଯଦି ହୁଁ କିଛି ନଥିବ 5 ଦଉଥିବ ନା, ଛୋଟିଆଟେ ଆସିବ, ଛୋଟିଆ ସେମାନେ ଲେଖିପାରିବେନି ନା। ମନେକର ହୁଁ ଜଣଙ୍କ ନାଁ ହଉଛି 30 ଟା କ୍ୟାରେକ୍ଟର, ଯେ ସେ ହୁଁ। ଫିଲ୍ଡ ଲେନ୍ଥ ଥିବ 10 କ୍ୟାରେକ୍ଟର ନା, ସେ 10 କ୍ୟାରେକ୍ଟର 30 ହବନି, ଲେଖିବ। ତେଣୁକରି ଆମେ ହେଇପାରିବନି। ଏଇ ଲେନ୍ଥ ଡିଫାଇନ୍ କରାଯାଏ ଏମିତିଆ। ଲେଖିବ ପୁରା ଲେନ୍ଥ, LENGTH ଲେନ୍ଥ 25। ହୁଁ ଇଏ ବର୍ତ୍ତମାନ ଯାହା ସବୁ ଆମେ ବର୍ତ୍ତମାନ ପଢୁଛେ, ଏଇଟା ହଉଛି ସିଲେକ୍ସନ ସ୍କିମ୍ ଯୋଉ ନୁହଁ, ତାରି ସେ ଆ- କେମିତି ତିଆରି ହଉଛି। ଆଜ୍ଞା ଆଜ୍ଞା। ତାପରେ ଚେକ୍ ବକ୍ସ ଦେଖିଛ, ସେ ଯୋଉ ତମେ ଚାରିପଟେ ଥର ଟିକ୍ ଚେକ୍ ମାର। ବକ୍ସ। ହଁ। ଚେକ୍ ବକ୍ସ। ଚେକ୍ ବକ୍ସ ଟା ଆସିବା ପାଇଁ ଯୋଉ ସିଲେକ୍ସନ ସ୍କ୍ରିନ୍ ରେ ହୁଁ ଚେକ୍ ବକ୍ସ ଟା ଆସିବା ପାଇଁ ଏଇଟା ହଉଛି ତାର ସିଣ୍ଟାକ୍ସ। ପାରାମିଟର୍ସ ସପୋଜ ପି ଅଣ୍ଡରସ୍କୋର ନେମ୍ ଆଜ୍ ଚେକ୍ ବକ୍ସ, ଏଇଟା ହଉଛି ସିଣ୍ଟାକ୍ସ। ହୁଁ ଆଜ୍ ଚେକ୍ ବକ୍ସ। ବୁଝିହେଲା? ହୁଁ ହେଲେ ହୁଁ ସେ ଗୋଟେ ଟିକ୍ ମାର୍କ ଆସିଯିବ। ହୁଁ। ତାପରେ ରେଡିଓ ବଟନ ଦେଖିଦବ, ରେଡିଓ ବଟନ, ହଁ ହଁ ହଁ। ଏଇ ଯୋଉ ରାଉଣ୍ଡ ରାଉଣ୍ଡ ହେଇକି ଥିବ, ଚାରି ପାଞ୍ଚ ରେଡିଓ ବଟନ, ହଁ ହଁ। ଚାରି ପାଞ୍ଚଟା ଥିବ, ଗୋଟିଏ ଭିତରେ ଗୋଟେ ବିନ୍ଦୁ ଥିବ ଡଟ ଭଳିଆ। ଆଜ୍ଞା। ତମେ ସେଇ ଅନୁସାରେ ଚେଞ୍ଜ କରିବ, ସେ ବି ଚେଞ୍ଜ ହେଇଯିବ। ହୁଁ 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 ସେ ଡଟ ଭଳିଆ ଥାଏ, ତେଣୁକରି ତାକୁ ଡିକ୍ଲେୟାର କରାଯାଏ ଏମିତି, ଏଇଠି ମୁଁ କରିଛି 5ଟା ରେଡିଓ ବଟନ। ହେଲା? ହୁଁ ଯେଉଁ ସିଲେକ୍ସନ ସ୍କ୍ରିନରେ 5ଟା ରେଡିଓ ବଟନ ହବ, ପାରାମିଟର୍ସ ପି ଅଣ୍ଡରସ୍କୋର R1 ଏମିତି ଲେଖିବ, ରେଡିଓ ବଟନ ଗ୍ରୁପ 1। ଏ ସମସ୍ତଙ୍କର ଗୋଟେ ଗ୍ରୁପ ଥିବା ଦରକାର। ମାର୍କ କରିବ, ଯୋଉଟା ଯଦି 5ଟା ରେଡିଓ ବଟନ ନା, ସିଏ ଗୋଟେ ହାଇଲାଇଟ ହେଇକି ଏମିତି ଗୋଟେ ମୋଟା ଭଳିଆ ଥିବ, ଆସିଥିବ ଗୋଟେ ବକ୍ସ ଟାଇପ ଥାଏ। ହୁଁ ହୁଁ କରିବ ସିଲେକ୍ସନ ସ୍କ୍ରିନରେ ନା, ଯୋଉଠି ରେଡିଓ ହୁଁ ବଟନ ଦିଟା ବି ଥିବ ନା, ସିଏ ମାନେ ଗୋଟେ ବକ୍ସ ଟାଇପ ର ଥିବ। ହୁଁ ତମେ ମାର୍କ କରିବ କାଲି ଅଫିସରେ ଯାଇ ଦେଖିକିରି। ହୁଁ ସେଇଟା ହୁଁ ଏଇ ଯୋଉ ଗ୍ରୁପ ଲେଖା ହଉନି କି G1 ମୁଁ ଦେଇଛି, ସେ ହୁଁ ଗ୍ରୁପ ଭିତରେ 5ଟା ରହିବ। କିନ୍ତୁ ମୁଁ ହୁଁ ଚାହୁଁଛି ପ୍ରଥମଟାରେ ସେ ଗୋଟେ ଡଟ ଭଳିଆ ନଥାଏ, ଡଟ ଭଳିଆ ଗୋଟେ ହୁଁ ହୁଁ। ଫାଷ୍ଟ, ସେଇଟା ହଉଛି ତାକୁ ଏମିତି ଡିକ୍ଲେୟାର କରାଯାଏ ଡିଫଲ୍ଟ ଏକ୍ସ। ଡିଫଲ୍ଟ ଏକ୍ସ, ଓକେ। ଡିଫଲ୍ଟ ଏକ୍ସ ମାନେ ପ୍ରଥମଟା ମୁଁ ଯଦି କଣ, ତାପରେ ତମେ ଅଟୋମେଟିକ ଚେଞ୍ଜ କରିପାରିବ। ତମେ ଯଦି ନମ୍ବର 2 ରୁ ସେଟାକୁ ଇଏ କରିବ ନା, ତାହେଲେ ଏଇଟା ହୁଁ କଟିଯିବ। କିନ୍ତୁ ବାଇ ଡିଫଲ୍ଟ ଏଇଟା ତମକୁ ଦେଖେଇବ 5। କିନ୍ତୁ ଏହାର ଲଜିକ ହଉଛି ଯେକୌଣସି ଗୋଟେ ବାଇ ଡିଫଲ୍ଟ ତମକୁ କରିବା ପାଇଁ ପଡିବ। କରିବାକୁ ପଡିବ, ଓକେ। ହେଲା? ଏଇଟା ହଉଛି ଏମାନଙ୍କ ମୋର ଗୋଟେ ରେଡିଓ ବଟନ ଅଛି, କଣ ହବ? ଗୋଟେକରେ ହବନି, ତା ପାଇଁ ଚେକ୍ ଯଦି ବକ୍ସ। ମଲ୍ଟିପଲ ଯଦି ମଲ୍ଟିପଲ ରେଡିଓ ବଟନ ଅଛି ସିଲେକ୍ସନ ସ୍କ୍ରିନ ରେ, ଗୋଟେ ରେଡିଓ ବଟନ ଚେକ୍ ହବା ମଷ୍ଟ। ହଁ। ଓକେ। ହେଲେ ଏଇ ଯୋଉ ସବୁ କହିଲ ମତେ, ସବୁ ରେଡିଓ ବଟନ, ହୁଁ, ଚେକ୍ ବକ୍ସ, ହୁଁ। ଡିଫଲ୍ଟ, ଏସବୁ କଣ କହୁଛି? ସିଣ୍ଟାକ୍ସ, ପାରାମିଟର୍ସ। ମାନେ ଇଏ ଟୋଟାଲ ଟା କୁହାଯାଏ ସିଣ୍ଟାକ୍ସ। ଶୁଣ, ଏଇ ତେଣୁକରି ଏଇଠି ମୁଁ ଲେଖିଛି ସିଣ୍ଟାକ୍ସ, ଏଇଟା ହଉଛି ସିଣ୍ଟାକ୍ସ। ମାନେ ଟୋଟାଲ ଫର୍ମୁଲା ଟାଇପ ର, ଏଇଟା ହଉଛି ବେସିକ ଫର୍ମୁଲା। ଏଗୁଡା ଯୋଉ କୁହନ୍ତିନି, ଏଇ ଯୋଉ ମନେ ଯୋଉଟା କହିଲ ଓବ୍ଲିଗେଟରୀ, ଡିଫଲ୍ଟ, ଚେକ୍ ବକ୍ସ। ଚେକ୍ ବକ୍ସ ଗୋଟେ ମାନେ ଇଏ ସିଣ୍ଟାକ୍ସ, ମାନେ ଇଏ ତାର ଷ୍ଟେଟମେଣ୍ଟ। ଏଇ ଷ୍ଟେଟମେଣ୍ଟ, ଓକେ। ହଁ, ହେଲା? ଏଗୁଡାକ ସବୁ ତମେ କହିପାରିବ ପାର୍ଟ ଅଫ ସିଣ୍ଟାକ୍ସ। ଇଏ ଡିଫଲ୍ଟ ହେଲା, ଇଏ ଆଉଟ୍ ଅଫ୍ ପାର୍ଟ ଅଫ ସେଣ୍ଟେନ୍ସ, ସିଣ୍ଟାକ୍ସ। ଓକେ। ହେଲା? ଇଏ ଓବ୍ଲିଗେଟରୀ ହେଲା। ବେସିକ ସିଣ୍ଟାକ୍ସ ହଉଛି ଏଇଟା। ହେଲା? ଏଇଟା ହେଲେ ମେନ୍ ସିଣ୍ଟାକ୍ସ ହଉଛି ପାରାମିଟର୍ସ। ହଁ ୱିଦିନ୍ ପାରାମିଟର୍ସ ବୁଝଉଛି ତମର ଇନପୁଟ ସିଲେକ୍ସନ ସ୍କ୍ରିନ୍। ହଁ।
ତମେ ଇନପୁଟ ସିଲେକ୍ସନ ସ୍କ୍ରିନ୍ ଟାକୁ କେମିତି ଡିଜାଇନ କରିବାକୁ ଚାହିଁବ, ଲଜିକ କଣ, କୋଉଟାକୁ ତମେ ମ୍ୟାଣ୍ଡେଟରୀ କରିବାକୁ ଚାହୁଁଛ, କୋଉଟା ଅପସନାଲ ରଖିବାକୁ ଚାହୁଁଛ, କୋଉ ରେଡିଓ ବଟନ କେତେଟା, କଣ ସବୁ ଡିଟେଲ୍ସ। ଠିକ ଅଛି ହେଲା। ହୁଁ ମନେକର କିନ୍ତୁ ରେଡିଓ ବଟନ ପାଇଁ ମିନିମମ୍ ଦିଟା ଦରକାର, ଗୋଟିଏ ହେଲେ ହବନି ହେଲା। କିନ୍ତୁ ଚେକ୍ ବକ୍ସ ଗୋଟିଏ, ମାନେ ଟିକ୍ ମାରିବନି ଯେ ହବନି ହେଲା। ହୁଁ ବର୍ତ୍ତମାନ ଆମେ ଦେଖିବା ପାରାମିଟର ବିଷୟରେ ଜାଣିବା। ପାରାମିଟର ସିଲେକ୍ସନ ସ୍କ୍ରିନ୍ ଫିଲ୍ଡ, ମୁଁ ଯେଉଁ କହିଲି ଆଗରୁ ସିଲେକ୍ସନ ସ୍କ୍ରିନ୍ ଫିଲ୍ଡ ଆମେ ଡିଫାଇନ୍ କରିବା ପାଇଁ ପାରାମିଟର ୟୁଜ କରୁଛେ। ଇଟ୍ ଆପିୟର୍ସ ଅଟୋମେଟିକାଲି, ତମେ ସେ ଯୋଉ ମାନେ ଇଏ କରିବା ଦରକାର ନାହିଁ, ଅଟୋମେଟିକ ଆସିଯିବ। ପାରାମିଟର ଲେଖିଲା ମାନେ ସେ ସିଲେକ୍ସନ ସ୍କ୍ରିନ୍ ସେ ଫିଲ୍ଡ ଆସିଯିବ, ବୁଝିହେଲା। ହୁଁ ହୁଁ ସିଙ୍ଗଲ ଭ୍ୟାଲୁ ଓନଲି, ଏଠି ତମେ ଗୋଟେ ଭ୍ୟାଲୁ ଏଣ୍ଟର କରିପାରିବ, ହୁଁ ହୁଁ ଓନଲି ୱାନ୍ ଭ୍ୟାଲୁ ଆଟ୍ ଏ ଟାଇମ୍। ହୁଁ କିନ୍ତୁ ହୁଁ ତମେ ପଚାରିବ, ତମେ ତ ଦେଖିଛ ଫ୍ରମ୍ ଟୁ ଥାଏ ନା ସ୍କ୍ରିନ୍ ରେ, ହୁଁ 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 ତା ପାଇଁ ଅଲଗା ସିଣ୍ଟାକ୍ସ, ହୁଁ ହୁଁ ସିଲେକ୍ଟ ଅପସନ ତା ପାଇଁ ହେଲା। ହୁଁ ତାପରେ ଏଟା ହଉଛି ଗ୍ଲୋବାଲ ଭେରିଏବୁଲ ଆଭେଲେବୁଲ ଥ୍ରୁ ଆଉଟ୍ ଦ ପ୍ରୋଗ୍ରାମ। ମାନେ ଗ୍ଲୋବାଲ ଭେରିଏବୁଲ ମାନେ କଣ, ସେ ପ୍ରୋଗ୍ରାମ ସାରା ସେ ଯୋଉ ଭେରିଏବୁଲ ଏଇଟା କୁହନ୍ତି ଭେରିଏବୁଲ। ତମେ ଯଦି ଡିକ୍ଲେୟାର କର ନା ପି ଅଣ୍ଡରସ୍କୋର ନେମ୍, ଏହାକୁ କୁହାଯାଏ ଭେରିଏବୁଲ ହୁଁ ହେଲା। ହୁଁ ଏଇ ଭେରିଏବୁଲ ଟାକୁ ଆମେ ପ୍ରୋଗ୍ରାମ ଭିତରେ କୋଡିଂ ଲେଖିବା, ସେଟା ବି ହୁଁ ୟୁଜ କରିପାରିବା। ମନେକର ଏଇ ନାଁ ଟାକୁ ନେଇକିରି କଣ କରିବା, ଆମେ ହୁଁ ଟେବୁଲ ସର୍ଚ୍ଚ କରିବା କି କଣ କରିବା ନା, ହୁଁ ସେଇଟା କରାଯାଏ ହେଲା। ହୁଁ ହୁଁ ତାପରେ ଆମେ ବର୍ତ୍ତମାନ ପଢିଲେ ପାରାମିଟର, ତା ଆଗରୁ ପଢିଥିଲେ ଡାଟା ହେଲା। ହୁଁ ପାରାମିଟର ଡାଟା ଭିତରେ ତଫାତ କଣ ଦେଖ। ପାରାମିଟର ହଉଛି ୟୁଜର ଇନପୁଟ, ୟୁଜର ଏଣ୍ଟ୍ରି କରିବ ଯାହା ଗୋଟେ ହୁଁ ଭ୍ୟାଲୁ ହୁଁ ହୁଁ ହେଲା। କିନ୍ତୁ ଡାଟା ହଉଛି କଣ, ୟୁଜର ଏଣ୍ଟ୍ରି କରିବନି, ପ୍ରୋଗ୍ରାମ ଡିଫାଇନ୍ଡ ଭ୍ୟାଲୁ, ପ୍ରୋଗ୍ରାମରେ ଯାହା ଭ୍ୟାଲୁ ଡିଫାଇନ୍ ହେଇଥିବ ସେ ସେଇ ଭ୍ୟାଲୁ ନବ। ହୁଁ ହୁଁ ମାନେ ଏଇଟା ଆମେ ସିଲେକ୍ସନ ସ୍କ୍ରିନ୍ ଏଣ୍ଟ୍ରି କରୁଛେ ନା, ଆମର ଯାହା ଦରକାର କୋଉଟା ପାରାମିଟର ଅନୁସାରେ ଯୋଉ ସିଲେକ୍ସନ ସ୍କ୍ରିନ୍ ଯୋଉ ଫିଲ୍ଡ ଆସୁଛି ନା, ସେ ଫିଲ୍ଡରେ ଆମେ ଆଜ୍ଞା ମାନୁଆଲି ଏଣ୍ଟ୍ରି କରୁଛେ ଯାହା ନା, ରାଇଟ୍ ମନେକରି ମନ୍ଥ, ପ୍ଲାଣ୍ଟ କୋଡ, ଭେଣ୍ଡର କୋଡ, ଏଗୁଡା ସବୁ ଯାହା ହୁଁ ହୁଁ କି ଫିଜିକାଲ ଇୟର ମାନୁଆଲି ଏଣ୍ଟ୍ରି କରୁଛେ, ସେଟା ହୁଁ ପାରାମିଟର। କିନ୍ତୁ ଡାଟାରେ ଆମେ ଆମର କଣ୍ଟ୍ରୋଲ କିଛି ନାହିଁ, ପ୍ରୋଗ୍ରାମ ଭିତରେ ଡାଇରେକ୍ଟ ଡିକ୍ଲେୟାର କରାହେଇଯାଇଛି, ସେ ସେଇ ଅନୁସାରେ କାମ କରେ, ମାନୁଆଲ ଏଣ୍ଟ୍ରି କିଛି ନବନି। ହୁଁ ହୁଁ এটা হচ্ছে সিলেকশন ফিল্ড, এটা হচ্ছে নো সিলেকশন ফিল্ড। এটা হচ্ছে সিলেকশন ফিল্ড নুহ, তা ভিতরে খালি থাকবো ହୁଁ ହୁଁ নর্মাল ভেরিয়েবল, সিলেকশন ফিল্ড নয়। ভ্যালু এন্টারড ହୁଁ আট রন টাইম, আসাইন ইন কোড। এটা আমি যে প্রোগ্রাম রান করছি ভ্যালু আসাইন হবো, আসাইন ইন দ কোড। এটা কোন আমি প্রোগ্রামিং কোডিং ভিতরে যেটা আমি ইয়ে করে দিয়েଥିବ না, সেটা আমি সে নব ହୁଁ ଆମର ରାଇଟ୍ ୟୁଜର କଣ୍ଟ୍ରୋଲ କିଛି ନାହିଁ। କିଛି ନାହିଁ। ଆରେ ଏଇଟା ଆମେ ବର୍ତ୍ତମାନ ପଢିନେ, ମୁଁ ଜଷ୍ଟ ତମକୁ ହିଣ୍ଟସ ଦେଲି, ସିଲେକ୍ଟ ଅପସନ ମାନେ ଯୋଉଟା ଫ୍ରମ ଟୁ ନଥାଏ କି ସିଲେକ୍ସନ ସ୍କ୍ରିନ୍ ରେ, ହୁଁ ତାକୁ ହୁଁ ଡିକ୍ଲେୟାର କରାଯାଏ ଏଇ କିୱାର୍ଡ ରେ, ସିଲେକ୍ଟ ଅପସନ୍ସ ହେଲା। ହୁଁ ସିଲେକ୍ଟ ଅପସନ ପାରାମିଟର ତଫାତ କଣ, এটা ହଉଛି ପାରାମିଟର ହଉଛି ସିଙ୍ଗଲ ଭ୍ୟାଲୁ, ସିଙ୍ଗଲ ଇନପୁଟ। ସିଲେକ୍ଟ ଅପସନ ମଲ୍ଟିପୁଲ ଭ୍ୟାଲୁ ଅର ରେଞ୍ଜ, କମ୍ପ୍ଲେକ୍ସ ଭ୍ୟାଲୁ ହୁଁ ହେଲା। ଓକେ ଯଦି ଆମେ ପ୍ରୋଗ୍ରାମ କରିବା, ଏଇଟା ଦେଖିବା ଆର ଏକ୍ସାମ୍ପଲ। ହୁଁ ହୁଁ ହେଲେ ଏମିତି ଟାଇପ ର କେତେ ସିଣ୍ଟାକ୍ସ କିଛି ନାହିଁ, ବେଶୀ ନାହିଁ। ବହୁତ ଥିବ। ନା ନା ବହୁତ ନାହିଁ, ବହୁତ ନାହିଁ, ବହୁତ କମ। ଓକେ ଶୁଣ, ମୁଁ ଗୋଟେ କଥା ମୁଁ କହିବି ହୁଁ ଓଡିଆ ବିଷୟରେ। ମୁଁ ମାକ୍ସିମମ୍ ଚେଷ୍ଟା କରୁଛି ଯେତେ ଫଣ୍ଡା କ୍ଲିୟର କରି, ଓଡିଆ ଭାଷାରେ କଞ୍ଚା ଓଡିଆରେ ଫଣ୍ଡା କ୍ଲିୟର କରି ତମକୁ ଆଜ୍ଞା ବୁଝେଇବି। ଆବାବଟା ସେଇଟା ହିଁ ତ ଦରକାର ସେଇଟା ଆବାବଟା ହିଁ ତ ଦରକାର। ମୁଁ ତମକୁ ଗ୍ୟାରାଣ୍ଟି ଦେବି, ତମେ ଥରେ ପ୍ରାକ୍ଟିସ କରିଦବ। ମୁଁ ଆଜି କ୍ଲାସ ପରେ ଏଇ ନୋଟ ଟା ତମକୁ ପଠେଇଦେବି। ହୁଁ ଯାହା ଲେଖା ହେଇଛି ତମେ ଯଦି କାଲି ଭିତରେ ଥରେ ପ୍ରାକ୍ଟିସ କରିଦବ ନା, ତମର ଏତେ ହୁଁ କନଫିଡେନ୍ସ ବଢିଯିବ, ଏନ୍ଜୟ କରିବ ତମେ ଆଉ। ଓକେ ଓକେ କିନ୍ତୁ ରିକ୍ୱେଷ୍ଟ ଆଜି ଆଟଲିଷ୍ଟ ଥରେ ତମେ ଦେଖିବ, ଆଟଲିଷ୍ଟ ଏଇ ଏକ୍ସାମ୍ପଲ ଯାହା ଲେଖା ହେଇଛି ନା, ହୁଁ ଥରେ ହୁଁ ତମେ କରିବ ପ୍ରାକ୍ଟିସ। କାଲି ଆଜ୍ଞା କ୍ଲାସ କାଲି କ୍ଲାସ ହବା ଆଗରୁ ଆଜ୍ଞା ଥରେ ପ୍ରାକ୍ଟିସ କରିଦେଇଥିବ ହେଲା। ମୁଁ କରିବି, କାଲିର କ୍ଲାସ ଆଗରୁ ମୁଁ କରିଥିବି। ହଁ, ପ୍ରାକ୍ଟିସ କାଲ କଲେ ନା, ତମ ଯାହା କୁହ ନା, ମୁଣ୍ଡ ଭିତରକୁ କିଛି ଯିବ, ଆଉ ହୁଁ ପାଠଟା ତମକୁ ଇଏ ଲାଗିବ, ଇଣ୍ଟରେଷ୍ଟିଂ ଲାଗିବ ଆଉ। ଇଣ୍ଟରେଷ୍ଟିଂ ଲାଗିବ। ନହେଲେ ହୁଁ ଖାଲି ମାନେ ମୁଁ କହିଦେବି, ତମେ ଶୁଣିଲା ଭଳିଆ, ମାନେ ୟୁଟ୍ୟୁବ ଦେଖିଲା ଭଳିଆ ହେଇଯିବ କଥାଟା। କାହିଁ ଏଇଟା ଥିଓରି ନାହିଁ, ଏଇଟା ଏଇଟା ପ୍ରାକ୍ଟିସ କରିବାକୁ ହଁ, ପଡିବ। ପ୍ରାକ୍ଟିସ ହେଲା। ହୁଁ ହୁଁ ତାହେଲେ ଆମେ ଯୋଉ ବର୍ତ୍ତମାନ ଚେକ୍ ବକ୍ସ ଦେଖିଲେ ନା, ହୁଁ checkbox in above is a selection skin field that lets user choose on off ହେଲା, ଅନ୍ ଅଫ୍ ହଁ ହଁ using parameter as a checkbox. ଚେକ୍ ବକ୍ସ ହଁ A checkbox is created using parameter statement with as checkbox, ଯୋଉଟା ଆମେ ଆଗରୁ ଯୋଉଟା ଏଜ୍ ଦେଖିଛେ। ଚେକ୍ ବକ୍ସ ହଁ ଏଜ୍ ଚେକ୍ ବକ୍ସ। ଏଟା ହଉଛି ତାର syntax, parameters p underscore flag as checkbox। ହୁଁ ଏଟାକୁ as checkbox must compulsory।
ଏଇ ଆଜ୍ ଚେକ୍ ବକ୍ସ ଲେଖିଲେ ସେଇଟା ଗୋଟେ ଆସିଯିବ ଏମିତି ମାନେ ଏଇ ଯୋଉ ରେକ୍ଟାଙ୍ଗଲ ଟାଇପ ହୁଁ ହେଲା। ଏଟା ହଉଛି ଏକ୍ସାମ୍ପଲ, ଏଟା ତ ହୁଁ ରିପୋର୍ଟ ପାରାମିଟର୍ସ p underscore flag as checkbox। as checkbox start of selection। ये जो start of selection ତମେ ଏବେ ମୁଣ୍ଡ ଖେଳିବା ଦରକାର ନାହିଁ, ଖାଲି ଲେଖିଦବ। ଯଦି କାଲି ପ୍ରାକ୍ଟିସ କରିବ କି ଆଜି ପ୍ରାକ୍ଟିସ କର, ଲେଖିଦବ ଖାଲି start of selection। ଆମେ ଯେତେବେଳେ ପ୍ରୋଗ୍ରାମିଂ କରିବା ନା, କୋଡିଂ ଲେଖିବା ମାନେ ପ୍ରୋଗ୍ରାମ, ଏଇଟା କଣ ଖାଲି ଜଷ୍ଟ ସିଣ୍ଟାକ୍ସ ଟାଇପ ର ମାନେ ବେସିକ ଷ୍ଟେଟମେଣ୍ଟ ସବୁ। ଯେତେବେଳେ ହୁଁ ପିଓର ହୁଁ ପ୍ରୋଗ୍ରାମ ଲେଖେ ସେତେବେଳେ ୟାର ମାନେ ମୁଁ ତମକୁ ବୁଝେଇବି start of selection ମାନେ କଣ ହୁଁ ହେଲା। ହୁଁ ହୁଁ if p also flag equal to x, right checkbox is checked, else right checkbox is not checked, like that ହୁଁ ହେଲା। ହୁଁ 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 checkbox checked ହେଇଥାଏ ତାର ଭ୍ୟାଲୁ ନବ x by default। ହୁଁ ହୁଁ ଏଇଟା କଣ, ମୁଁ ଏଇଟା ତା ମାନେ କଣ, ମନେକର ଗୋଟେ ତମେ ସିଲେକ୍ସନ ସ୍କ୍ରିନରେ ଗୋଟେ ଚେକ୍ ବକ୍ସ ଦେଖେଇଛି ରେକ୍ଟାଙ୍ଗଲ ଭଳିଆ, ତମେ ଟିକ୍ ମାରିଦେଲ ହୁଁ ହେଲା। ହୁଁ ହୁଁ ବାସ୍ ଏଇ ଯୋଉ ଷ୍ଟେଟମେଣ୍ଟ କହୁଛି ଟିକ୍ ମାରିଲ ମାନେ କଣ, ତା ଭ୍ୟାଲୁ ହେଇଗଲା x। ହୁଁ ଆମେ ପ୍ରୋଗ୍ରାମିଂ ଲଜିକ ଲେଖିବା ନା, ଆମେ ହୁଁ ଗୋଟେ ଲଜିକ ଲେଖିପାରିବା if checkbox equal to x do this or all else do this, ଯେମିତି ଏଠି ଲେଖା ହେଇଛି। ହୁଁ ଏଇ ଯୋଉ ଲେଖେନି p underscore flag equal to x, ହୁଁ x ଟା ଆସିଲା କେମିତି, ଯଦି ଯେ ୟୁଜର ସିଲେକ୍ସନ ସ୍କ୍ରିନରେ ସେ ଟିକ୍ ମାରିଥିବ ନା, ହୁଁ ଟିକ୍ ମାଇଲେ ସେ ଭେରିଏବୁଲ ଟା ହେଇଗଲା x। ହୁଁ ବୁଝିହଉଛି? ବୁଝିଲି। ହଁ, ସେଇଟାକୁ ନେଇକି ଆମେ ପ୍ରୋଗ୍ରାମରେ ଏମିତି ଲେଖିବା। ହୁଁ ତେଣୁ ସେ ଚେକ୍ ବକ୍ସ ଚେକ୍ଡ ମିନ୍ସ ଭ୍ୟାଲୁ ଭେରିଏବଲ x, if not checked means blank space। blank yeah space ହଁ ହଁ, ଏଇଟା ସେମିତି ଚେକ୍ ବକ୍ସ ହଉଛି ଡିଫଲ୍ଟ ଭ୍ୟାଲୁ। ସିମିଲାରଲି ଖାଲି ଲାଷ୍ଟ ଲେଖିଦବ ଡିଫଲ୍ଟ ଆଜ x, ହୁଁ parameter of p also flag as checkbox default as x। ହୁଁ ଡିଫଲ୍ଟ ମାନେ ସେ ଅଟୋମେଟିକ ଚେକ୍ ହେଇକିରି ଆସିବ। ଚେକ୍ ହେଇକି ଆସିବ, ମାନେ ଯେ ସ୍କ୍ରିନ୍ ମାନେ ଜଣେ ଖୋଲିବ ନା, ତାକୁ ଖୋଲିବ ଆଉ ସେ ଚେକ୍ ହେଇକି ଥିବ, ଚେକ୍ ଏମିତି ହେଇକି ଥିବ, ଟିକ୍ ମାର୍କ ହେଇକି ଥିବ। ମାନେ ହେଇକି ଥିବ। ତାପରେ ରେडियो बटन in above allow the user to select one option from a predefined group of the selection screen। minimum two ରହିବା ଦରକାର। ହୁଁ ରାଉଣ୍ଡ ନା ହୁଁ minimum two ରହିବା ଦରକାର ହେଲା, ଦିଟା ହେଲେ ତା ଦେହରେ ଗୋଟେ ସିଲେକ୍ଟ ହୁଁ କରିବ। ହୁଁ ରେडिଓ ବଟନ ମାନେ ହଉଛି ଚୁଜ୍ ୱାନ୍ ଅପସନ among many ହେଲା, ଏଇ ହୁଁ ଷ୍ଟେଟମେଣ୍ଟ ହୁଁ ଟା ଯୋଉଟା। ହେଲେ ଇନପୁଟ ସିଲେକ୍ସନ ସ୍କ୍ରିନରେ କେବେ ବି ଆମେ ଗୋଟେ ରେଡିଓ ବଟନ ରଖିପାରିବାନି, ନା ହବନି। ମିନିମମ୍ ମୋର ଦେନ୍ ୱାନ୍, ହଁ ମିନିମମ୍ ଟୁ, ତା ମାନେ ମିନିମମ୍ ଟୁ। ଗୋଟେ ରଖିବା ପାଇଁ ଚାହୁଁଛ ତା ପାଇଁ ଚେକ୍ ବକ୍ସ ଚେକ୍ ବକ୍ସ ଓକେ। ହେଲା। ରେडिଓ ବଟନ ଆର୍ କ୍ରିଏଟେଡ୍ ୟୁଜିଂ ଦ ହେଲେ ଚେକ୍ ବକ୍ସ ମଲ୍ଟିପଲ ହେଇପାରିବନି କି? ଡିଫରେନ୍ସ ଦେଖ। ରେଡିଓ ବଟନ ମନେକର ପାଞ୍ଚଟା ଅଛି, ପାଞ୍ଚଟାରୁ ତମେ ମାକ୍ସିମମ୍ ଗୋଟେ ଆଟ୍ ଏ ଟାଇମ୍ ସିଲେକ୍ଟ କରିପାରିବ। ଗୋଟେ ହିଁ ଚୁଜ୍ କରିବ, କରେକ୍ଟ। କିନ୍ତୁ ଚେକ୍ ବକ୍ସ ମନେକର ଯଦି ପାଞ୍ଚଟା ଥିବ ତ ପାଞ୍ଚଟା ବି ଟିକ୍ କରିପାରିବ, ଗୋଟେ ବି ଟିକ୍ ଓକେ କରିପାରିବ। ବୁଝିଲି। ଏଇଟା ହଉଛି ଡିଫରେନ୍ସ। ହୁଁ ରେडिଓ ବଟନ୍ସ ଆର୍ କ୍ରିଏଟେଡ୍ ୟୁଜିଂ ପାରାମିଟର ଷ୍ଟେଟମେଣ୍ଟସ୍ ୱିଥ୍ ରେଡିଓ ବଟନ ଗ୍ରୁପ। ଏଇଟା ହଉଛି ଏକ୍ସାମ୍ପଲ, ଏଇଟା ହଉଛି ସିଣ୍ଟାକ୍ସ। ପାରାମିଟର୍ସ ହୁଁ p option 1 ରେଡିଓ ବଟନ ଗ୍ରୁପ grp1। Similarly parameters p option 2 ରେଡିଓ ବଟନ ଗ୍ରୁପ grp1। ହୁଁ ଏଇ ଯୋଉ ଗ୍ରୁପ ଟା ସବୁବେଳେ ସମାନ ରହିବ, କିନ୍ତୁ ଏଇ ଭେରିଏବଲ ସବୁ ଚେଞ୍ଜ ହବ। ହୁଁ opt1 opt2 opt3 ହେଲା। ତାମାନେ ଏଠି ହୁଁ କଣ ହବ, ଏଠି ତିନିଟା ରେଡିଓ ବଟନ ଆସିଯିବ ସ୍କ୍ରିନରେ। ହୁଁ ଏଠି ଯୋଉ ଲଜିକ ଲେଖା ହେଲା ନା, ହୁଁ ଲଜିକ ରେ ସେ ଯୋଉ ସିଲେକ୍ସନ ସ୍କ୍ରିନ ତିନିଟା ରେଡିଓ ବଟନ ଆସିଯିବ। ହେଲେ ଏଥିରେ ରେଡିଓ ବଟନ ହଉଛି ସିଣ୍ଟାକ୍ସ, ହଁ ହେଲେ ରେଡିଓ ବଟନ ଲେଖିବ। ଗ୍ରୁପ, ହଁ ନାଇଁ ଗ୍ରୁପ ତାପରେ GRP1 ଏଇଟା ବି ସିଣ୍ଟାକ୍ସ ନା କଣ? ନା, ଏଇ ଗ୍ରୁପ ତମେ ନା ତମେ ମୁଁ ଖାଲି ଦେଇଛି ତମେ ଜିପି ଦଉନ, ଓକେ କିନ୍ତୁ ଓକେ ଇଏ ନେମ୍ ସେମ୍ ହବା ଦରକାର। ଓକେ। ବୁଝିହେଲା? କିନ୍ତୁ ଗ୍ରୁପ ଏ ଯୋଉ ଲେଖିଛ ତା ଆଗରୁ ଗ୍ରୁପ, ସେଟା ବି କଣ ଜଷ୍ଟ ଲାଇକ୍ ଦ୍ୟାଟ? ନା ଗ୍ରୁପ ଟା ବି ମାନେ ସିଣ୍ଟାକ୍ସ ରେଡିଓ ବଟନ ଗ୍ରୁପ। ହଁ ରେଡିଓ ବଟନ ଗ୍ରୁପ ହଉଛି ସିଣ୍ଟାକ୍ସ। ହଁ ହଁ ଓକେ ଓକେ। ପାରାମିଟର୍ସ ଏଇ ଯୋଉ ହେଲା ଭେରିଏବୁଲ ରେଡିଓ ବଟନ ଗ୍ରୁପ ସିଣ୍ଟାକ୍ସ, ଏଇଟାକୁ ତମେ ଚେଞ୍ଜ କରିବ ତମ ଇଚ୍ଛା ଅନୁସାରେ ଦବ। ହଁ କିନ୍ତୁ ତିନିଟାକ ରେଡିଓ ତା ମାନେ ଏଇଥିରେ ସିଣ୍ଟାକ୍ସ ହଉଛି କଣ, ତମର ରେଡିଓ ବଟନ ଗ୍ରୁପ ହଉଛି ସିଣ୍ଟାକ୍ସ। ହଁ ରେଡିଓ ବଟନ ଗ୍ରୁପ ହେଲା। ଓକେ। ଏଠି ଗୋଟେ ଏକ୍ସାମ୍ପଲ ଅଛି।
parameters p underscore create radio button ରେଡି ବଟନ। group এটা ছিল group grp1 ହୁଁ default x by default x ଆସିବ। ହୁଁ এটা হচ্ছে না এটা এটা ভুল লেখাইছে। এটা যেটা আগে ক্রিয়েট ହେଇପାରିବ এটা ଚେଞ୍ଜ ହବ। ମୁଁ ଲେଖିଦେଉଛି ଚେଞ୍ଜ ଲେଖିଦେଉଛି। এটা ହେଲେ p underscore change radio button group grp1 ଏଠି ଆଉ ଡିଫଲ୍ଟ ନାହିଁ। ହୁଁ ଏଠି ସେମିତି ମନେକର ଏଠି ଆମେ ଭେରିଏବଲ should be different ହେଲା। ରେଡିଓ ବଟନ ଗ୍ରୁପ grp1 କ୍ରିଏଟ ଚେଞ୍ଜ ଡିଲିଟ ମନେକର ଆମେ ତିନିଟା ଲେଖିଲେ ହୁଁ ହେଲା ଏମିତି ଲେଖିବ ତାର ହୁଁ ହେଲା। ହୁଁ ତେଣୁ ଏଇଟା ହଉଛି ପ୍ରୋଗ୍ରାମରେ ଆଗ ଏମିତି ଡିକ୍ଲେୟାର କରିବ ତାର ଷ୍ଟାର୍ଟ ଅଫ ସିଲେକ୍ସନ ଏଇଟା ସବୁ କୋଡି ଲେଖିବ ଇଫ p create equal to x ତାହେଲେ ଏଇଟା create equal to x ମାନେ ହୁଁ ଏଇଟା ହୁଁ ରାଇଟ create ଅପସନ ସିଲେକ୍ଟେଡ if p change ଏଇଟା ହଉଛି change option equal to x change option selected if p okay that display if p underscore display equal to x display option selected ହେଲା। ହୁଁ ସିମ୍ପଲ ଭେରି ସିମ୍ପଲ। ଲାଷ୍ଟ ଲେଖାଉଛି ଏଣ୍ଡ ଇଫ୍, ସେଟା ହଁ କଣ ତା ମାନେ? ହଁ ଏଇଟା ଆକ୍ଚୁଆଲି ପ୍ରୋଗ୍ରାମିଂ ଆମର ଷ୍ଟାର୍ଟ କରିନେ ଏଇଟା ହଉଛି if and if ର ସିଣ୍ଟାକ୍ସ। ଏଇଟା ହୁଁ ହଉଛି ଆମେ ଯେତେବେଳେ ପ୍ରୋଗ୍ରାମିଂ ଆରମ୍ଭ କରିବା ଏଠି ଏଠି ଆମର ବୁଝିବା ପାଇଁ ଏଇଟା କେମିତି ୟୁଜ ଏଇଟା ଦେଇଛି କିନ୍ତୁ ଏଇଟା ଆକ୍ଚୁଆଲି ବର୍ତ୍ତମାନ ତମେ ବୁଝିପାରିବନି ହେଲା। ତମେ ଖାଲି ଏତିକି ବର୍ତ୍ତମାନ ବୁଝ ଏଇ ଯୋଉ ରେଡିଓ ବଟନ କେମିତି ଡିକ୍ଲେୟାର କରାହଉଛି ହେଲା। ଏଇଟା ଆମେ ବୁଝିବା ଯେ ଆମେ ଯେତେବେଳେ ପ୍ରୋଗ୍ରାମ ଲେଖିବା ଏଇଟା କଣ ପିଓରଲି ପ୍ରୋଗ୍ରାମିଂ ଏଟା ହେଲା। ରେଡିଓ ବଟନ ଫଣ୍ଡାମେଣ୍ଟାଲ ଦେଖ ପିକ୍ଚର ଆଣ୍ଡ ଏକ୍ସପ୍ଲେନେସନ ଗ୍ରୁପ ନେମ୍ ଏଇଟା କୁହନ୍ତିନି ଗ୍ରୁପ ନେମ୍ କହନି ଏଇଟା ସବୁ ଗ୍ରୁପ ନେମ୍ ସବୁ group name same group only one selectable group name should be same and out of that one is କେବଳ select ହବ ହେଲା। value equal to select version x ଯୋଉଟା ସିଲେକ୍ଟ ହେଇଗଲା ନା ମନେକର ଯୋଉ ରାଉଣ୍ଡ ରାଉଣ୍ଡ ତିନିଟା ଅଛି ଏଇ ଯୋଉ ତିନିଟା ଅଛି ନା ଏଠି ଗୋଟେ ଆସିଗଲା ଟିକ ଗୋଟେ ବିନ୍ଦୁ ଗୋଟେ ଆସିଯାଏ କି ଫୁଲ ଷ୍ଟପ୍ ଭଳିଆ ତା ମାନେ ସେଟା ହେଉଛି x ତା ଭ୍ୟାଲୁ ହେଉଛି x ଏଇ x କୁ ନେଇ ଏଇ ଯୋଉ ନେହାନି କି x ତା ଭ୍ୟାଲୁ ହେଇଗଲା x ମାନେ ଏଇଟା ମାନେ ଏଇଟା ସିଲେକ୍ଟ କରାହେଇଛି ହେଲା ଡିଫଲ୍ଟ। by default and data type character 1 length ହଉଛି 1 x ହଉଛି 1 ଆଉ ତାପରେ ଆଉ ଗୋଟେ ହଉଛି HTTP about ଟା କେସ୍ ସେନ୍ସିଟିଭ ନୁହେଁ। ତମେ କ୍ୟାପିଟାଲ ଲେଟର ଲେଖିପାର ସ୍ମଲ ଲେଟର ଲେଖିପାର କିଛି ହଁ ଅସୁବିଧା ଓକେ, କେସ୍ ସେନ୍ସିଟିଭ ନାହିଁ। ତାପରେ ରେଡିଓ ବଟନ ଭଳି ଚେକ୍ ବକ୍ସ ରେଡିଓ ବଟନ ଆଉ ଚେକ୍ ବକ୍ସ ତଫାତ କଣ ଓନଲି ୱାନ୍ ଅପସନ ଆଲାଉଡ ଇନ୍ ରେଡିଓ ବଟନ ବଟ୍ ଇନ୍ ଚେକ୍ ମଲ୍ଟିପୁଲ ଅପସନ ଆପଣ ତମେ ଟିକ ଟିକ ଯୋଉ କରିବ ନା ଯେତେଟା କରିଦେଇପାର କିନ୍ତୁ ରେଡିଓ ବଟନ ଗୋଟେ ମ୍ୟୁଚୁଆଲି ଏକ୍ସକ୍ଲୁସିଭ ମ୍ୟୁଚୁଆଲି ମାନେ ଏଇଟା ନହେଲେ ସେଇଟା ଏମିତିଆ କିନ୍ତୁ ଇଣ୍ଡିପେଣ୍ଡେଣ୍ଟ ଚେକ୍ ବକ୍ସରେ 10ଟା ଥିଲେ 10ଟା ସିଲେକ୍ଟ କରିବ କାହା ଦେବାର ସମ୍ଭବ ନାହିଁ କିନ୍ତୁ ଏଇଟା ମ୍ୟୁଚୁଆଲି ମାନେ ଗୋଟିଏ ରୁ ଗୋଟିଏ। ତାପରେ ୟୁଜ ଫର ଚଏସେସ୍ ୟୁଜ ଫର ମାନେ ଫ୍ଲାଗ ସେଟ୍ କରିବା ପାଇଁ ଏଇଟା ଆମେ କରାଯାଏ ଏଇଟା ଚଏସ୍ ମାନେ ଏନି ୱାନ୍ ହେଲା। ତାପରେ ଆମେ ଦେଖିବା ଗୋଟେ ଲାଷ୍ଟ ଭେରିଏବଲ ଫିଲ୍ଡ ସିମ୍ବଲ ହେଲା। ଆମେ ଯେତେବେଳେ ପ୍ରଥମେ ଆଜି କ୍ଲାସ ଷ୍ଟାର୍ଟ କଲେ ଗୋଟେ ଫାଷ୍ଟ ଡାଟା ଦେଖିଥିଲୁ ଡାଟା 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 ସେ ଡାଟା ଯେତେବେଳେ ଆମେ ଡିକ୍ଲେୟାର କରୁଛେ ସେଠି ଗୋଟେ ଏସଏପି ତାକୁ ଗୋଟେ ମେମୋରି ଦଉଛି ସ୍ମଲ ମେମୋରି ସେ ମେମୋରି ଆମେ ଯୋଉ ଭେରିଏବଲ ଟା ପାସ୍ କରୁଛେ ସେ ସେଇଥିରେ ରହୁଛି ହେଲା। ଫିଲ୍ଡ ସିମ୍ବଲ ଆମେ ଦେଖିବା ତା ମାନେ କଣ ଫିଲ୍ଡ ସିମ୍ବଲ ହଉଛି ଏ ଫିଲ୍ଡ ସିମ୍ବଲ ଇନ୍ above is a pointer like variable that dynamically refers to a existing data in memory. Field symbol is a dynamic pointer like variable that does not store data. Field symbol data store करेନି ହେଲା। ଯେମିତି ଡାଟା ଆମେ ଟିକେ ଡାଟା ସେ ଷ୍ଟୋର କରୁଛି ନା ତମ ନାଁ ଟା ଆମେ ଦେଖିଲେ ସୁକାନ୍ତ କୁମାର ସେ ଷ୍ଟୋର କଲା ରାଇଟ ଲେଖିଲେ ସେ ଆମକୁ ଦେଖେଇଲା କିନ୍ତୁ ଫିଲ୍ଡ ସିମ୍ବଲ ସେ ଡାଟା ଷ୍ଟୋର କରିବନି
but point to the memory location of another data type that କିନ୍ତୁ ସେ ପଏଣ୍ଟ କରିଦେବ ଯେ ଆଉ ଗୋଟେ ଭେରିଏବଲ କୋଉ ଜାଗାରେ ସେ ଡାଟାଟା ଅଛି। ଏଟାକୁ ଆମେ ହୁଁ 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 ଏକ୍ସାମ୍ପଲ ମାନେ ପ୍ରାକ୍ଟିକାଲ କରିକି ଦେଖିବା, ସେତେବେଳେ ଅଣ୍ଡରଷ୍ଟାଣ୍ଡିଂ ଭଲ ହେଇଯିବ। ଏଟା ଖାଲି ଏବେ ଥିଓରି। ଫିଲ୍ଡ ସିମ୍ବଲ ମାନେ ହଉଛି ରିଫରେନ୍ସ ଟୁ ଦ ଏକ୍ଜିଷ୍ଟିଂ ଡାଟା। ମନେକର ଆମେ ତମ ନାଁଟା ଗୋଟେ ଜାଗାରେ ରଖିବା ହେଲା, ସେ ନାଁଟା ହୁଁ ସିଏ ହୁଁ ତମକୁ ସେ ରଖିବନି, କିନ୍ତୁ ସେ କହିଦବ ତା ନାଁଟା କୋଉଠି ଅଛି ବୋଲି। ହୁଁ ବୁଝିପାରୁଛ ଡିଫରେନ୍ସଟା? ବୁଝିଲେ। କୋଉଠି ଦେଖେଇଦବ। Field simple ହୁଁ used for fast processing, dynamic programming, avoid copying data, efficient internal table access। ବୁଝିଲେ, ଏଗୁଡା ସବୁ ଆମେ ଯେତେବେଳେ ପଢିବା ୱାନ୍ ବାଇ ୱାନ୍ ନା କ୍ଲାସ ବାଇ କ୍ଲାସ, ଏଗୁଡା ସବୁ ବୁଝିପାରିବା, କାରଣ ଇଣ୍ଟରନାଲ ଟେବୁଲ ଗୋଟେ ବଡ ହୁଁ ବଡ ସବଜେକ୍ଟ। ହୁଁ ହୁଁ ତାର ସିଣ୍ଟାକ୍ସ ହଉଛି ଏମିତିଆ, ଫିଲ୍ଡ ସିମ୍ବଲ ଏଫଏସ୍ ଟାଇପ ଏନି ହେଲା। ଏନି ମାନେ ତମେ ଯାହା ଦେଇପାରିବ, କ୍ୟାରେକ୍ଟର ନ୍ୟୁମରିକ ଏଗୁଡା ସବୁ। ହୁଁ ଏଇଟା ଆକ୍ଚୁଆଲି ତାର ଦିଟା ଅଛି ପ୍ରୋସେସ, ଗୋଟେ ଅଛି ଡିକ୍ଲାରେସନ, ମାନେ ଏଠି ଡିକ୍ଲାର କଲ, ତାପରେ ହୁଁ ହଉଛି ଆସାଇନମେଣ୍ଟ, ଏଠି ଆସାଇନମେଣ୍ଟ କରିବ, ମାନେ ତାକୁ ଆସାଇନ କରିବ। ହୁଁ ଏଇଠି ହୁଁ ଫିଲ୍ଡ ସିମ୍ବଲ ଟା ଏଫଏସ୍ ଡିକ୍ଲାର କରାଗଲା, ହୁଁ ତାପରେ ଏଇ ଯୋଉ ଆସାଇନ, ଏଇ ଯୋଉ ଭ୍ୟାଲୁ ଟାକୁ ଏଠି ଆସାଇନ କରାଗଲା। ବୁଝିପାରୁଛ? ହୁଁ 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 ଆମେ ଏଟା ଡିକ୍ଲାର କଲେ, ପୁଣି ଯୋଉ ହୁଁ ଭେରିଏବଲ ତମ ନାଁ ଷ୍ଟୋର ହେଇ ଅଛି ନା, ସେ ନାଁ ଟାକୁ ଆମେ ତମକୁ ଫିଲ୍ଡ ସିମ୍ବଲ କୁ ଆସାଇନ କଲେ ହୁଁ ହେଲା। ତେଣୁକରି ସିଏ ଗୋଟେ ଇଣ୍ଡିକେଟର କଲା କୋଉଠି ଭେରିଏବଲ ଟା ଅଛି। ହୁଁ ହୁଁ ଏକ୍ସାମ୍ପଲ ଏଟା ହଉଛି डाटा एलवी नंबर एलवी नम टाइप आई वैल्यू 10 अच्छे फील्ड सिंबल एफएस नम टाइप आई এটা আমরা ডিক্লেয়ার করা, তারপরে অ্যাসাইনমেন্ট করা। অ্যাসাইন এলভি নেম, এই এলভি নেম ଯୋଉଟା ନାଇଁ କି টু এই ହୁଁ এলভি নেমটাକୁ এই ফিল্ড সিম্বলକୁ ଆସାଇନ କର, ମାନେ ସେ 10 ର ଏଠି ବର୍ତ୍ତମାନ ଆସିଯିବ, ଏଇ ଭ୍ୟାଲୁ 10 ନୁହଁ କି ଏଠି ହୁଁ ଆସି। ତାପରେ ହେଲେ ଫିଲ୍ଡ ହଁ ଏଫଏସ୍ ନମ୍ କୁ ଆମେ ଆଉଥରେ ପୁଣି ଆସାଇନ କଲେ 10 20 ବୋଲି। ହୁଁ ରାଇଟ୍ ଏଲଭି ନମ୍ ଆଉଟପୁଟ will be 20। Change FS name also change LV name. Changing FS name also change LV name। ତାମାନେ FS ଆମେ ଯାହା ଚେଞ୍ଜ କରିବା, LV name ସେଟା ବି ପୁଣି ଚେଞ୍ଜ ହବ। ହୁଁ ଏଟା ଏକ୍ସାମ୍ପଲ ଗୁଡ଼ା, ସେକେଣ୍ଡ ଏକ୍ସାମ୍ପଲ ଅଛି। ଏଇଟା ଆକ୍ଚୁଆଲି ବୁଝିପାରେ, ଏଇ ଯୋଉ ମନେକର ଡାଟା ଆଇଡି ଟେମ୍ପ ଟାଇପ ଟେବୁଲ ଅଫ ଜେଡ ଏମ୍ପ୍ଲୟ, ଜେଡ ଏମ୍ପ୍ଲୟ ଆକ୍ଚୁଆଲି ଗୋଟେ ଟେବୁଲ ହେଲା। ହୁଁ ହୁଁ ଯେହେତୁ ଆମେ ଏଠୁ ଟେବୁଲ ବର୍ତ୍ତମାନ ପଢିନେ, ଏଇ ଏକ୍ସରସାଇଜ ଏଇଟାକୁ ମୁଁ ବର୍ତ୍ତମାନ ଓମିଟ କରୁଛି ହେଲା। ହୁଁ ହୁଁ ଆମେ ଯଦି ଟେବୁଲ ପଢିବା, ସେଇଠି ଆମେ ବୁଝିପାରିବା। ଟେବୁଲ ହୁଁ ଜଷ୍ଟ ମାରା ହଉଛି, ଯେମିତି ଦେଇଛି ମାରା, ମାର୍ସି, ମାର୍ଡି, ଏଗୁଡା ସବୁ ଏସଏପି ଦେଇଛି। ଆମେ ଆମର ରିକ୍ୱାରମେଣ୍ଟ ପାଇଁ ଆମେ ନିଜେ ସେମିତିଆ ଟେବୁଲ ତିଆରି କରିବା ହେଲା। ବୁଝିଲେ ବୁଝିଲେ। ଏଇଟା ବି ଛାଡ, ୱାର୍କ ଏରିଆ ବି ଏପର୍ଯ୍ୟନ୍ତ ପଢା ହେଇନି, ହୁଁ ଏଇଟା ପରେ ଦେଖିବା ହେଲା। କମନ ଟାଇପ ହଉଛି ଏଇଟା, ଫିଲ୍ଡ ସିମ୍ବଲ ଏଫଏସଏନଇ ଟାଇପ ଏନଇ, ଫିଲ୍ଡ ସିମ୍ବଲ ଏସ୍ଟାର ଟାଇପ ଷ୍ଟାଣ୍ଡାର୍ଡ ଟେବୁଲ ହୁଁ ହେଲା। ଏଟା ହଉଛି ରହିଲା ଆବାପର ଷ୍ଟେଟମେଣ୍ଟ, ବେସିକ ଷ୍ଟେଟମେଣ୍ଟ ସବୁ। ହୁଁ ଆମେ ଏଇଠି ରହିବା, ବୁଝିଲ ଦେଢ ଆଜ୍ଞା ଘଣ୍ଟା। ଆଜ୍ଞା ଆଉ ମୁଁ ବର୍ତ୍ତମାନ ଏଇ ରେକର୍ଡିଂ ଟା ଆଉ ଏଇ ଯୋଉ ନୋଟ ଟା ନାଇଁ କି ଆଜ୍ଞା ମେଲ କରିଦେବି ହେଲା। ଆମେ କାଲି ଆଜ୍ଞା କ୍ଲାସରେ ଏଇ ଯୋଉ ଯାହା ସବୁ ଆଉ ଲାଭ ରହିଲା ନା, ଏଠି ସବୁ ଆଜ୍ଞା ଲାଭ ରହିଲା ସବୁ କରିବା ହୁଁ ହେଲା। ସେ ଲାଭ ରେକର୍ଡିଂ ବି ଆଉ ସେ କୋଡିଂ ବି କପି ପେଷ୍ଟ କରିକି ବି ମୁଁ ପଠେଇଦେବି କାଲି କ୍ଲାସ ଆଜ୍ଞା ପରେ। ଆଜ୍ଞା ଆଜ୍ଞା। ତମର ସେଠି ରାତିରେ ଖିଆ ପିଆ କଣ, ମାନେ ରୁଟି ନା ଭାତ ନା କଣ? ଆମର ସେମିତି କିଛି ନାହିଁ, ମାନେ କେତେବେଳେ କୋଉଟା ଆଉ, କେତେବେଳେ ରୁଟି, କେତେବେଳେ ଭାତ, କେତେବେଳେ ମେକ୍ସିକାନ ଫୁଡ, କେତେବେଳେ ଅର୍ଡର, କେତେବେଳେ କଣ, କିଛି ଏଠି କଣ ଠିକ ଆଉ ନାହିଁ। ଫୁଡ କଣ ଅଛି, ମ୍ୟାକ୍ସିମମ୍ ଫୁଡ ମାନେ କଣ ଅଛି? ମେକ୍ସିକାନ ଫୁଡ ମାନେ ତମର ଟିକେ ସାଲାଡ ହେଇଗଲା, ଚିକେନ ସାଲାଡ, ରାଇଟ, ଆଚ୍ଛା ଆଚ୍ଛା, ହଁ ମାନେ ମେକ୍ସିକାନ ଷ୍ଟାଇଲ। ହଁ। ନହେଲେ ବୁରିତୋ, ବୁରିତୋ ଗୋଟେ ଫୁଡ, ମେକ୍ସିକାନ ଫୁଡ, ଆମକୁ ଟିକେ ମେକ୍ସିକାନ ଫୁଡ ପସନ୍ଦ ତ। ଏଇଟା କଣ ବୁରିଟୋ ମାନେ? ଏଇଟା ମେକ୍ସିକାନ ଫୁଡ।
ଆମର ଯେମିତି ଅଛି ତମର ଏଗ ରୋଲ, ରାଇଟ? ଆଚ୍ଛା ହଁ। ସେମିତି ଟାଇପ ର ଆଉ ବୁରିତ ହେଲା, ନହେଲେ ତମର ପିଜ୍ଜା କଣ ଗୋଟେ ବନେଇଦେଲୁ, ଏମିତି ଆଉ ହଁ। କଣ ଖାଇବା କଥା ଆଉ। ପୁରା ଦେଶୀ ଖାନା ଏଠି ପୁରା ମିଳୁନି ନା, ଏକ୍ଜାକ୍ଟ ଦେଶୀ। ଏଠି ତ ଇଣ୍ଡିଆନ ଗ୍ରୋସରୀ ଷ୍ଟୋର ସବୁ ଥିବ। ଅଛି ଅଛି ସବୁ ଅଛି। ଅଛି, କେତେବେଳେ କୋଉଟା ହଉଛି ଆଉ। ତମର ତ ରୁଟି ଖାଉଥିବ ନାଇଁ ରାତିରେ? ହଁ ଏଇ କଣ କି ତମେ ସାଉଥ ଇଣ୍ଡିଆ ରହିଛ ବାଙ୍ଗାଲୋର ଫାଙ୍ଗାଲୋରରେ? ହଁ। ତାହେଲେ ଜାଣିଥିବ, ଅବଶ୍ୟ ବାଙ୍ଗାଲୋର କଥା ମୁଁ ଜାଣିନି, ମୁଁ ଚେନ୍ନାଇରେ ରହୁଛି। ଚେନ୍ନାଇରେ ରାତିରେ ଲୋକ ସବୁ ଇଡଲି ଦୋସା ଖାଉଛନ୍ତି ହେଲା। ହୁଁ ହୁଁ ଯୋଉଟା କି ତମେ ବିଶ୍ୱାସ କରୁନ, ଆମେ ସବୁ ଦିନେ ଯୋଉଟା ଟିଫିନ ଖାଏ ନା, ହୁଁ ସେମାନେ ରାତିରେ ଖାଉଛନ୍ତି ଦୋସା ଖାଉଛନ୍ତି। ଆଉ ହୁଁ। ଗୋଟେ କେରଳ ପରଟା ଅଛି, ସେଟାକୁ ରାଉଣ୍ଡ ରାଉଣ୍ଡ କରିକି ଏମିତି ଛେଚିକି ଛେଚିକି, ହଁ। ମିଳୁଥିବ ସେଇଟା ବୋଧେ, ସେଇଟା ହୁଁ ଖାଉ। ହୁଁ ଆମର ତ ଘରେ ରୁଟି ଖିଆ ହୁଏ, କେବେ କେମିତି ଯଦି ଇଏ ହେଲା, ମନେକର ଦେହ ଭଲ ନାହିଁ କଣ, ସେ ଆଣ ନେଇ ଆସିକିରି ସେ ଆମର ଚକୁଳି ପିଠା ଇଏ ଭଳିଆ କରାଯାଏ। ହୁଁ ନହେଲେ ସେଇ ରୁଟି ଖୁଆଯାଏ ରାତିରେ। ହୁଁ। ଦିନରେ ତ ଭାତ। ତମର ପୁଅ କେତେ ପଢିଲାଣି, ବଡ ହେଇଗଲାଣି ପୁଅ? ଆମର ବା ନବମ ପଢୁଛି। ନବମ, ହୁଁ। ନବମ। ହୁଁ। ହୁଁ, ସେ କଣ ମାନେ ଇଂଲିଶ ମିଡିୟମ? ହଁ। ଇଂଲିଶ ଆଚ୍ଛା ମିଡିୟମ। ତମର କେମିତି ସେଠି ଇଂଲିଶ ମିଡିୟମ ନା କଣ କେମିତି? ହଁ ଇଂଲିଶ ମିଡିୟମ। ଆଚ୍ଛା ସିଏ ସୁଇଜରଲ୍ୟାଣ୍ଡ ତ ତାଙ୍କର ଅଲଗା ଭାଷା ଥିବ ନା ଇଂଲିଶ? ସୁଇଜରଲ୍ୟାଣ୍ଡ ର ଡିପେଣ୍ଡ କରୁଛି ତମେ କୋଉ ରିଜନ ରେ ରହୁଛ। ହଁ। ଆର ତିନିଟା ରିଜନ ଅଛି, ତମେ ଯଦି ଫ୍ରେଞ୍ଚ ସାଇଡରେ ରହୁଛ ତ ତମେ ଫ୍ରେଞ୍ଚ କହିବ। ହୁଁ। ତମେ ଜର୍ମାନ ସାଇଡରେ ରହୁଛ ତ ଜର୍ମାନ କହିବ। ହୁଁ। ଇଟାଲୀ ସାଇଡରେ ରହୁଛ ତ ଇଟାଲିଆନ କହିବ। ତାମାନେ ଇ- ଇ- ସୁଇଜରଲ୍ୟାଣ୍ଡ ଭିତରେ ଥିଲେ ବି ଏମିତିଆ କହିବା ପାଇଁ ପଡିବ। ହଁ ହଁ। ସୁଇଜରଲ୍ୟାଣ୍ଡ ରେ ଥିଲେ ବି ତମେ ଯୋଉ ରିଜନ ରେ ରହୁଛ ସେ ରିଜନ ର ଲୋକାଲ ଲାଙ୍ଗୁଏଜ ସେଟା। ତିନିଟା ଲାଙ୍ଗୁଏଜ ଏଇଠି, ତିନିଟା ଲାଙ୍ଗୁଏଜ। ହଁ ହଁ। ନାଇଁ ନାଇଁ ଏଇଟା ତ ତମେ ଯୋଉ କହିଲ, ଏଇଟା ହେଇଗଲା ଫ୍ରାନ୍ସ ଲାଙ୍ଗୁଏଜ, ଜର୍ମାନ ଲାଙ୍ଗୁଏଜ, ଇଟାଲୀ ଲାଙ୍ଗୁଏଜ। ସୁଇଜରଲ୍ୟାଣ୍ଡ ନିଜ ଲାଙ୍ଗୁଏଜ ଅଛି ନା ନାଇଁ? ନିଜ ଲାଙ୍ଗୁଏଜ କିଛି ନାହିଁ। ଏ ଭଗବାନ। ମୁଁ ଥରେ ଥରେ ଭାବେ ଆମ ଇଣ୍ଡିଆନ ମାନେ କେତେ ଆଡଭାନ୍ସ ଥିଲେ ସେତେବେଳେ। ଦେଖ ହୁଁ। ପ୍ରତି ଷ୍ଟେଟ ଗୋଟେ ଲେଖା ଲାଙ୍ଗୁଏଜ ଆମର। ପ୍ରତି ଓଡିଶା ଷ୍ଟେଟ ରେ ଗୋଟେ, ଗୋଟେ ଲେଖା ଲାଙ୍ଗୁଏଜ। ମାନେ ଓଡିଶା ଗୋଟେ ଲାଙ୍ଗୁଏଜ, ଲାଙ୍ଗୁଏଜ ପାଇଁ ପୁଣି ଗ୍ରାମାର ଫାମାର ଅଛି, ତାର ସିଷ୍ଟମେଟିକ ସବୁ ଅଛି ନା। କିନ୍ତୁ ରାଇଟ। ପୁରା ୟୁରୋପର ସେଇ ଇଂଲିଶ ଭଳିଆ ଲାଙ୍ଗୁଏଜ, ଖାଲି ଜର୍ମାନ କିନ୍ତୁ ତାଙ୍କର ତ ଜର୍ମାନ ହେଲେ ବି ଲିପିଟା ତ ସେଇ ଇଂଲିଶ ନା, ABCD ଟୁ ଜେଡ୍। ହୁଁ କରେକ୍ଟ। ମୁଁ ତ ଜର୍ମାନ ଟିକେ ଟିକେ ଶିଖୁଛି ଏବେ। ମତେ ମୁଁ ଜର୍ମାନ ଶିଖୁଛ? ହଁ ମୁଁ ଶିଖୁଛି। ମୁଁ ଦେଖିଲା ଆଶ୍ଚର୍ଯ୍ୟ ଲାଗିଲା, ସେଇ ABCD ତ ଅଛି ସେଇଠି, ଖାଲି ସେ ପ୍ରୋନାଉନସିଏସନ ଟା ଅଲଗା ପ୍ରକାର। ଏ ଜର୍ମାନ କାହିଁକି ଶିଖୁଛ ତମେ? ଜର୍ମାନ ଆମର ଏବେ ଯୋଉ ମୁଁ କାମ କରୁନି କି, ହୁଁ। ଆମ ହୁଣ୍ଡାଇର କଣ ହେଇଛି, ତମେ ଚେନ୍ନାଇ କେବେ ଆଇଛ? ନାଇଁ ମୁଁ ଏଇ ଭିଜା ଷ୍ଟାମ୍ପିଙ୍ଗ ପାଇଁ ହିଁ ଯାଇଥିଲି ଥରେ। ଚେନ୍ନାଇରେ ଗୋଟେ ଗିଣ୍ଡି ବୋଲି ଜାଗା ଅଛି, ସେଇଠି ଆମର ଅଫିସ ଟା ଅଛି। ହୁଁ ଅଫିସରେ ଆମ ବର୍ତ୍ତମାନ ହାରାହାରି ସେ ଅଫିସରେ ବସୁଛନ୍ତି 280 ପିଲା। ହୁଁ ଆଉ 220 ଖଣ୍ଡେ ପିଲା ଅଲ ଇଣ୍ଡିଆରେ ବସୁଛନ୍ତି। ହୁଁ ଟୋଟାଲ 500 ଜଣ। ହୁଁ କଣ କରୁଛି ହୁଣ୍ଡାଇର 7ଟା ନା 8ଟା କଣ୍ଟ୍ରିରେ ତାଙ୍କର ଫ୍ୟାକ୍ଟ୍ରି ଅଛି ହେଲା। ହୁଁ ହୁଁ ଯେମିତି ସାଉଥ କୋରିଆ ହେଲା, ଇଣ୍ଡିଆ ହେଲା, ଆମେରିକା ହେଲା, ଆଉ ଚେକୋସ୍ଲୋଭାକିଆ ହେଲା, ଇଣ୍ଡୋନେସିଆ ହେଲା, ବ୍ରାଜିଲ ହେଲା, ହୁଁ ହୁଁ ଅଛି। ଆଉ ଗୋଟେ ଗୋଟେ କମ୍ପାନୀ ମାନେ କଣ, ସେ କମ୍ପାନୀ ପାଖରେ ଛୋଟ ଛୋଟ କମ୍ପାନୀ ସବୁ ତାଙ୍କର ବି ଅଛି। ଅଲଗା ତ ଭେଣ୍ଡର ହୁଁ ଅଛନ୍ତି ଯାହା, ହୁଣ୍ଡାଇର ସିଷ୍ଟର କନସର୍ନ କମ୍ପାନୀ ସବୁ ହଉଛନ୍ତି। ମନେକର ଗୋଟେ କମ୍ପାନୀ ଅଛି, ସେ ଖାଲି କଣ କହିଲ ସିଟ୍ ତିଆରି କରୁଛି, କାର ସିଟ୍ ତିଆରି କରୁଛି। ହୁଁ ଅଫିସିଆଲି ହୁଣ୍ଡାଇ କମ୍ପାନୀ ନୁହଁ, କିନ୍ତୁ ସେ ହୁଣ୍ଡାଇ ମାଲିକର ଝିଅ ପୁଅ ଯିଏ ନୁହଁ, ତାଙ୍କର ସବୁ ସେ। ହୁଁ 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 ତାପରେ ମୋବିସ୍ ଗୋଟେ କମ୍ପାନୀ ଅଛି, ଗ୍ଲୋବିସ୍ ଅଛି, ହାଇସ୍କୋ। ହାଇସ୍କୋ ମାନେ କଣ, ଯୋଉ ସେ ଖାଲି ଷ୍ଟିଲ କିଣିକିରି ଷ୍ଟିଲ କି କାଟିକିରି ହୁଣ୍ଡାଇକି ଦବ ହେଲା। ହୁଁ ହୁଁ ଏଇଗୁଡା ସବୁ ବି ଗଢି ଉଠୁଛି। ୟାଙ୍କର ହୁଁ ଟୋଟାଲ ଆଇଟି ସପୋର୍ଟ ଯାହା ରହିଲା ନା, ହୁଁ ସବୁ ଯାକ ଆମର ଏଇଠୁ ହଉଛି। ତେଣୁକରି ଜର୍ମାନରେ ବି ଆଙ୍କର ମାନେ ହୁଣ୍ଡାଇର ଯୋଉ R&D ସେଣ୍ଟରଟା ହଉଛି ଜର୍ମାନୀରେ, ବୁଝିହେଲା। ହୁଁ 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 ଜର୍ମାନୀରେ R&D ସେଣ୍ଟର ପ୍ଲସ ଜର୍ମାନୀ ବି ଗୋଟେ କାର ମେନ୍ ଫେମସ କାର ପାଇଁ ନା। ହବ, ତେଣୁ ହଁ ହଁ ହଁ। ଆରେ ତମେ ବିଶ୍ୱାସ କରିବନି, ଆମ ମାରୁତି ସୁଜୁକି କମ୍ପାନୀ ବି ଜର୍ମାନୀ କି କାର ଏକ୍ସପୋର୍ଟ କରୁଛି। ମାନେ ମାରୁତି କାର ବି ହୁଁ ଜର୍ମାନୀ ବିକା ହଉଛି। ମୁଁ ଶୁଣି ହୁଁ ଜାଣିବାକୁ ମତେ ଆଶ୍ଚର୍ଯ୍ୟ ଲାଗିଲା। ତାଙ୍କର ହୁଁ ଏତେ ହାଇ କ୍ୱାଲିଟି କାର ଅଛି ନା, BMW, ଅଡି ଏଗୁଡା ସବୁ। କିନ୍ତୁ ହୁଁ ସେଠି ଲୋକ ମାରୁତି କାର ବି ଚଲାଉଛନ୍ତି ହେଲା। ହୁଁ ହୁଁ ହଁ ଏଇଠି ଯୋଉ ମୁଁ ଜର୍ମାନୀ କଣ ପାଇଁ ଶିଖାଉଛି, ଆମର ଜର୍ମାନୀରେ ସବୁବେଳେ ରିକ୍ୱାରମେଣ୍ଟ ହଉଛି ହେଲା। ହୁଁ ସେଠିକି ଆମର ପିଲା ଯାଉଛନ୍ତି 2 ମାସ 4 ମାସ ଏମିତିଆ ସବୁ ହୁଁ ହେଲା।
ମୁଁ ଆମର ଫ୍ୟାକ୍ଟ୍ରିରେ ମାନେ ହୁଣ୍ଡା ଯୋଉ ତିଆରି ହଉଛି ଯୋଉ କାଞ୍ଚିପୁରମ୍ ପାଖରେ ଶ୍ରୀପେରାମନ୍ଦୁର ନୁହଁ ଯୋଉ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ହେଇନଥିଲା, ହୁଁ 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 ଏଇ ପାଖରେ ଆକ୍ଚୁଆଲି ହୁଣ୍ଡାଇ ଫ୍ୟାକ୍ଟ୍ରିଟା ଯୋଉଠି ମାନେ ଆକ୍ଚୁଆଲି କାର ତିଆରି ହଉଛି। ହୁଁ 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 ଆମର ଆଇଟି ଡିପାର୍ଟମେଣ୍ଟ ସେଇ ଥିଲା ଫ୍ୟାକ୍ଟ୍ରି ଭିତରେ। ଏବେ ସେମାନେ ହୁଁ ହୁଁ ଏଇ ବର୍ଷେ ହେଲା ଗିଣ୍ଡି ଅଫିସ ଆଇଛି ତାଙ୍କର ରିକ୍ୱାରମେଣ୍ଟ ହେବାରୁ ମତେ ଏଠିକି ଟ୍ରାନ୍ସଫର କରିଛନ୍ତି। ହୁଁ ହୁଁ ଏଥିରେ କହୁଛନ୍ତି ଯେ ସେମାନେ ଜର୍ମାନୀ ବାଲା ପ୍ରିଫର କରୁଛନ୍ତି ଯେ ଜର୍ମାନ ଜାଣିଥିବ ସେ ସେଠି ଗଲେ ତାଙ୍କ ସହିତ ଟିକେ କଣ୍ଟାକ୍ଟ କରିପାରିବ, ମାନେ ସେ ତାଙ୍କ କଥା ଟିକେ ବୁଝିପାରିବ ଇଏ କାରଣ ସେମାନେ ଇଂଲିଶ ଆମର ଯେମିତି ହିନ୍ଦୀ ତାମିଲ ଏଠି ନୁହଁ କି, ସେଠି ହୁଁ ଜର୍ମାନୀ ଇଂଲିଶ ତାଙ୍କର ପଡେନି ହୁଁ ହେଲା। ହୁଁ 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 ତେଣୁ ସେମାନେ କହୁଛନ୍ତି ଯେ ତମେ ଯଦି ଇଣ୍ଡିଆରୁ ପିଲାଙ୍କୁ ପଠାଉଛ ଯିଏ ଜର୍ମାନ ଜାଣିଥିବ ତାଙ୍କୁ ସେମାନେ ପ୍ରିଫରେନ୍ସ ଦେବେ ହେଲା। ହୁଁ ତେଣୁକରି ମଝିରେ ମଝିରେ ଆମର ଏଠୁ ପିଲା ଯାଉଛନ୍ତି ଯୋଉମାନେ ଆଗରୁ ରହିଲେଣି 2 ମାସ 3 ମାସ ଯୋଉ ସର୍ଟ ଟର୍ମ କାମରେ ହୁଁ ଯାଉଛନ୍ତି ତ, ତେଣୁକରି ଆମ ଯେ ଚଏସ ସିଏ ଇଏ କରିଛି ଶିଖୁଛି ଆଉ। ହୁଁ ନାଇଁ ଭଲ ଭଲ। ତମକୁ ଚାନ୍ସ ବି ମିଳିପାରେ ନା ମାନେ ଅନ୍ ସାଇଟ୍ ଆସିକି ରହିବା ପାଇଁ ବି ଜର୍ମାନୀରେ। ହଁ ବହୁତ ଠିକ ଭଲ। ହେଲା ତାହେଲେ ରହିବା ଚାଲ କାଲି ମିଶିବା ଆଉ। ଠିକ ଅଛି ହୁଁ ଓକେ ବାଏ। ବାଏ ବାଏ ଗୁଡ୍ ନାଇଟ୍।